ପିତା ଅବ୍ରାହ୍ମକୁ ଡାକି କହିଲା, ହେ ମୋର ପିତ। ତହିଁରେ ସେ ଉତ୍ତର କଲେ, ପୁତ୍ର, ଦେଖ ମୁଁ ଏଠାରେ। ସେତେବେଳେ ସେ ପଚାରିଲା, ଏଇ ଦେଖ ଅଗ୍ନି ଓ କାଷ୍ଠ, ମାତ୍ର ହୋମ ନିମନ୍ତେ ମେଣ୍ଢା ଛୁଆ କାହିଁ? ତହିଁରେ ଅବ୍ରାହ୍ମ କହିଲେ, ପୁତ୍ର, ପରମେଶ୍ୱର ଆପେ ହୋମ ପାଇଁ ମେଣ୍ଢା ଛୁଆ ଯୋଗାଇବେ। ତହୁଁ ଦୁହେଁ ଏକତ୍ର ଚାଲିଗଲେ। ଆଉ ପରମେଶ୍ୱରଙ୍କ ନିର୍ବୋଧ ସ୍ଥାନରେ ଉପସ୍ଥିତ ହୁଅନ୍ତେ ଅବ୍ରାହ୍ମ ସେଠାରେ ଏକ ଯଜ୍ଞବେଦୀ ନିର୍ମାଣ କରି ତହିଁ ଉପରେ କାଠ ସଜାଡ଼ି ଆପଣା ପୁତ୍ର ଇସାକୁ ବାନ୍ଧି ବେଦୀର କାଠ ଉପରେ ଶୁଆଇ ଦେଲେ। ଅନନ୍ତର ଅବ୍ରାହ୍ମ ହସ୍ତ ବିସ୍ତାରୀ ପୁତ୍ରକୁ ବଧ କରିବା ନିମନ୍ତେ ଛୁରିକା ଧରିଲେ। ଏପରି ସମୟରେ ଆକାଶରୁ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଡାକି କହିଲେ, ହେ ଅବ୍ରାହ୍ମ, ହେ ଅବ୍ରାହ୍ମ। ତହିଁରେ ସେ କହିଲେ, ଦେଖନ୍ତୁ ମୁଁ ଏଠାରେ। ତହିଁରେ ସେ କହିଲେ, ତୁମେ ସେହି ବାଳକର ପ୍ରତିକୂଳରେ ହସ୍ତ ବିସ୍ତାର କର ନାହିଁ ଓ ତାହା ପ୍ରତି କିଛି କର ନାହିଁ, କାରଣ ପରମେଶ୍ୱରଙ୍କ ପ୍ରତି ତୁମର ଭୟ ଅଛି, ଏହା ଏହା ଏବେ ଆମେ ବୁଝିଲୁ। ଯେହେତୁ ତୁମ୍ଭେ ଆମକୁ ଆପଣର ପୁତ୍ର, ଆପଣର ଏକମାତ୍ର ପୁତ୍ର ଦେବାକୁ ହିଁ ଅସମର୍ଥ ନହିଲ। ସେତେବେଳେ ଅବ୍ରାହ୍ମ ଅନାଇ ଆପଣା ପଛଆଡ଼ ବୁଦାର ଲତାରେ ବୋଧଶୃଙ୍ଗ ଗୋଟିଏ ମେଷ ଦେଖିଲେ। ତହିଁରେ ଅବ୍ରାହ୍ମ ଯାଇ ସେହି ମେଷକୁ ଆଣି ଆପଣା ପୁତ୍ର ବଦଳରେ ତାକୁ ହୋମ ନିମନ୍ତେ ଉତ୍ସର୍ଗ କଲେ। ପୁଣି ଅବ୍ରାହ୍ମ ସେ ସ୍ଥାନର ନାମ ଜିହ୍ବା ଜିରି, ସଦାପ୍ରଭୁ ଜଗାଇବେ ରଖିଲେ। ଏଣୁକରି ଆଜି ଯାଇ ଲୋକ କହନ୍ତି, ପର୍ବତରେ ସଦାପ୍ରଭୁ ଜଗାଇବେ। ଅ, ଆମମାନଙ୍କର ସର୍ଭିସ କେବଳ ଚର୍ଚ୍ଚ ଭିତରେ ନାହିଁ, ଆମର ୟୁଟ୍ୟୁବ ସାହାଯ୍ୟରେ ଅନ୍ୟ ବାହାରେ ମଧ୍ୟ ଆମମାନଙ୍କର ବ୍ରଡକାଷ୍ଟ ହେଉଛି। ଆଉ ତେଣୁକରି ସେଇଠି ବହୁତ ଗୁଡ଼ିଏ ରେସ୍ପନ୍ସ ବି ଆସୁଛି, ଆଉ ବହୁତ ଗୁଡ଼ିଏ କମେଣ୍ଟସ୍ ବି ଆସୁଛି। ତ ମୁଁ ବହୁତ ଧନ୍ୟବାଦୀ ଅଟେ ଯେ ୟା ମାଧ୍ୟମରେ ମଧ୍ୟ ଆମର ସୁସମାଚାର କାମମାନେ ପ୍ରଚାର କରିବା ପାଇଁ ପ୍ରଭୁ ଆମକୁ ସୁଯୋଗ ଦେଇଛନ୍ତି। ତେଣୁକରି ସମୟ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଏ ବିଷୟକୁ ସମସ୍ତେ ଯତ୍ନ ସହକାରେ କନସିଡର କରିବା ପାଇଁ ମୁଁ ରିକ୍ୱେଷ୍ଟ କରୁଛି। ବାଇବଲରେ ଅବ୍ରାହମ ଗୋଟେ ସ୍ୱତନ୍ତ୍ର ଲୋକ ବି କହିପାରିବା, ଆଉ ଗୋଟେ ସାଧାରଣ ବା ସ୍ୱତନ୍ତ୍ର ଲୋକ ନଥିଲେ ବି ଆମେ କହିପାରିବା। ତାହେଲେ ଗୋଟେ ସ୍ୱତନ୍ତ୍ରର ଅର୍ଥ କ'ଣ? ଯେ ଯଦି କିଛି ଗୋଟେ ବ୍ୟକ୍ତିଙ୍କର ଗୋଟେ ପରିଚୟ ଥାଏ, କି ତାର ଗୋଟେ ବ୍ୟକ୍ତିଗତ ଭାବରେ କିଛି ଗୋଟେ ବିଷୟ ସ୍ୱତନ୍ତ୍ର ବିଷୟ ଥାଏ, ତାହେଲେ ଆମମାନେ ତାଙ୍କୁ ଆମମାନେ ଫିଗର ଆଉଟ୍ କରିପାରିବା। ଆଉ ସେ ବିଷୟ ପାଇଁ ସେ ମଧ୍ୟ ଗୋଟେ ପ୍ରସିଦ୍ଧ ବ୍ୟକ୍ତି ହେବା ପାଇଁ ପାରିବେ। କିନ୍ତୁ ଆଜି ମୁଁ ଅବ୍ରାହମଙ୍କ ବିଷୟରେ କହିବାକୁ ଚାହୁଁଛି। ଯେମିତି ଆମେ ସମସ୍ତେ ଜାଣିଛୁ, ଅବ୍ରାହମ ହେଉଛନ୍ତି ବିଶ୍ୱାସର ଆଦି ପିତା। ତ ଏ ବିଶ୍ୱାସର ଆଦି ପିତା ଭାବରେ ଯୋଉ ମାନେ ଉପାଧି ପାଇଛନ୍ତି ଅବ୍ରାହମ, ତ ଯଦି ଆମେ ଅବ୍ରାହମଙ୍କର ଜୀବନ କାଳକୁ ଯଦି ଆମେ ଦେଖିବା, ଆଉ ତାଙ୍କ ଜୀବନରେ ପରମେଶ୍ୱର କିପରି ଭାବରେ କାମ କରିଅଛନ୍ତି, ଏ ସମସ୍ତ ବିଷୟକୁ ଯଦି ଆମେ ଅନୁସନ୍ଧାନ କରିବା, ନିରୀକ୍ଷଣ କରିବା, ତାହେଲେ ଆମମାନଙ୍କର ବୁଝାମଣା ଦ୍ୱାରା କି ଆମମାନଙ୍କର ଚିନ୍ତାଧାରା ଅନୁସାରେ ଆମେ କେବେ ବି କହିପାରିବା ନାହିଁ ଯେ ପ୍ରକୃତିରେ ଅବ୍ରାହମ ହେଉଛନ୍ତି ଗୋଟେ ବିଶ୍ୱାସର ଆଦି ପିତା ହେବା ପାଇଁ ଯୋଗ୍ୟ ବୋଲି କହି। କାରଣ ପ୍ରତ୍ୟେକ ମନୁଷ୍ୟ ନିଜର କର୍ମ ଦ୍ୱାରା ହିଁ ବା ନିଜର ବ୍ୟବହାର ଦ୍ୱାରା ବା ନିଜକୁ ବିଶ୍ୱାସ କରିକି ନିଜର ବିଷୟକୁ ଧରିକି ହିଁ ନିଜର ଜୀବନକୁ ଗଠନ କରିବା ପାଇଁ ଚାହିଁଥାଏ। ଆଉ ଯେତେବେଳେ ସେ ତାର ନିଜର ଅନୁସାରେ ସକ୍ଷମ ହୋଇଥାଏ ନିଜକୁ ସଫଳତା ପାଇବା ପାଇଁ, ବହୁତ କଷ୍ଟ, ବହୁତ ଗୁଡ଼େ ପରିଶ୍ରମ କରିକି ନିଜର ଇମେଜକୁ ସେ ବନେଇଥାଏ, ତାହେଲେ ତାର ପରବର୍ତ୍ତୀ ସମୟରେ ସେ ନିଜକୁ ହିଁ ବହୁତ ଗର୍ବିତ ଭାବରେ ମନେ କରେ। ଆଉ ମନୁଷ୍ୟର ପ୍ରତିଛବି, ମନୁଷ୍ୟର ଯଦି ଇମେଜକୁ ଯଦି ଆମେ ଚିନ୍ତା କରିବା, ତାହେଲେ ପ୍ରତ୍ୟେକ ଲୋକମାନେ ଚାହାନ୍ତି ନିଜକୁ ଉଚ୍ଚୀକୃତ କରିବା ପାଇଁ, ନିଜକୁ ବଡ଼ କରିବା ପାଇଁ, ନିଜକୁ ବହୁତ ସକ୍ସେସଫୁଲ ମନୁଷ୍ୟ ବନେଇବା ପାଇଁ। କିନ୍ତୁ ବହୁତ ଆଶ୍ଚର୍ଯ୍ୟ ଭାବରେ ଯଦି ମୁଁ କହିବି, ବାଇବଲରେ ଯେଉଁ ଲୋକମାନଙ୍କର ନାଁ ଲେଖା ହେଇଛି, ଆଦାମଙ୍କ ଠାରୁ ଯୀଶୁଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ, ତ ସମସ୍ତ ଲୋକମାନେ, ଯେଉଁ ଲୋକମାନେ ମଧ୍ୟ ପ୍ରଭୁଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହୋଇଅଛନ୍ତି, ଈଶ୍ୱରଙ୍କ ଠାରୁ ସେମାନେ ପ୍ରକୃତରେ ସଠିକ ଆତ୍ମିକ ଜୀବନକୁ ବିତେଇଛନ୍ତି, ଏ ଲୋକମାନଙ୍କର ଯଦି ଆମେ ଲାଇଫ ଷ୍ଟାଇଲକୁ ଦେଖିବା, ତାହେଲେ ଆମେ କେବେ ମଧ୍ୟ କହିପାରିବା ନାହିଁ ସତରେ ଏମାନେ ଗୋଟେ ସ୍ୱତନ୍ତ୍ର ଲୋକ ଥିଲେ, ସେଥିପାଇଁ ପ୍ରଭୁ ଏମାନଙ୍କୁ ବାଛିଲେ ବୋଲି କହି। ତ ଏଇଟା ହେଉଛି ଗୋଟେ ବହୁତ ଆଶ୍ଚର୍ଯ୍ୟ ଆଉ ବହୁତ ମୂଲ୍ୟବାନ ବିଷୟ ଯେ ପରମେଶ୍ୱର ସମସ୍ତ ବିଷୟକୁ କରିଥାନ୍ତି ମଣିଷର ଜୀବନରେ। ତେଣୁକରି
ଏହି ସମୟରେ ଆମମାନେ ଏ ନୂଆ ବର୍ଷରେ ପରମେଶ୍ୱରଙ୍କ ପ୍ରତିଜ୍ଞା ଦ୍ୱାରା ଆମମାନେ ପଦାର୍ପଣ କରିଅଛୁ। ତ ବର୍ଷର ଆରମ୍ଭରେ ହିଁ ପରମେଶ୍ୱର ଆମମାନଙ୍କୁ ବହୁତ ବିଷୟ ଗୁଡ଼ାକ ଯୋଜନା ଦଉଛନ୍ତି। ତ ମଣ୍ଡଳୀ ଭିତରେ ମଧ୍ୟ ଈଶ୍ୱର ନୂଆ ନୂଆ ଯୋଜନାକୁ ଦେଇକି ସୁସମାଚାର କାର୍ଯ୍ୟ ବୃଦ୍ଧି କରିବା ପାଇଁ ମଣ୍ଡଳୀ ଦ୍ୱାରା ପ୍ରଭୁଙ୍କ ଦାସମାନଙ୍କ ଦ୍ୱାରା କଢ଼େଇକି ନେଉଥିବା ଯୋଗୁଁ ସତରେ ମୋର ହୃଦୟରେ ମଧ୍ୟ ମୁଁ ବହୁତ ଗୁଡ଼େ ଆଶାରେ ପରିପୂର୍ଣ୍ଣ। ତ ଯଦି ଆମେ ଏ ବିଷୟକୁ ଚିନ୍ତା କରିବା, ଗତ ବର୍ଷ ମଧ୍ୟ ସେଠି ବହୁତ ଗୁଡ଼ିଏ ଜାଗା ମାନଙ୍କରେ ସୁସମାଚାର ପ୍ରଚାରିତ ହୋଇଛି। ଆଉ କାଣ୍ଟାଟ ଦ୍ୱାରା ମଧ୍ୟ ହଜାର ହଜାର ଲୋକମାନେ ସୁସମାଚାରକୁ ଶୁଣିଛନ୍ତି। ଆଉ ମାଇଣ୍ଡ ଏଜୁକେସନ ହଉ କି ବାଇବଲ ସେମିନାର ହଉ, ତ ଏ ବିଷୟକୁ ଯଦି ମନେ ପକାଉଛି ତାହେଲେ ନିହାତି ପାଷ୍ଟ ଯେମିତି ଏଥର ପ୍ରଭୁ ଦାସ କହିଲେ ଯେ ଏ ବର୍ଷରେ ପରମେଶ୍ୱର ଆହୁରି ଅଧିକ କାମ କରିବେ। ତ ସତରେ ଯେତେବେଳେ ଗୋଟେ ମାଛକୁ ଦେଖିବା ମାନେ ଗୋଟେ ଗୋଟେ ମାଛ ଯଦି ବଞ୍ଚିକି ଅଛି, ତାହେଲେ ମାଛ କେବେ ମଧ୍ୟ ଅଧିକାଂଶ ସମୟରେ ମାଛ କେବେ ମଧ୍ୟ ପାଣି ଭିତରେ ଗୋଟେ ଜାଗାରେ ସ୍ଥିରୀକୃତ ସେ ରହିପାରିବ ନାହିଁ। ଯଦି ଆମେ ମାଛର ଲାଇଫକୁ ଦେଖିବା ତାହେଲେ ସଦାବେଳେ ଏ ମାଛ ପାଣିର ବିପରୀତ ସ୍ରୋତରେ ପହଁରିକି ଯାଇଥାଏ। ତ ଯୋଉ ମାଛ ପାଣିର ବିପରୀତ ସ୍ରୋତରେ ବୋହିକି ଯାଇଥାଏ ସେ ମାଛକୁ ଆମେ ବଞ୍ଚିଲା ମାଛ ବୋଲି କହିବା। ଯଦି ଆମେ ପକ୍ଷୀମାନଙ୍କୁ ଦେଖିବା, ଓ ପକ୍ଷୀମାନଙ୍କର ଯଦି ସ୍ୱତନ୍ତ୍ର ଭାବରେ ଦିଟା ବିଷୟକୁ ଯଦି ନିରୀକ୍ଷଣ କରିବା, ଗୋଟେ ହେଉଛି ତାର ଡେଣା, ଆଉ ଗୋଟେ ହେଉଛି ଦିଟା ଗୋଡ଼। ତ ଏ ଗୋଡ଼ ଯଦି ପକ୍ଷୀମାନଙ୍କୁ ଦେଖିବା ମାନେ ତ ଏଇ ଗୋଡ଼ ଗୁଡ଼ାକ ବହୁତ ଦୁର୍ବଳ ଆଉ ବହୁତ ଛୋଟ। ତ ମୁଁ ପଚାରିବି ପକ୍ଷୀମାନଙ୍କର ଜୀବନରେ ଅଧିକାଂଶ ସମୟରେ ସେମାନେ ଗୋଡ଼କୁ ବ୍ୟବହାର କରିକି ଚାଲନ୍ତି ନା ଡେଣାକୁ ବ୍ୟବହାର କରି ଉଡ଼ନ୍ତି? ସେ ଅଧିକାଂଶ ସମୟ ସ୍ପେଣ୍ଡ କରିଥାନ୍ତି ଡେଣାକୁ ବ୍ୟବହାର କରିଥାନ୍ତି ଉଡ଼ିବା ପାଇଁ। ତ ଏ ପକ୍ଷୀମାନଙ୍କର ଲାଇଫ ହେଉଛି ଆକାଶରେ। ଅଧିକାଂଶ ସମୟରେ ଏମାନେ ଆକାଶରେ ଉଡ଼ନ୍ତି। ଆଉ ଯଦିଓ ଏ ଆକାଶରେ ଏ ପୃଥିବୀରେ ମାଧ୍ୟାକର୍ଷଣ ଶକ୍ତି ଅଛି ଯାହାକି ଟାଣୁଛି ତଳକୁ, କିନ୍ତୁ ପକ୍ଷୀମାନେ ଯଦିଓ ବହୁତ ମଣିଷ ଠାରୁ ହଉ ଅନ୍ୟ ପ୍ରାଣୀ ଠାରୁ ବେଶୀ ଦୁର୍ବଳ ଦେଖାଯାଉଛନ୍ତି, କିନ୍ତୁ ଏ ପକ୍ଷୀମାନେ ଯାହା କରିପାରୁଛନ୍ତି ଇଭେନ ମଣିଷ ମଧ୍ୟ ସେମିତି କରିପାରିବ ନାହିଁ। ଦେନ୍ ଏ ମାଧ୍ୟାକର୍ଷଣ ଶକ୍ତିକୁ ଜିତିକି ପକ୍ଷୀ ଉଡୁଛି ଉପରେ। ତ ସୃଷ୍ଟିର ପଞ୍ଚମ ଦିନ ପରମେଶ୍ୱର ମାଛ ମାନଙ୍କୁ, ପକ୍ଷୀ ମାନଙ୍କୁ, ଉଡ଼ନ୍ତା ପ୍ରାଣୀ ବର୍ଗକୁ ସୃଷ୍ଟି କଲେ ବୋଲି ବାଇବଲରେ ଲେଖା ହେଇଛି। ତ ଏ ପକ୍ଷୀ ଆରେ ମାଛ ମାନଙ୍କର ସ୍ୱତନ୍ତ୍ର ବିଷୟକୁ ପ୍ରଭୁ ଆମମାନଙ୍କୁ ବୁଝିବାକୁ ଚାହୁଁଛନ୍ତି। ଯେମିତି ମାଛ ମାନଙ୍କର ଆଉ ପକ୍ଷୀ ମାନଙ୍କର ଜୀବନ ଦେଖିବା ମାନେ ହଁ ଆମମାନେ କହିପାରିବା, ହଁ ଯଦି ପକ୍ଷୀ ଗୋଟେ ଯଦି ଦିଟା ଡେଣାକୁ କଟା ଯାଉଛି ତାହେଲେ ମଧ୍ୟ ସେ ବଞ୍ଚିଥିବ। କିନ୍ତୁ ପକ୍ଷୀ ମାନଙ୍କର ଯେତେବେଳେ ଆମେ ଦିଟା ଡେଣାକୁ କାଟିଦେବା, ଯଦିଓ ଏଇଟା ବଞ୍ଚିଲା ପରେ ଦେଖା ଯାଇଥାଏ, କିନ୍ତୁ ମତେ ଲାଗୁନାହିଁ ଡେଣାକୁ ହରେଇକି ପକ୍ଷୀ ଦିଟା ଗୋଡରେ ତାର ଜୀବନକୁ ସେ ବିତେଇ ପାରିବ। ହେଇପାରିବ କି? କେବେ ବି ନାହିଁ। ଏ ଦିଟା ଗୋଡ ସାହାଯ୍ୟରେ ପକ୍ଷୀମାନେ କେବେ ମଧ୍ୟ ତାଙ୍କର ସଠିକ ଜୀବନ ପ୍ରପର ଲାଇଫକୁ ସେମାନେ କେବେ ବିତେଇ ପାରିବେ ନାହିଁ। ସଦାବେଳେ ଏମାନେ ଡେଣାକୁ ନିର୍ଭର କରିଥାନ୍ତି। ବର୍ତ୍ତମାନ ପରମେଶ୍ୱର ପକ୍ଷୀମାନଙ୍କୁ ସୃଷ୍ଟି କଲେ, ତ ପକ୍ଷୀମାନଙ୍କୁ ସୃଷ୍ଟି କଲା ପଛରେ ପ୍ରଭୁଙ୍କର କୋଉ ପ୍ରକାର ନିୟମ ଥିଲା ପକ୍ଷୀମାନଙ୍କ ଆଡକୁ ଯେ ସେମାନେ ଆକାଶରେ ଉଡିବେ। ତାହେଲେ ଯୋଉ ପକ୍ଷୀକୁ ପରମେଶ୍ୱର ସୃଷ୍ଟି କଲେ, ସେ ପକ୍ଷୀକୁ ଯଦି ଆଦେଶ ଦେଲେ ଉଡିବା ପାଇଁ, ତାହେଲେ ମତେ ଲାଗୁନାହିଁ ଯେ ଈଶ୍ୱର ପକ୍ଷୀମାନଙ୍କୁ ଆଦେଶ ଯଦିଓ ଦେଲେ ଉଡିବା ପାଇଁ, ଯଦି ଉଡିବା ପାଇଁ ଶକ୍ତି ନ ଦେଇକି ଯଦି ଖାଲି କହିଥାନ୍ତି ଉଡ ବୋଲେ ପକ୍ଷୀମାନେ କେବେ ଉଡି ପାରିନଥାନ୍ତି। ଠିକ ସେମିତି ଜଗତରେ ମଧ୍ୟ ଦୁଇ ପ୍ରକାର ଖ୍ରୀଷ୍ଟିଆନ ଦଳ ଅଛନ୍ତି। ଗୋଟେ ଖ୍ରୀଷ୍ଟିଆନ ଦଳ ଯୋଉ ଲୋକମାନେ ନିଜକୁ ପାପୀ ବୋଲି କହିଥାନ୍ତି, ନିଜର ପାପ ସମସ୍ୟାକୁ ନେଇ ସେମାନେ ସଂଘର୍ଷ କରୁଛନ୍ତି। ତାଙ୍କର ଦୈନନ୍ଦିନ ଜୀବନରେ ସେମାନେ ପ୍ରଭୁଙ୍କ ପାଖକୁ ଯାଇକି ଅଧିକାଂଶ ସମୟରେ ସେମାନେ ରିଗ୍ରେଟଫୁଲ ହେଇଥାନ୍ତି, ଦୁଃଖ ପ୍ରକାଶ କରିଥାନ୍ତି, କାନ୍ଦିଥାନ୍ତି। ସେମାନଙ୍କର ହୃଦୟ ଭିତରେ କୌଣସି ନୂତନ ଆଶା ଜନ୍ମ ହେଇନଥାଏ। ପୂର୍ବ ସପ୍ତାହରେ ଯୋଉ ଟପିକକୁ ଯୋଉ ମେଟରକୁ ନେଇକି ସେମାନେ ପ୍ରାର୍ଥନା କରିଥାନ୍ତି ପ୍ରଭୁଙ୍କ ସାମ୍ନାରେ, ତାର ପର ସପ୍ତାହରେ ମଧ୍ୟ ସେମାନେ ସେ ସମାନ ସମସ୍ୟାକୁ ନେଇକି ପ୍ରାର୍ଥନା କରିଥାନ୍ତି। ସେଟା ହଉଛି ପ୍ରଭୁ ଆମକୁ କ୍ଷମା କର, ଗତ ସପ୍ତାହରେ ଆମେ ବହୁତ ପାପ କଲୁ, ଆଜି ଆମେ ତୁମ ମନ୍ଦିରକୁ ଆସିଅଛୁ,
ତୁମେ ଆମକୁ ନୂତନ ମନ ଦିଅ, ନୂତନ ପ୍ରାଣ ଦିଅ, ନୂତନ ଯୋଜନା ଦିଅ, ଆମମାନଙ୍କୁ ସଫା କର ଯେପରି ଆମମାନେ ଏ ଆର ସପ୍ତାହରେ ଯେପରି ଆମମାନେ ପାପରୁ ବଞ୍ଚିତ ହେଇକି ଜୀବନ ଯାପନ କରିଥାଉ। ଗୋଟେ ପାପୀର ଜୀବନ ଯାପନର ସମାନ ଅର୍ଥ ହଉଛି ଗୋଟେ ପକ୍ଷୀ ବିନା ଡେଣାରେ ବଞ୍ଚିବାର ସହିତ ସମାନ। କି ଗୋଟେ ପାପମୟ ଜୀବନ ବିତେଇବାର ଲୋକମାନଙ୍କର ଜୀବନର ଅର୍ଥ ହଉଛି ସେ ମାଛ ମାନଙ୍କ ସଦୃଶ ତାଙ୍କର ଜୀବନ ମାଛ ମାନଙ୍କର ଡେଣା ନାହିଁ ପହଁରିବା ପାଇଁ। ତାହେଲେ ଯୋଉ ମଲା ମାଛକୁ ଯଦି ଆମେ ଦେଖିବା, ତାହେଲେ ପାଣି ଯୋଉ ସ୍ରୋତରେ ବୋହିକି ଯାଉଛି ଏ ମାଛ ମାନେ ମଧ୍ୟ ସେ ସମାନ ସ୍ରୋତରେ ବୋହି ବୋହି ଯିବେ। ଦେନ୍ ଯଦି ଆମେ ଜହନ ପୁସ୍ତକର ଗୋଟେ ବିଷୟକୁ ଚିନ୍ତା କରିବା ଅଳ୍ପ ସମୟ, ଜହନ 5 ପର୍ବରେ ଗୋଟେ କାହାଣୀ ଲେଖା ହେଇଛି ଗୋଟେ ପକ୍ଷାଘାତ ରୋଗୀ ବିଷୟରେ। ଦିନେ ପକ୍ଷାଘାତ ରୋଗୀ ଗତ 38 ବର୍ଷ ଧରିକି ବେଥେସ୍ତା ପୋଖରୀ ପାଖରେ ସେ ଶୋଇଥିଲା। ତାହେଲେ 38 ବର୍ଷ ପର୍ଯ୍ୟନ୍ତ ସେ କେତେ ସଂଘର୍ଷ କରୁଥିବ ଉଠିବା ପାଇଁ, କେତେ ଯେ ମେଡିସିନ ଖାଇଥିବ, କେତେ ଚେଷ୍ଟା କରୁଥିବ ସେ ଏ ପକ୍ଷାଘାତ ରୋଗରୁ ମୁକ୍ତି ପାଇବା ପାଇଁ। କିନ୍ତୁ ବର୍ଷ ବର୍ଷ ପାର ହେଲା ପରେ ମଧ୍ୟ ସେ ବ୍ୟକ୍ତି କେବେ ମଧ୍ୟ ସକ୍ଷମ ହେଇପାରୁନାହାନ୍ତି ସେ ରୋଗରୁ ମୁକ୍ତି ପାଇବା ପାଇଁ। ହଁ, ବର୍ତ୍ତମାନ ବେଥେସ୍ତା ପୋଖରୀ ପାଖରେ ହଁ, 5ଟି ମଣ୍ଡପ ଥିଲା। ଆଉ ସେଇ ଜାଗାରେ ଅନେକ ଅନେକ ଶୁଷ୍କାଙ୍ଗ ଅନ୍ଧ ଖଞ୍ଜ ଲୋକମାନେ ମଧ୍ୟ ପଢି ରହିଥିଲେ ଲେଖା ହେଇଛି ବାଇବଲରେ। ସେଇଠି ଗୋଟେ ନିୟମ ଥିଲା ଯେ ଯଦି ଯଦି ଈଶ୍ୱରଙ୍କ ଦୂତ ଆସି ଯଦି ପାଣି ହଲେଇଲେ ଆଉ ପାଣି ଜଳ ହଲିଲା ସମୟରେ ଯେକୌଣସି ଲୋକ ପ୍ରଥମରେ ସେ ପାଣିକୁ ଯିବ, ଯେକୌଣସି ରୋଗରେ ଆକ୍ରାନ୍ତ ହେଲେ ମଧ୍ୟ ସେ ରୋଗରୁ ସୁସ୍ଥତା ପାଇବ ବୋଲି କହିକି ନିୟମ ଥିଲା। ଦେନ୍ ଲୋକମାନେ ଦିବାରାତ୍ର ସେମାନେ ଅପେକ୍ଷାରେ ରହୁଥିଲେ ଯେ କେବେ ଦୂତ ଆସିକି ପାଣିକୁ ହଲେଇଲେ ଆମେ ଯାଇକି ସେଠି ଛୁଇଁବୁ। ମୁଁ ଜାଣିନି ଏକ୍ଜାକ୍ଟଲି କେତେ ପେସେଣ୍ଟ ଥିବେ ସେଠି, କିନ୍ତୁ ଯେତିକି ଥାନ୍ତୁ 200 ଥାନ୍ତୁ କି 300 ଥାନ୍ତୁ କି 100 ଥାନ୍ତୁ କି 50 ଥାନ୍ତୁ କି ଯେତିକି ଥାନ୍ତୁ, ଟୋଟାଲ ଯେତିକି ଲୋକ ଶୋଇଥିଲେ ସେ ଜାଗାରେ ଜଳକୁ ଜଗିଥିଲେ ଦୂତ ଆସିକି ହଲେଇଲେ ଆମେ ଯିବୁ କହିକି, କିନ୍ତୁ ଏ ନିୟମ ଅନୁସାରେ ଏ ଟୋଟାଲ ଲୋକମାନଙ୍କ ଭିତରେ ସେ ନିୟମ ଯୋଉ ଦିଆଯାଇଥିଲା ସେ ଅନୁସାରେ କେତେ ଲୋକ ସୁସ୍ଥତା ପାଇବେ? ମାତ୍ର ଜଣେ। କାରଣ ସେ ନିୟମ ଦିଆ ହେଇଥିଲା ଯେ ଯେକୌଣସି ଲୋକ ପ୍ରଥମରେ ସେ ଜଳକୁ ଯାଇକି ପହଞ୍ଚିବ। ତ ଯେତେବେଳେ ସେ ପ୍ରଥମେ ଯାଇକି ଯୋଉ ଲୋକ ଛୁଇଁବ ତ ସେ ତାର ଅର୍ଥ ନାହିଁ ଯେ ସମସ୍ତ ଲୋକମାନେ ଯେତେବେଳକୁ ଚେଷ୍ଟା କରୁଥିବେ ସେକୁ ଯିବା ପାଇଁ, କଣ ସମସ୍ତ ଲୋକମାନଙ୍କ ଭିତରେ ସମସ୍ତେ କଣ ସମାନ ସମୟରେ ଯାଇପାରିବେ କି? ନାଇଁ। ଜଣେ ଅନ୍ଧ ଲୋକ ଭାବୁଥିବ ଆରେ ମୁଁ ଅନ୍ଧ ଲୋକ ହେଲେ କଣ ହେଲା, ମୋର ଗୋଡ ଅଛି, ମୁଁ ପାଣି ହଲିଲା ସମୟର ଯଦି ଲକ୍ଷଣ ପାଇବି ତାହେଲେ ସିଧାସଳଖ ମୁଁ ମୋର ଗୋଡ ଦ୍ୱାରା ସାହାଯ୍ୟ ଦ୍ୱାରା ମୁଁ ସିଧାସଳଖ ଡେଇଁ ପଡିବି ମୁଁ ପାଣି। ଗୋଟେ ଖଞ୍ଜ ଲୋକ ଭାବୁଥିବ, ଗୋଟେ ଛୋଟା ଲୋକ ଭାବୁଛି ଯେ ମୁଁ ଅନ୍ଧ ହେଲେ ମୋର ଗୋଡ ନଥିଲେ କଣ ହେଲା, ମୋର ଆଖି ଅଛି, ପାଣି ହଲୁ ହଲୁ ମୁଁ ଗଡି ଗଡି ପଳେଇବି, ମୋର ତ ଆଖି ଅଛି ନା, ମୁଁ ଦେଖିବି ଆଗ କେତେରେ ଆସିବ। ମତେ ଲାଗୁଛି ସେ କଂଗ୍ରିଗେସନରେ ସେ ଯୋଉ ଜମା ହେଇଥିବା ଲୋକମାନେ ଯୋଉ ପେସେଣ୍ଟ ମାନଙ୍କ ଭିତରେ ପ୍ରତ୍ୟେକଙ୍କ ଭିତରେ ଝଗଡା ଥିବ। କାହିଁକି ସେଇଟା ନିର୍ଦ୍ଦିଷ୍ଟ ସମୟ ଦିଆଯାଇ ନଥିଲା ଯେ ଏ ସମୟରେ ଦୂତ ଆସିକି ପାଣି ହଲେଇବେ। ଏ କଥା ସେ ରାତି 12ଟାରେ ବି ହେଇଥାଇପାରେ, ଦିନ 4ଟାରେ ବି ହେଇଥାଇପାରେ, ଯେତେବେଳେ ମଧ୍ୟ ସେ ଦୂତ ଆସିବେ। ଯେତେବେଳେ ଦୂତ ଆସିବେ ତାହେଲେ ଏଇ ଲୋକମାନଙ୍କର ଚିନ୍ତାଧାରାରେ ଏଇ ଲୋକମାନଙ୍କର ଦୃଷ୍ଟିରେ ବର୍ତ୍ତମାନ ସେମାନେ କଣ ଅପେକ୍ଷାରେ ଥିବେ ଯେ ମୁଁ ଆଗ ପହଞ୍ଚିବା ଦରକାର। କିନ୍ତୁ ଯୋଉ ଲୋକ ଜଣେ ବ୍ୟକ୍ତି ଭାବୁଛି ମୁଁ ଆଗ ପହଞ୍ଚିବା ଦରକାର, ତା ପାଖରେ ଥିବା ଲୋକମାନେ ସେ କଣ ସେ ବ୍ୟକ୍ତି କଣ କହିବ କି ତୁ ଯା ବୋଲି କହିବ, ସେ ବି ତ ଚାହୁଁଥିବ ନା ମୁଁ ଆଗ ଯିବି। ଦେନ୍ ଏ ପରସ୍ପର ମାନଙ୍କ ଭିତରେ ଲୋକମାନଙ୍କ ଭିତରେ କଣ ହୃଦୟର ପ୍ରବାହିତ ଥିବ କି? ପରସ୍ପର ମାନଙ୍କ ଭିତରେ କଣ ବୁଝାମଣା ଥିବ କି? ଏଇ ଲୋକମାନଙ୍କର ପରସ୍ପର ଭିତରେ କୌଣସି ହୃଦୟର ସମ୍ପର୍କ ନାହିଁ। ମତେ ଲାଗୁଛି ଅଧିକାଂଶ ଭିତରେ ଝଗଡାର ସମ୍ପର୍କ ଥିବ, ପିଟା ମରାର ଥିବ, ଠେଲା ଠେଲି ହଉଥିବେ। ହଠାତ୍ ଯଦି ଗୋଟେ ସାଉଣ୍ଡ ହଉଥିବ ବୋଲେ ଗୋଟେ ଲୋକ ଯଦି ଆଗକୁ ବୋଧେ ଆସିଲା ବୋଲି ଡେଇଁଲା ବେଳକୁ ଆଉ ପଛ ଲୋକ ଆଉ ଗୋଟେ ତାକୁ ଟାଣିକି ଆଣିକି ନାଇଁ ନା ମୁଁ ଯିବି। ଏଟା କି ପ୍ରକାର ନିୟମ ସୁସ୍ଥତାର ଯୋଉ ନିୟମ ହଉଛି ସମସ୍ତ ମାନଙ୍କ ଭିତରେ ଜଣେ ପ୍ରଥମେ କିଏ ପହଞ୍ଚେ।
ଆଉ ଏ ସମସ୍ତ ଲୋକ ଭିତରେ ଆଉ ଜଣେ ମଧ୍ୟ ଲୋକ ଥିଲା, ଯାହାକି ଜହନ 5ରେ ମେନସନ ହେଇଛି ଯେ ଜଣେ 38 ବର୍ଷାବଧି ଲୋକ, ଯିଏକି ପକ୍ଷାଘାତ ରୋଗର ଆକ୍ରାନ୍ତ ହୋଇଥିବା ଲୋକ, ସିଏ ବି ଖଟରେ ଶୋଇଛନ୍ତି। ତା ଦିନେ ସେ ରାସ୍ତାରେ ଯୀଶୁ ଚାଲି ଚାଲି ଆସିଲେ ଲେଖା ହେଇଛି। ତେଣୁ ବର୍ତ୍ତମାନ ଯୀଶୁ ଖ୍ରୀଷ୍ଟ ଦେଖୁଛନ୍ତି, ଦୂରରୁ ଦେଖୁଛନ୍ତି ଗୋଟେ ଲୋକ ଛିଡା ହେଇ ସେଠି ଶୋଇଛି। ତାର ସ୍ପଷ୍ଟ ଭାବରେ ସେ ଲେଖା ହେଇଛି, ଯୀଶୁ ପାଖକୁ ଯାଇକି ଜାଣିଲେ ସେ ବହୁ କାଳର ରୋଗୀ ନା, ଦୂରରୁ ଆগে ଜାଣିଲେ ତାକୁ ଲେଖା ହେଇଛି। ତା ପାଖକୁ ଯାଇକି ପଚରା ପଚରି କରି କଥାବାର୍ତ୍ତା କରିକି ସେ ଜାଣିଲେ ନାହିଁ ଯେ ଇଏ ବହୁ କାଳ ରୋଗୀ କହିକି। ସେ ଦୂରରୁ ଦେଖିକି ଜାଣିଲେ ଯେ ସିଏ ବହୁ କାଳ ରୋଗୀ। ହେଲେ ଏନି ହାଉ ବର୍ତ୍ତମାନ ମୁଁ କହିବାକୁ ଚାହୁଁଛି, ଯୀଶୁ ଖ୍ରୀଷ୍ଟ ଏତେ ପେସେଣ୍ଟ ମାନଙ୍କ ଭିତରେ, ଏତେ ଲୋକମାନଙ୍କ ଭିତରେ ଯୀଶୁ ମାତ୍ର ଜଣଙ୍କ ପାଖକୁ ଯାଉଛନ୍ତି। ଆଉ ସେ ବ୍ୟକ୍ତିଙ୍କୁ ପଚାରୁଛନ୍ତି, ତମେ କଣ ଏ ରୋଗରୁ ସୁସ୍ଥତା ପାଇବାକୁ ଚାହୁଁଛ? ସେ ସମୟରେ ସେ ରୋଗୀ କଣ ଉତ୍ତର ଦଉଛି? ହଁ ପ୍ରଭୁ, କି ହଁ ମହାଶୟ, କି ହଁ ଗୁରୁ, ମୁଁ ଜଲଦି ଭଲ ହେବାକୁ ଚାହୁଁଛି। ମୁଁ ବହୁତ ବର୍ଷ ହେଲାଣି ଏଠି ଶୋଇଛି, ମୋ ଘର ଲୋକ ମତେ ଆଣିକି ରଖିଦେଲେ, ବିରକ୍ତ ହେଇକି ଚାଲିଗଲେ ଛାଡିକି ମତେ। ମୁଁ ଆଉ ସମ୍ଭାଳି ପାରୁନାହିଁ। ଆପଣ ଯଦି ମତେ ସୁସ୍ଥ କରିପାରିବେ ତ ସୁସ୍ଥତା ଦିଅନ୍ତୁ। ଏଇ ପ୍ରକାର ଭାବରେ ପକ୍ଷାଘାତ ରୋଗୀ କହିଲେ କି? ନାଇଁ। ପକ୍ଷାଘାତ ରୋଗୀର ଉତ୍ତର ବହୁତ ଆଶ୍ଚର୍ଯ୍ୟ। ମହାଶୟ, ଜଳ କମ୍ପିବା ସମୟରେ ଜଳ ନିକଟକୁ ଘେରି ଯିବା ପାଇଁ ମୋର କିଏ ସାହାଯ୍ୟକାରୀ ନାହିଁ। ଯେ ତାର ମନରେ ବର୍ତ୍ତମାନ କଣ ଅଛି, ଯେ ପାଣି ପାଖକୁ ଯିବା ପାଇଁ ଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମତେ ପାଣି ପାଖକୁ ନେବା ପାଇଁ କିଏ ନାହିଁ। ସେ ହଉଛନ୍ତି ଗୋଟେ ପେସେଣ୍ଟ, ସେ ହଉଛି ଗୋଟେ ପକ୍ଷାଘାତ ରୋଗୀ। ସେ ପାଣି ପାଖକୁ ଯିବା ବିଷୟ ଚିନ୍ତା ଅଧିକ କଲା ପରିବର୍ତ୍ତେ ତାଙ୍କ ମନ ଭିତରେ ଚିନ୍ତା ଫୁଲ ହେଇକି ଅଛି ଯେ ମତେ କିଏ ନେଇପାରିବ। ୟାର ଅର୍ଥ ହଉଛି ସେ ଗୋଟେ ଲୋକ ଏକ୍ଜାକ୍ଟଲି କନଫର୍ମ ହେଇଛନ୍ତି ଯେ ସେ ନିଜ ଦ୍ଵାରା କେବେ ଜଳ ପାଖକୁ ଯାଇପାରିବେ ନାହିଁ। ଆମେନ୍। ଦେନ୍ ଫାର୍ଷ୍ଟ ଅପସନ ତା ପାଖରେ ବର୍ତ୍ତମାନ ଅଛି ଯେ ମତେ କିଏ ଗୋଟେ ସାହାଯ୍ୟକାରୀ ଆସିଲେ ହିଁ ମତେ ନେଇପାରିବ। ତାଙ୍କ ମୁଖରୁ କଣ ବୋଲି ବାହାରୁଛି ଯେ ମୋର ସାହାଯ୍ୟକାରୀ କିଏ ବି ନାହିଁ। ଦେନ୍ ମୋର ସାହାଯ୍ୟକାରୀ କିଏ ନାହିଁ ବୋଲି ଯେତେବେଳେ ଇଏ ବ୍ୟକ୍ତି କହୁଛନ୍ତି, ଏ ବାକ୍ୟ ବହୁତ ଛୋଟ ଯେ ମୋର କିଏ ସାହାଯ୍ୟକାରୀ ନାହିଁ କହି। କିନ୍ତୁ ଏ ବାକ୍ୟ କହିବା ପାଇଁ ଏତେ ସହଜ ନାହିଁ ମଣିଷର ମୁଖରୁ। ମତେ ଲାଗୁଛି ବର୍ତ୍ତମାନ ଇଏ ଲୋକ ଯେତେ ତାର ମୁଖରୁ ସେ କହିଲେ ଯେ ମୋର କିଏ ସାହାଯ୍ୟକାରୀ ନାହିଁ, ଏ ମୋର କିଏ ସାହାଯ୍ୟକାରୀ ନାହିଁ ବୋଲି କହିବା ପୂର୍ବରୁ ସେ ତ ସେ ନିଜେ ଜାଣିବା ଦରକାର ନା। ତ କେତେବେଳେ ଜାଣିପାରିଲେ ଯେ ମୋର କିଏ ସାହାଯ୍ୟକାରୀ ନାହିଁ କହିକି? ଗତ 38 ବର୍ଷ ଧରିକି ଏ ଖଟରେ ଶୋଇଛି। ପ୍ରଥମ ଷ୍ଟେପରେ, ପ୍ରଥମ ଭାଗରେ ଚେଷ୍ଟା କରୁଥିବେ ଉଠିବା ପାଇଁ, ଦୌଡ଼ିବା ପାଇଁ, ଖେଳିବା ପାଇଁ। ହଁ ମୁଁ ଦେଖୁଛି ବର୍ତ୍ତମାନ ଅନ୍ୟ ସାଙ୍ଗମାନେ ଯାଉଛନ୍ତି, ଅନ୍ୟ ସାଙ୍ଗମାନେ ବୁଲୁଛନ୍ତି, ମୁଁ ପାରୁନାହିଁ ର ଦୁଃଖରେ ଦୁଃଖୀ ହେଇଥିବ ସେ। କି ଦ୍ୱିତୀୟ ଷ୍ଟେପରେ ସେ ତାର ପରିବାର ଲୋକକୁ ମନେ ପକାଉଥିବ, ଆରେ ମୋର ପରିବାର ଲୋକ ମତେ ଛାଡିଦେଲେ, ମତେ କିଏ ପଚାରୁନାହିଁ, ୟାର ଦୁଃଖ ବି ପାଇଥିବ ସେ। ବହୁତ ଗୁଡେ ବିଷୟର ତା ମନ ଭିତରେ ଘାଣ୍ଟି ଯୁକ୍ତି ହେଇକି ବର୍ତ୍ତମାନ ସେ ଲାଷ୍ଟରେ ପହଞ୍ଚିଲା, ବର୍ତ୍ତମାନ କନଫର୍ମ ହେଲା ଯେ ମତେ କିଏ ସାହାଯ୍ୟ କରିବା ଲୋକ ଦୁନିଆରେ ନାହିଁ। ଦେନ୍ ଏଇଟା ବହୁତ ଆଶ୍ଚର୍ଯ୍ୟ, ବର୍ତ୍ତମାନ ତାଙ୍କ ମନରେ କଣ ଥିଲା ପରବର୍ତ୍ତୀ ସମୟରେ ଆମେ ଜାଣିପାରିବୁ। ଦେନ୍ ବର୍ତ୍ତମାନ ଏଇ ଅଂଶରେ ଯଦି ଆମେ ଗଭୀର ଚିନ୍ତା କରିବା, ଯୀଶୁ ଖ୍ରୀଷ୍ଟ ବର୍ତ୍ତମାନ ବହୁ କାଳର ରୋଗୀ ବୋଲି ଜାଣିଲେ ଦୂରରୁ, ଯୀଶୁଙ୍କର ତ କାମ ରୋଗୀକୁ ସୁସ୍ଥ ଦେବାଟା, ଅନ୍ଧ ଲୋକକୁ ଚକ୍ଷୁ ଦେବାଟା, ପକ୍ଷାଘାତ ରୋଗୀକୁ ରୋଗ ଭଲ କରିବାଟା, ସମସ୍ୟା ଥିବା ଲୋକକୁ ସମସ୍ୟା ସମାଧାନ କରିଦେବାଟା। କିନ୍ତୁ ବର୍ତ୍ତମାନ ଏଇ ଜାଗାରେ ଆମେ ଦେଖିପାରିବା ଏତେ ଲୋକମାନଙ୍କ ଭିତରେ ଯୀଶୁ ସମସ୍ତ ଅଧିକାଂଶ ଲୋକମାନଙ୍କ ଥିବା ଲୋକ ପାଖକୁ ନ ଯାଇକି ଜଣଙ୍କ ପାଖକୁ ଯାଉଛନ୍ତି। ତାହେଲେ ଏତେ ଲୋକମାନଙ୍କ ପାଖକୁ ଯୀଶୁ କାହିଁକି ଗଲେ ନାହିଁ? ସେଠି ବାଇବଲ ଲେଖା ହେଇଛି, ମୁଁ ଦିନେ ଜଣକୁ ପ୍ରଶ୍ନ ପଚାରିଥିଲି, ଅନେକ ଆହୁତ କିନ୍ତୁ ଅଳ୍ପ ମନୋନୀତ। ଅନେକ ଆହୁତ କିନ୍ତୁ ଅଳ୍ପ ମନୋନୀତର ଅର୍ଥ କଣ? ମୁଁ ବେଳେ ବେଳେ ଭାବୁଥିଲି, ଆରେ ଏତେ
ସହଜ ସୁଷମାଚାର ଏତେ ଇଜି, ଏଟା କାହିଁକି ଲୋକମାନେ ବୁଝୁନାହାନ୍ତି? କାହିଁକି ଲୋକମାନେ ଏଇଟାକୁ ଗ୍ରହଣ କରିପାରୁନାହାନ୍ତି? ଏବେ ପକ୍ଷାଘାତ ରୋଗୀ ପାଖକୁ ଯୀଶୁ ଆସୁଛନ୍ତି। ସେ ବେଥେସ୍ଦା ପୋଖରୀ ମୁଁ ତ କେବେ ଦେଖି ନାହିଁ, କି ସେ ବେଥେସ୍ଦା ପୋଖରୀରେ ବର୍ତ୍ତମାନ କେମିତି ଜାଗାରେ ଶୋଇଥିଲେ ମୁଁ ଜାଣି ନାହିଁ। କିନ୍ତୁ ଏନିହା ଗୋଟେ ବିଷୟ ମୁଁ ଜାଣିପାରୁଛି ଯେ ଏ ବ୍ୟକ୍ତିଙ୍କୁ ଛାଡିକି ଯେତିକି ଅନ୍ୟ ପେସେଣ୍ଟ ମାନେ ଥିଲେ, ସମସ୍ତଙ୍କର ଦୃଷ୍ଟି, ସମସ୍ତଙ୍କର ଯୋଉ ଲକ୍ଷ୍ୟ କୁଆଡକୁ ଥିବ? ବେଥେସ୍ଦା ପୋଖରୀ ଆଡକୁ ଥିବ ନା ନାଇଁ? କିନ୍ତୁ ଏ ବେଥେସ୍ଦା ପୋଖରୀ ଆଡକୁ ଦୃଷ୍ଟିର ଅପୋଜିଟ ଦୃଷ୍ଟି ଜଣଙ୍କର ଅଛି ଏଠି। କାର? ଏ ପକ୍ଷାଘାତ ରୋଗୀ ଲୋକ। ହେଲେ ଯୀଶୁ ଯୋଉ ପଟେ ଚାଲି ଚାଲି ଆସିଲେ, ତାର ଅପୋଜିଟ ବେଥେସ୍ଦା ପୋଖରୀ ଥିବ ନା ତାର ସାମ୍ନା ସାମ୍ନି ଥିବ? ଯୋଉ ଲୋକମାନେ ବେଥେସ୍ଦା ପୋଖରୀକୁ ଦେଖିଛନ୍ତି, ଯୀଶୁ ଖ୍ରୀଷ୍ଟ ଯୋଉ ଜାଗାରେ ଛିଡା ହେଇଛନ୍ତି, ତାଙ୍କର ଜାଗାରୁ ଯୀଶୁ ଖ୍ରୀଷ୍ଟ ପଛରେ ଛିଡା ହେଇଛନ୍ତି। କିନ୍ତୁ ପକ୍ଷାଘାତ ରୋଗୀ ଯୋଉ ଆଡକୁ ସେ ଶୋଇଛି, ତାଙ୍କ ସାମ୍ନାରେ ବର୍ତ୍ତମାନ କିଏ ଛିଡା ହେଇଛି? ଯୀଶୁ ଛିଡା ହେଇଛନ୍ତି। ହଁ, ବର୍ତ୍ତମାନ ମୁଁ କହିବାକୁ ଚାହୁଁଛି, ଏ ଲୋକମାନଙ୍କର ପଛରେ ଯୀଶୁ ଅଛନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ ଏ ଲୋକମାନେ ଯୀଶୁଙ୍କୁ ଦେଖି ପାରୁନାହାନ୍ତି। କାହିଁକି? କୋଉ ବିଷୟ ଏମାନଙ୍କୁ ବନେଇ ପାରୁନାହିଁ ଯୀଶୁଙ୍କୁ ଦେଖିବା ପାଇଁ? ପ୍ରଥମ ଜିନିଷ ମୁଁ କହିବାକୁ ଚାହୁଁଛି, କି ପ୍ରକାର ଦୂତ ଇଏ, ଯୋଉ ଦୂତ ବର୍ତ୍ତମାନ ଆସିଲେ ପାଣି ହଲେଇଲେ ଜଣକୁ ଭଲ କରିବ? ସତରେ କଣ ସ୍ୱର୍ଗରୁ ଆସିଥିବା ଦୂତ ଇଏ? ଯଦି ପ୍ରକୃତରେ ଦୂତ, ଯଦି ସ୍ୱର୍ଗରୁ ଆସିଥିବା ଦୂତ ଯୀଶୁ ଯେତେବେଳେ ଆସିଲେ, ତେବେ ଦୂତ କହିବା କଥା, ଆରେ ମତେ ଦେଖ ନାହିଁ, ମୁଁ କିଛି ନାହିଁ। ତମର ପ୍ରକୃତ ସୁସ୍ଥକାରୀ ତମର ପଛପଟେ ଛିଡା ହେଇଛନ୍ତି। କିଏ ସେ? ଯୀଶୁ ଖ୍ରୀଷ୍ଟ। ସିଆଡେ ଦେଖ। କିନ୍ତୁ ଏ ଲୋକମାନେ ବର୍ତ୍ତମାନ, ଯଦିଓ ଗୋଟେ ପେସେଣ୍ଟ, ଯଦିଓ ଏମାନେ ରୋଗୀ, କିନ୍ତୁ ଏମାନେ ବେଥେସ୍ଦା ପୋଖରୀକୁ ଯାଇପାରିବା ଲୋକ ବୋଲି ଭାବିବା ଯୋଗୁଁ ସେମାନେ ବେଥେସ୍ଦା ପୋଖରୀକୁ ଅନେଇକି ଅଛନ୍ତି। ଯୋଉ ଲୋକ ପାପ ଦ୍ୱାରା ଆକ୍ରାନ୍ତ ହେଇକି ପାପ ଦ୍ୱାରା କଷ୍ଟ ପାଉଛନ୍ତି, ତା ସହ ପାପରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରୁଛନ୍ତି, ଏ ସମାନ ଇଏ ମଧ୍ୟ ଏ ଦଳର ଲୋକ ହେଇଥିବ। କୋଉ ଦଳର ଲୋକ? ଯୋଉ ଲୋକ ଅନ୍ଧ, ଖଞ୍ଜ, ଶୁଷ୍କାଙ୍ଗ ହେଇକି ମଧ୍ୟ ସେମାନେ ପୋଖରୀକୁ ଯିବା ପାଇଁ ସକ୍ଷମ ଲୋକ। କିନ୍ତୁ ଇଏ ଗୋଟେ ଲୋକ, ପକ୍ଷାଘାତ ରୋଗୀ ଲୋକ, ଇଏ କେବେ ଯାଇପାରିବନି ବେଥେସ୍ଦା ପୋଖରୀକୁ। ଜାଣିଲା ସେ, ସେଥିପାଇଁ ତାର ମନରେ ସେ ଗୋଟେ ସାହାଯ୍ୟକାରୀଙ୍କୁ ସେ ଜଗିଛି। ଦେନ୍ ଏ କାହାଣୀର ଅର୍ଥ କଣ? ଯେମିତି ବର୍ତ୍ତମାନ ବେଥେସ୍ଦା ପୋଖରୀ ପାଖରେ ଗୋଟେ ପକ୍ଷାଘାତ ରୋଗୀ ଯିଏକି 38 ବର୍ଷ ଧରିକି ଶୋଇଛି, ଆଉ ଅନ୍ୟ ଲୋକମାନେ ଯୋଉମାନେ କି ସେଇ ଜାଗାରେ ଶୋଇଛନ୍ତି, କିନ୍ତୁ ଏ ଦିଟା ଲୋକର ଯଦି ଦି ଭାଗ କରିବା, ତାହେଲେ ମାନେ ଏ ଯୁଗରେ, ଏ ଜଗତରେ ଦୁଇ ପ୍ରକାର ଆତ୍ମିକ ଭାବରେ ବଞ୍ଚିବାର ଲୋକମାନଙ୍କର ପ୍ରତିଛବି ଏଇଟା। ରୋମୀୟ ପୁସ୍ତକ 7 ପର୍ବର 1 ପଦରେ ଗୋଟେ ବାକ୍ୟ ଲେଖା ହେଇଛି। ଜାଣିଛନ୍ତି କଣ ଲେଖା ହେଇଛି? ହୁଁ? ରୋମୀୟ ତାର 7 ପର୍ବର 1 ପଦରେ ଗୋଟେ ବାକ୍ୟ ଲେଖା ହେଇଛି। ଆମେ ଟିକେ ଦେଖିବା। ହେ ଭାଇ ମାନେ, ମନୁଷ୍ୟ ଯେ ପର୍ଯ୍ୟନ୍ତ ଜୀବିତ ଥାଏ, ଟିକେ ଧ୍ୟାନ ଦିଅନ୍ତୁ। ହେ ଭାଇ ମାନେ, ମନୁଷ୍ୟ ଯେ ପର୍ଯ୍ୟନ୍ତ ଜୀବିତ ଥାଏ, ସେ ପର୍ଯ୍ୟନ୍ତ ବ୍ୟବସ୍ଥା ଯେ ତାହା ଉପରେ କର୍ତ୍ତୃତ୍ୱ କରେ, ଏହା କି ତୁମେ କଣ ଜାଣ ନାହିଁ? ମୁଁ ତ ବ୍ୟବସ୍ଥା ଜାଣିବା ଲୋକମାନଙ୍କୁ କହୁଅଛି। ବର୍ତ୍ତମାନ ପରମେଶ୍ୱର କହୁଛନ୍ତି ଯେ ଯୋଉ ପର୍ଯ୍ୟନ୍ତ ମଣିଷ ଜୀବିତ ଥାଏ, ସେ ପର୍ଯ୍ୟନ୍ତ ତାକୁ କିଏ କର୍ତ୍ତୃତ୍ୱ କରିବ? ବଡ ପାଟି କରି କୁହନ୍ତୁ। ବ୍ୟବସ୍ଥା କର୍ତ୍ତୃତ୍ୱ କରିବ ତାକୁ। ତାର ଅପୋଜିଟ ଯଦି ଚିନ୍ତା କରିବା, ଯଦି ସେ ବ୍ୟକ୍ତି ଯଦି ମରି ଯାଇଛି, ତାହେଲେ ବ୍ୟବସ୍ଥା ତାକୁ କର୍ତ୍ତୃତ୍ୱ କରିପାରିବ କି? ଆଉ କର୍ତ୍ତୃତ୍ୱ କରିପାରିବ ନାହିଁ। ଏବେ ବେଥେସ୍ଦା ପୋଖରୀକୁ ଯିବାର ଲୋକମାନେ, ଯଦିଓ ଗୋଟେ ଅଂଶରେ ସେମାନେ ରୋଗୀ ଅଛନ୍ତି, କିନ୍ତୁ ତାଙ୍କ ମନ ଭିତରେ ଗୋଟେ କନଫିଡେନ୍ସ ଅଛି, ତାଙ୍କ ପାଖରେ ଗୋଟେ ନିଜ ଆଡକୁ ଆତ୍ମବିଶ୍ୱାସ ଅଛି ଯେ ଏଟଲିଷ୍ଟ ଆମର ଟିକେ ପାୱାର ଅଛି, ଟିକେ ତ ଷ୍ଟ୍ରେଂଥ ଅଛି ଆମ ପାଖରେ, ଯେ ଆମେ ବେଥେସ୍ଦା ପୋଖରୀକୁ ଯାଇପାରିବୁ।
ପାପରେ ପାପରେ କଷ୍ଟ ପାଇବା ଲୋକମାନେ କେବେ ମଧ୍ୟ ଚିନ୍ତା ମଧ୍ୟ କରିବାର ତାଙ୍କ ପାଖରେ ଅଧିକାର ନାହିଁ ଯେ ନିଜ ଚେଷ୍ଟାରେ ସେମାନେ ପାପରୁ ମୁକ୍ତି ପାଇବା ଦରକାର କହି। ଯୋଉ ବ୍ୟକ୍ତି ପାପ ଦ୍ଵାରା ଧରାଯାଇଛି ସେ ଲୋକ କେବଳ ପାପ ନିଜ ଦ୍ଵାରା ସମାଧାନ କରିପାରିବ ନାହିଁ। ଆମେ ଯଦି ଯୋଉ ବ୍ୟକ୍ତି ନିଜ ଖ୍ରୀଷ୍ଟିଆନ କହୁଛି, ଯୋଉ ବ୍ୟକ୍ତି ନିଜକୁ ମୁଁ ଲୋକ କହୁଛି କି ପ୍ରଭୁ ଭୟ ଲୋକ ପ୍ରଭୁକୁ ବିଶ୍ୱାସ କରୁଛି, ମୁଁ ପାପରୁ କଷ୍ଟ ପାଉଛି ସେଥିପାଇଁ ମୁଁ ବ୍ୟବସ୍ଥା ମାନିବାକୁ ପଡିବ, ମୁଁ ପ୍ରକୃତରେ ପ୍ରଭୁଙ୍କ ନିମନ୍ତେ ଅନେକ ଗୁଡେ ବିଷୟ କରିବେ କି ମତେ ପାପରୁ ମୁକ୍ତି ପାଇବା ଦରକାର ଭାବିବା ଲୋକ କେମିତି ଭାବି ପାରୁଛି ସେ ଲୋକ? ତାର କୋଉ ସମୟରେ ସେ ଯୀଶୁଙ୍କୁ ତ୍ରାଣକର୍ତ୍ତା ବୋଲି ମନେ କରୁଛି? କୋଉ ସମୟରେ ସେ ଯୀଶୁଙ୍କୁ ଉଦ୍ଧାର କର୍ତ୍ତା ବୋଲି ସେ ବିଶ୍ୱାସ କରୁଛି ସେ ତାହେଲେ? ହେ ଭାଇ ମାନେ ମନୁଷ୍ୟ ଯେ ପର୍ଯ୍ୟନ୍ତ ଜୀବିତ ଥାଇର ଅର୍ଥ କଣ? ଯେ ପର୍ଯ୍ୟନ୍ତ ମଣିଷ ଭାବୁଛି ମୁଁ ବ୍ୟବସ୍ଥା ଦ୍ଵାରା ଆତ୍ମିକ ଜୀବନ ବିତେଇ ପାରିବି କି ପ୍ରଭୁଙ୍କ ଆଶୀର୍ବାଦ ପାଇପାରିବି କି ମୋ ପ୍ରଭୁ ମତେ ଦେଖି ଖୁସି ହେଇକି ମତେ ଅନୁଗ୍ରହ ଦେବେ, ଏଇ ପ୍ରକାର ଚିନ୍ତା କରିବା ଲୋକମାନଙ୍କର ପାଇଁ ଲେଖା ହେଇଛି ଯେ ପର୍ଯ୍ୟନ୍ତ ମଣିଷ ଜୀବିତ ଅଛି ସେ ପର୍ଯ୍ୟନ୍ତ ବ୍ୟବସ୍ଥା ତାକୁ କର୍ତ୍ତୃତ୍ୱ କରିବ। ବ୍ୟବସ୍ଥା ଯାହାକୁ କର୍ତ୍ତୃତ୍ୱ କରିବ ତାର ଅର୍ଥ କଣ? କେମିତି ଆମେ ବୁଝିବା ଯେ ଇଏ ଲୋକକୁ ବ୍ୟବସ୍ଥା କର୍ତ୍ତୃତ୍ୱ କରୁଛି? ଯୋଉ ଲୋକ ଚେଷ୍ଟା କରୁଛି, ଯୋଉ ଲୋକ ସଂଘର୍ଷ କରୁଛି, ଯୋଉ ଲୋକ ନିଜ ଆଡୁ ପ୍ରଭୁଙ୍କୁ ସନ୍ତୁଷ୍ଟ କରୁଛି, ଯୋଉ ଲୋକ ସମସ୍ତ ଦାୟିତ୍ୱ ନିଜ ପାଖରେ ରଖିଛି ପ୍ରଭୁଙ୍କ ସାମ୍ନାରେ ଛିଡା ହେବା ପାଇଁ, ପ୍ରଭୁଙ୍କ ଠାରୁ ଅନୁଗ୍ରହ ପାଇବା ପାଇଁ, ସେ ଲୋକକୁ ବ୍ୟବସ୍ଥା କର୍ତ୍ତୃତ୍ୱ କରୁଛି। ଆମେନ୍। କାରଣ ବ୍ୟବସ୍ଥାରେ ଲେଖା ହେଇଛି ତମେ ଚୋରି କର ନାହିଁ, ସେ ଶୁଣୁଛି ବ୍ୟବସ୍ଥାରୁ ଆଉ ଚେଷ୍ଟା କରୁଛି ଚୋରି ନ କରିବା ପାଇଁ, ଯଦିଓ ତା ମନରେ ଭର୍ତ୍ତି ଅଛି ଚୋରି କରିବାର ମନ। ଚୋରି କରିବାଟା ସେକେଣ୍ଡରେ ଆସିବ ପ୍ରକାଶ ପାଇବାଟା। ଚୋରି କରିବା ପଛରେ ତା ଭିତରେ ଅଛି ଯଦି ଚୋରି କରିବାର ମନ ଅଛି, ଏ ଚୋରି କରିବାର ମନକୁ ସେ ନିରୀକ୍ଷଣ କରିବା ଦରକାର। ବ୍ୟବସ୍ଥା ଦ୍ଵାରା ମନୁଷ୍ୟ ଯଦି ପ୍ରକୃତରେ ଜାଣିପାରିବ ଯେ ସତରେ ବ୍ୟବସ୍ଥା ମୁଁ ସକ୍ଷମ ନାହିଁ ମାନିବା ପାଇଁ। ଏବେ ବେଥେସ୍ତା ପୋଖରୀ ପାଖରେ ସେ ଦୂତ ଆସିକି ପାଣି ହଲେଇବ ଆଉ ମୁଁ ଯାଇକି ପାଣି ଛୁଇଁବାର ଅର୍ଥ ଜାଣିଛନ୍ତି କଣ? ତାର ଅର୍ଥ ହଉଛି ବର୍ତ୍ତମାନ ଇଏ ସମାନ ଏସ ଯେମିତି ଈଶାଙ୍କର ଆଶୀର୍ବାଦର ସର୍ତ୍ତ ପାଇକି କୁଆଡେ ଯାଉଛନ୍ତି? ଜଙ୍ଗଲକୁ ଯାଉଛନ୍ତି। ତ ଏ ପ୍ରକାର ମୋ ପାଇଁ ସୁସ୍ୱାଦୁ ଖାଦ୍ୟ ଦେଲେ ମୁଁ ତତେ ଆଶୀର୍ବାଦ କରିବି। ଏସ ଟିକେ ବି ଚିନ୍ତା କରିପାରିଲା ନାହିଁ। କୋଉ ଚିନ୍ତା କରିବା କଥା ସେ? ମତେ ଲାଗୁଛି ସେ ଧନୁଷର ତୀର ଧରିକି ସେ ଜଙ୍ଗଲକୁ ଯିବା ପରିବର୍ତ୍ତେ, ସେ ପରିଶ୍ରମ କରିବା ପରିବର୍ତ୍ତେ ସେ ଗୋଟେ ଛୋଟ ବିଷୟକୁ ନିରୀକ୍ଷଣ କରିକି ଗୁରୁତ୍ୱପୂର୍ଣ୍ଣ ଭାବରେ ଚିନ୍ତା କରିବା କଥା। କଣ? ସୁସ୍ୱାଦୁ ଖାଦ୍ୟ, ମୋର ପସନ୍ଦର ଖାଦ୍ୟ। ଇଶା କହିଲେ ମୋର ପସନ୍ଦର ମୋର ସୁସ୍ୱାଦର ଖାଦ୍ୟ। ହେଲେ ବର୍ତ୍ତମାନ ଏସବୁ ଯଦି ସତରେ ଚିନ୍ତା କରିଥାନ୍ତେ, ଆରେ ମୋ ବାପାଙ୍କର ସ୍ୱାଦକୁ ପ୍ରଥମେ ମୁଁ ଜାଣିଛି ନା ମୋ ମା ରିବିକା ଜାଣିଛନ୍ତି? ଆମେ ସ୍ୱର୍ଗ ରାଜ୍ୟକୁ କେମିତି ଯିବାଟା ମୁଁ କେମିତି ଜାଣିବି? ମୋଠୁ ଅଧିକ ଯୀଶୁ ଜାଣିଛନ୍ତି। ଆପଣଙ୍କ ଗାଁ ବିଷୟରେ ଆପଣ ଅଧିକ ଜାଣିଥିବେ ନା ଗୋଟେ ଅଜଣା ଲୋକ ଆସିଲେ ଜାଣିବି କହିପାରିବ? ସେମିତି କେବେ ବି ହେଇପାରିବ ନାହିଁ। ଏବେ ବର୍ତ୍ତମାନ ଇସାକ ଯଦି କହିଲେ ମୋର ସୁସ୍ୱାଦ ଅନୁସାରେ ମତେ ଦିଅ, ଏସବୁ ଯଦି ଚିନ୍ତା କରିଥାନ୍ତି, ଆରେ ମୋ ବାପାଙ୍କର ସ୍ୱାଦକୁ ମୁଁ ଜାଣିବାଟା କିଛି ଇମ୍ପୋର୍ଟାଣ୍ଟ ନାହିଁ। ବର୍ତ୍ତମାନ ମୁଁ ମାଙ୍କ ପାଖକୁ ଯିବି। ସମସ୍ୟା ହଉଛି ଇସାକଙ୍କ ଘରେ ଯଦିଓ ଏସବୁ ନିକଟବର୍ତ୍ତୀ ହେଇକି ଥିଲା, ଇସାକ ହଉଛି ଗୋଟେ ଲୋକ ବର୍ତ୍ତମାନ ନିଜର ପୁତ୍ର ଦି ଜଣ ଯାକୁବ ଏସବୁ ଅଛନ୍ତି। ଏସବୁ ହଉଛି ଗୋଟେ ଲୋକ ଯେ ଏତେ ଦୂର ଜଙ୍ଗଲକୁ ଯାଇପାରିବ ସେ। ଏସବୁ ହଉଛି ଗୋଟେ ଲୋକ ଯିଏ ଜଙ୍ଗଲକୁ ଯାଇକି ସେ ପରିଶ୍ରମ କରିକି ଜନ୍ତୁ ମାରି ପାରିବ, କିନ୍ତୁ ଏସବୁ ଏତିକି ସକ୍ଷମ ନାହିଁ ଯେ ନିଜ ଘରେ ସେ ତା ମା ପାଖକୁ ଯାଇକି ପଚାରି ପାରିବ ଯେ ମୋ ବାପାଙ୍କର ସ୍ୱାଦ କଣ ମତେ ଟିକେ କୁହ। ଆମେ ହଁ ମୁଁ କହିବାକୁ ଚାହୁଁଛି ଏବେ ଯୀଶୁ ଖ୍ରୀଷ୍ଟ ପାଖରେ ଅଛନ୍ତି ଇଏ ପକ୍ଷାଘାତ ରୋଗୀ ପାଖରେ ନା? ଏବେ ଯୀଶୁଙ୍କ ଏଇ ପକ୍ଷାଘାତ ରୋଗୀ ପାଖକୁ ଯୀଶୁ କେମିତି ଯାଇପାରିଲେ? କେମିତି ସେ କ୍ରୁଶ ପାଖରେ ଦି ଜଣ ଡକାୟତ ମାନଙ୍କ ଭିତରେ ଜଣେ ଡକାୟତକୁ ଯୀଶୁ କହିପାରିଲେ ତୁ ଆଜି ମୋ ସହିତ ପାରଦେଶରେ ଉପସ୍ଥିତ ହେବୁ କହିକି? ହଁ ନା ନାଇଁ? ଯଦି ଆମେ ଏଇ ଲୋକଙ୍କର ଯଦି ଆମେ ଯଦି କର୍ମକୁ ଯଦି ଆମେ ହିସାବ କିତାବ କରିବା, ତାହେଲେ ଏ କ୍ରୁଶ ପାଖରେ ଡକାୟତ କି କର୍ମ କରୁଥିଲା ଯେ କର୍ମର ଫଳ ପାଉଛି ବର୍ତ୍ତମାନ ସେ ତୁ ଆଜି ମୋ ସହିତ ପାରଦେଶରେ ଉପସ୍ଥିତ ହବୁ? ପକ୍ଷାଘାତ ରୋଗୀ ବର୍ତ୍ତମାନ କୋଉ ନାହିଁ ହଁ ମତେ ଭଲ କରିଦିଅ, ମତେ ପାଣିକୁ ନେଇଯାଅ।
ପକ୍ଷାଘାତରେ କହୁଛନ୍ତି ଯେ ମୋର କିଏ ସାହାଯ୍ୟକାରୀ ନାହିଁ। ଶୁଣୁ ଶୁଣୁ ଯୀଶୁ, ଉଠ ତମର ଖଟିଆ ଘେନି ଚାଲ। ନାଇଁ, ଆମେ ଆମ ଲାଇଫରେ, ଆମ ଜୀବନରେ କଣ ଶିଖିବା ଦରକାର? ଯୀଶୁଙ୍କର ପସନ୍ଦ କଣ? ଯୀଶୁଙ୍କର ଇଚ୍ଛା କଣ? ଯୀଶୁଙ୍କର ପ୍ରକୃତରେ କ୍ୟାରେକ୍ଟର କଣ? ସେ କେମିତି ଚିନ୍ତା କରନ୍ତି? କେମିତି ସେ କାମ କରନ୍ତି? ସେ କେମିତି ଉତ୍ତର ଦେଇଥାନ୍ତି? ଅପୋଜିଟଲି ବ୍ୟବସ୍ଥା ଶାସ୍ତ୍ରକୁ ଯୀଶୁ କହୁଛନ୍ତି, ଆରେ ବ୍ୟବସ୍ଥାରେ କେମିତି ଲେଖା ହେଇଛି, ତୁ କେମିତି ପାଠ କରୁଛୁ? ନିକୋଦେମକୁ ଯୀଶୁ କହୁଛନ୍ତି, ସ୍ୱର୍ଗ ପାର୍ଥିବ ବିଷୟରେ କହିଲେ ବୁଝୁନୁ ତୁ, ସ୍ୱର୍ଗ ବିଷୟରେ କଣ କହିଲେ ବୁଝିବୁ ତୁ? ଏତେ ବଡ ବଡ ଲୋକମାନେ ମାନେ ନା। ଏଇ ଦ୍ୱାରା ଆମେ ଜାଣିପାରିବା ଯୀଶୁ କେବେ ନିଜର ପ୍ରଶଂସା ଚାହୁଁନାହାନ୍ତି, କି ଯୀଶୁ କେବେ ମଣିଷ ଅନୁସାରେ ଚିନ୍ତା କରୁନାହାନ୍ତି, କି ଯୀଶୁ କେବେ ମଣିଷ ଅନୁସାରେ ହିସାବ କିତାବ କରୁନାହାନ୍ତି, କି ଯୀଶୁ କେବେ ମଣିଷତ୍ୱ ଭାବରେ କେବେ ମଧ୍ୟ ଯୋଜନା କରୁନାହାନ୍ତି। ଆମେ ଯୀଶୁଙ୍କୁ କଣ ଏତେ ଭଲ ଲାଗିଲା ଯେ କହୁଛନ୍ତି ଉଠ ତମର ଖଟିଆ ଖଟିଆ ନେଇ ଚାଲ? ଆଉ ଯୀଶୁଙ୍କୁ କଣ ପାଇଁ, ଯୀଶୁ କଣ ପାଇଁ ଏତେ ଲୋକମାନଙ୍କ ପାଖକୁ ଯାଇପାରିଲେ ନାହିଁ, ଯୋଉମାନେ ଏତେ ଲୋକମାନେ ଶୁଷ୍କାଙ୍ଗ ଅନ୍ଧ ଖଞ୍ଜକ ଥିଲେ ନା? ସେଠି ବହୁତ ଗୁଡେ ସୁସ୍ଥ କରିବାର ଲିଡର ମାନେ ଅଛନ୍ତି ଦୁନିଆରେ। ଲକ୍ଷ ଲକ୍ଷ ଲୋକ ନ ଗଲେ ମିଟିଂ ହବ ନାହିଁ ଆଙ୍କର। ହଜାର ହଜାର ଲୋକମାନେ ଗଲେ ଏକା ଇଏ ପ୍ରାର୍ଥନା କରିବେ କି ମିଟିଂ ହବ। ହଁ? ଯୀଶୁ ଯଦି ସେମିତି ଚିନ୍ତା କରିଥାନ୍ତେ, ନାଇଁ ନାଇଁ ଇଏ ଗୋଟେ ଲୋକକୁ ସୁସ୍ଥ କରିକି ମୋର ଆଜି କଣ ଫେମସ ହେବି? ଏତେ ଲୋକ ପେସେଣ୍ଟ ଅଛନ୍ତି, ସମସ୍ତଙ୍କୁ ଭଲ କଲେ ତ ମୁଁ ଫେମସ ହେଇଯିବି ନା। କିନ୍ତୁ ଏତେ ଲୋକକୁ ଛାଡିକି ଜଣକୁ ସୁସ୍ଥ କରିକି ଯୀଶୁ ଚାଲିଲେ କଣ ପାଇଁ? ଯୀଶୁ କେବେ ମଧ୍ୟ ମଣିଷର ବ୍ୟବହାର ଦ୍ଵାରା ମଣିଷ ସହିତ ଡିଲିଙ୍ଗସ କରନ୍ତି ନାହିଁ। ପରମେଶ୍ୱର ମନୁଷ୍ୟର ବ୍ୟବହାର ଦେଖିକି, କି ମନୁଷ୍ୟର ଉଚ୍ଚତା ଦେଖିକି, କି ସେ କେତେ ଜ୍ଞାନୀ କେତେ ବୁଦ୍ଧିମାନ, ସେଇ ବିଷୟକୁ ପରମେଶ୍ୱରଙ୍କର ଦୃଷ୍ଟି ନାହିଁ। ମୋର ତାର ମୁଖରୁ ବାହାର ମୋର କିଏ ସାହାଯ୍ୟ କରେ ନାହିଁ। ଶୁଣୁ ଶୁଣୁ ଯୀଶୁ ଏତେ ଖୁସି ହେଲେ, ଏତେ ସନ୍ତୁଷ୍ଟ ହେଲେ। ମୋର କିଏ ସାହାଯ୍ୟକାରୀ ନାହିଁର ଅର୍ଥ ଜାଣିଛନ୍ତି କଣ? ପ୍ରଥମ ଜିନିଷ ହଉଛି, ପ୍ରଥମେ ପ୍ରଥମେ ହଉଛି ମୁଁ ମୋର କେ ମଧ୍ୟ ମୋ ଦ୍ଵାରା ମୁଁ କେ ମଧ୍ୟ ଭଲ ହେଇପାରିଲି ନାହିଁ। ତାର ସହିତ ମୋ ପାଖରେ ଯେତେ ଲୋକ ଏଇଠି ଅଛନ୍ତି, ସମସ୍ତଙ୍କ ଆଡକୁ ଯାହା ଯାହା ଆଡକୁ ଭରସା ଥିଲା ସବୁ ସରିଲା। ମାର୍କ ପୁସ୍ତକରେ ମଧ୍ୟ ଗୋଟେ 12 ବର୍ଷର ପ୍ରଦ୍ରଗସ୍ତ ସ୍ତ୍ରୀ ବିଷୟରେ ଲେଖା ହେଇଛି ବାଇବଲରେ। 12 ବର୍ଷ ପର୍ଯ୍ୟନ୍ତ ରକ୍ତସ୍ରାବର ସମସ୍ୟା ଥିଲା ତାର। କେତେ ସେ ଗନ୍ଧୁ ଥିବ, ଲୋକମାନେ ତାକୁ ଦେଖିକି ଏତେ ପାଖ ମାରୁନଥିବେ। ସେଠି ଲେଖା ହେଇଛି ତା ବିଷୟରେ କଣ? ସେ ଅନ୍ୟ ଏକ ବୈଦ୍ୟ ପାଖକୁ ଯାଇ ଆପଣାର ସର୍ବସ୍ୱ ବ୍ୟୟ କରି, କାହା ପାଖରେ ବ୍ୟୟ କଲା ସେ ଲେଖା ହେଇଛି? ବୈଦ୍ୟ ମାନଙ୍କ ପାଖରେ। ଆପଣର ସର୍ବସ୍ୱ ବୈଦ୍ୟ ମାନ ବ୍ୟୟ କରିକି ସେ ସମାଧାନ ପାଇଲେ ଲେଖା ହେଇଛି କି? ନାଇଁ। ସେ ଆହୁରି ଅଧିକ ପୀଡିତ ହେଲେ। ସେ ସ୍ତ୍ରୀ ଲୋକର ହୃଦୟରେ ମଧ୍ୟ ଆଶ୍ଚର୍ଯ୍ୟ ହୃଦୟ ଗୋଟେ ଅଛି, ଯୀଶୁଙ୍କର ଲୁଗା ଛୁଇଁଲେ ମୁଁ ଭଲ ହେଇଯିବି କହୁଛି ସେ, ନା ନାଇଁ? ଦେନ୍ ମୁଁ କହିବାକୁ ଚାହୁଁଛି, ଏଇ ଯୋଉ ଲୋକମାନେ ଯାହାର ନାଁ ବର୍ତ୍ତମାନ ଧରିଲି ମୁଁ, ଗୋଟେ ପଟେ ଆମମାନେ ଏମାନଙ୍କୁ ରଖିବା, ଆଉ ଗୋଟେ ପଟେ ଅଲଗା ଲୋକକୁ ରଖିବା। ହଁ ଯୀଶୁ କାମ କରିଲେ କରିପାରିଲେ ନାହିଁ ସେମିତି ନାହିଁ। ଗୋଟେ ବାକ୍ୟ ଦେଖିବା, ମାଥ୍ୟୁ ପୁସ୍ତକ ଖୋଲିବା। ମାଥ୍ୟୁ ଆ, ଟିକେ ହଁ 13 ପର୍ବ, ମାଥ୍ୟୁ 13 ପର୍ବ ଗୋଟେ ବାକ୍ୟ ଦେଖିବା ମାନେ ଲାଷ୍ଟ ପଦ, ମାଥ୍ୟୁ 13ର ଶେଷ ପଦ 58। କଣ ଲେଖା ହେଇଛି? ଆଉ ସେ ସେମାନଙ୍କର ଅବିଶ୍ୱାସ ହେତୁ ସେଠାରେ ଅନେକ ଶକ୍ତିର କାର୍ଯ୍ୟ କଲେ ନାହିଁ। ଏ ଜାଗାରେ ଯୀଶୁ କଣ ପାଇଁ କଲେ ନାହିଁ ଅନେକ ଶକ୍ତିର କାର୍ଯ୍ୟ? ସେମାନଙ୍କର ଅବିଶ୍ୱାସ ସକାଶେ। କରିପାରିଲେ ନାହିଁ ଲେଖା ହେଇଛି ନା କଲେ ନାହିଁ ଲେଖା ହେଇଛି? କରିପାରିଲେ ନାହିଁ ଆଉ କଲେ ନାହିଁ ଅର୍ଥ ସମାନ ନାହିଁ ନା?
He was not able to work. He did not work. ସମାନ କି? ତାର ଅର୍ଥ ହଉଛି ବର୍ତ୍ତମାନ ଏଇଟା ଅର୍ଥ ନାହିଁ ଯେ ସେ କରିପାରିଲେ ନାହିଁ ବୋଲି କଲେ ନାହିଁ ନାହିଁ। ହି ଡିଡ୍ ନଟ୍ ୱାର୍କ, ସେ କଲେ ନାହିଁ। କାହିଁ କଲେ ନାହିଁ? ସେମାନଙ୍କର ଅବିଶ୍ୱାସ ହେତୁ ଲେଖା ହେଇଛି ଏଠି। ହେଲେ ଏଇଟା ଅବିଶ୍ୱାସ ଯଦି ଆମେ ଚିନ୍ତା କରିବା, ଆଉ ଗୋଟେ ବାକ୍ୟ ଲେଖା ହେଇଛି, ଜଣେ ଚିତ୍କାର କରୁଛି ଗୋଟେ ଲୋକ ଯୀଶୁଙ୍କ, ହେ ପ୍ରଭୁ ମୋର ଅବିଶ୍ୱାସର ପ୍ରତିକାର କରନ୍ତୁ, ମୋର ଅବିଶ୍ୱାସ ପ୍ରତି ତମେ ଦୟା କର, ମତେ ପ୍ରତିକାର କର, ଲେଖା ହେଇଛି ନା। ସେ ଲୋକ ନିଜକୁ ଅବିଶ୍ୱାସୀ ବୋଲି ପାଇଲା, ଆଉ ସେ କହୁଛି ମୋର ଅବିଶ୍ୱାସ ଦୟା କର। ମୁଁ କହିବାକୁ ଚାହୁଁଛି, ଯଦି ଆମ ପାଖରେ ବିଶ୍ୱାସ ନାହିଁ, ୟାର ଅର୍ଥ ନାହିଁ ପ୍ରଭୁ କାମ କରିବେ ନାହିଁ, ଏମିତି ଅର୍ଥ ନାହିଁ ଏଟା। କିନ୍ତୁ କୋଉ ପ୍ରକାର ଅବିଶ୍ୱାସ ଏଇଟା, ଯୋଉ ଅବିଶ୍ୱାସ ହେତୁ ଯୀଶୁ କାମ କଲେ ନାହିଁ। ବ୍ୟବସ୍ଥାକୁ ମାନିକି ମୁଁ ପରିତ୍ରାଣ ପାଇବି, ସେଥିପାଇଁ ମୁଁ ବ୍ୟବସ୍ଥାକୁ ଚେଷ୍ଟା କରିବା ଦରକାର। ଏଇଟା ହଉଛି ଗୋଟେ ଅବିଶ୍ୱାସ ନାହିଁ କି ଯୀଶୁଙ୍କ ଆଡକୁ। ହେ ଭାଇ ମାନେ, ଯୋଉ ପର୍ଯ୍ୟନ୍ତ ତମେ ଜୀବିତ ଅଛ, ସେ ପର୍ଯ୍ୟନ୍ତ ବ୍ୟବସ୍ଥା ତମର କର୍ତ୍ତୃତ୍ୱ କରୁଛି। ମୁଁ କହିବାକୁ ଚାହୁଁଛି, ଯୋଉ ଲୋକ ନିଜକୁ ବିଶ୍ୱାସ କରୁଛି, ତାର ଅନ୍ୟ ଅର୍ଥ ସେ ପ୍ରଭୁଙ୍କୁ ଅବିଶ୍ୱାସ କରୁଛି। ଆମେନ୍। ଯୋଉ ଲୋକ ନିଜକୁ ବିଶ୍ୱାସ କରୁଛି ମୁଁ କରିପାରିବି, ତାର ଅନ୍ୟ ଅର୍ଥ ସେ ପ୍ରଭୁଙ୍କୁ ବିଶ୍ୱାସ କରୁନାହିଁ, ସେ ପ୍ରଭୁଙ୍କୁ ଅସ୍ୱୀକାର କରୁଛି। କାହିଁକି ଏସ ରିବିକା ପାଖକୁ ଯାଇପାରିଲେ ନାହିଁ? ରିବିକା କରିପାରିବେ ନାହିଁ ତା ପାଇଁ ଆଶୀର୍ବାଦ କାମ ବୋଲି ନା, ଏସ ନିଜକୁ ବିଶ୍ୱାସ କରୁଥିଲା ମୁଁ ପାରିବି କହିକି। ବୁଝିପାରୁଛନ୍ତି? ମୁଁ କହିବାକୁ ଚାହୁଁଛି, ଏଠି ଅବିଶ୍ୱାସର ଅର୍ଥ ନାହିଁ ଯେ ମଣିଷର ଅବିଶ୍ୱାସକୁ ଦେଖିକି ପ୍ରଭୁ କାମ କରୁନାହାନ୍ତି, ଅର୍ଥ ସେମିତି ନାହିଁ। ବିପଦ ଭାବରେ ଜଣେ ଲୋକ କହୁଛି ମୋର କିଏ ସାହାଯ୍ୟ କରେ ନାହିଁ, ଯୀଶୁ କେମିତି ସନ୍ତୁଷ୍ଟ ହଉଛନ୍ତି? ବିପଦ ଭାବରେ ଗୋଟେ ସ୍ତ୍ରୀ ଲୋକ ଯିଏକି କହୁଛି ମୁଁ ଯୀଶୁଙ୍କର ଲୁଗା ଛୁଇଁଲେ ଭଲ ହେଇଯିବି, ଆଉ ସେ ଯାଇକି ଛୁଇଁଲାରୁ ତାଙ୍କ ଠାରୁ ଶକ୍ତି ନିର୍ଗତ ହେଲେ, ଲେଖା ହେଇଛି ନା। ଯୀଶୁ କହିଲେ, ଆରେ ମତେ କିଏ ଛୁଇଁଲା, ମୋର ଶକ୍ତି ଗଲା ମୋଠୁ। ଶିଷ୍ୟମାନେ କାବା ହେଇଯାଇଥିବେ, ଏତେ ଲୋକ ଛୁଉଁଛନ୍ତି, ଆପଣଙ୍କୁ ମାଡ଼ି ପଡୁଛନ୍ତି, ସେ ଭିତରେ ଆଉ କିଏ ଛୁଇଁଲା ବୋଲି କହୁ? ସବୁ ଲୋକ ତ ଛୁଇଁଛନ୍ତି ଆପଣଙ୍କୁ। ହଁ, ବର୍ତ୍ତମାନ ରୋଗ ଅଛି, ଫିର ବି ସେମାନେ ଭାବୁଛନ୍ତି ଆମର ଟିକେ ଚେଷ୍ଟାରେ ଆମେ ପାଣିକୁ ଯାଇପାରିବୁ। ଆମେନ୍। ଏ ବେଥେସ୍ଦା ପୋଖରୀର ପାଣି ହଲେଇବାର ଜାଗାକୁ ଯୋଉ ଲୋକ ଯିବା ପାଇଁ ଚେଷ୍ଟା କରୁଛି, ସେମ୍ ମିନିଂ ହଉଛି ଯୋଉ ଲୋକ ବ୍ୟବସ୍ଥାକୁ ମାନିକି ଚେଷ୍ଟା କରୁଛି ଆଶୀର୍ବାଦ ପାଇବା ପାଇଁ। ହେଲେ କେମିତି ଯୀଶୁ ଖ୍ରୀଷ୍ଟଙ୍କର ଏଇ ଲୋକର ବିଶ୍ୱାସକୁ ଆମେ ଟ୍ରାଏଲ କରିବା? ବର୍ତ୍ତମାନ ଉଠ, ତମର ଖଟିଆ ଘେନି ଚାଲ, ଯୀଶୁ କହିଲେ ନା। ହେଲେ ସେ ଲେଖା ହେଇଛି, ସେହି କ୍ଷଣି ସେ ଉଠି ଖଟ ଧରି ଚାଲିଲା, ଲେଖା ହେଇଛି ନା ନାଇଁ? ହେଲେ ଭାଇ ଭଉଣୀ ମାନେ, ମୁଁ ପଚାରିବାକୁ ଚାହୁଁଛି, ଯେତେବେଳେ ଯୀଶୁ ଖ୍ରୀଷ୍ଟ କହିଲେ ଉଠ ତମର ଖଟିଆ ଘେନି ଚାଲ, ଇଏ ଉଠିଲା ନା ଯୀଶୁଙ୍କର ବାକ୍ୟ ଆକୁ ଉଠେଇଲା? ଯୀଶୁ କହିଲେ ତମର ଖଟ ଧର, ତାହେଲେ ଇଏ ବିଶ୍ୱାସ କଲା ଖଟ ଧରିବା ପାଇଁ, ସେଥିପାଇଁ ଇଏ ଧରିଲା ନା ଯୀଶୁଙ୍କ ବାକ୍ୟ ଆଗ ଖଟ ଧରିବା ପାଇଁ ଶକ୍ତି ଦେଲାରୁ ଉଠୁଛି? ଏବେ ଯୀଶୁ କହିଲେ ତମେ ଚାଲ, ଏଇଟା ଅର୍ଥ ନାହିଁ ଯେ ବର୍ତ୍ତମାନ ଇଏ ନିଜେ ବିଶ୍ୱାସ କଲା, ସେଥିପାଇଁ ନାହିଁ। ବର୍ତ୍ତମାନ ଯୀଶୁଙ୍କ ବାକ୍ୟ ୟା ଭିତରେ ପ୍ରବେଶ କଲା। କାହିଁକି ଯୀଶୁଙ୍କ ବାକ୍ୟ ପ୍ରବେଶ କଲା ୟା ଭିତରେ? କାରଣ ୟାର ହୃଦୟ ଭିତରେ ନିଜକୁ ବିଶ୍ୱାସ କରିବାର, ନିଜକୁ ଭରସା କରିବାର, ନିଜ ଆଡକୁ ଯୋଉ ବିଶ୍ୱାସ କରିବାର ମାପଦଣ୍ଡ ଥିଲା, ଏ 38 ବର୍ଷ ଧରିକି ଖଣ୍ଡ ଖଣ୍ଡ ହେଇକି ପାଉଡର ହେଇଗଲା। ଆମେନ୍। ବୁଝିପାରୁଛନ୍ତି? ପରମେଶ୍ୱର 38 ବର୍ଷ ଧରିକି ଜଗିଲେ ଆକୁ, ୟାର ମୁଖରୁ ଗୋଟେ ସ୍ୱର ଶୁଣିବା ପାଇଁ ଯେ ମୋର କିଏ ବି ନାହିଁ। ତୁମେ ଆଜି ମୋ ସହିତ ପାରଦେଶରେ ଉପସ୍ଥିତ ହବ କହିବା ପାଇଁ ଇଏ ଲୋକକୁ ପାପମୟ ଜୀବନ ବିତାର ଥିଲା ଦୁନିଆରେ। ଇଏ ଲୋକକୁ ବର୍ତ୍ତମାନ ଯୀଶୁଙ୍କର କ୍ରୁଶ ପାଖକୁ ଯିବା ପାଇଁ
ଅଧୈର୍ଯ୍ୟ ଭାବରେ ଧ୍ୱଂସ ହେବାର ଥିଲା ଏ ଦୁନିଆରେ। ଆମେନ୍। ବୁଝିପାରୁଛନ୍ତି? ଦ୍ୱିତୀୟ ପୁତ୍ର ବର୍ତ୍ତମାନ ଦୂରଦେଶକୁ ଯାଇଥିଲା କଣ ପାଇଁ? ସମ୍ପତ୍ତିକୁ ଅପବ୍ୟୟ କରିବା ପାଇଁ, ନା ସମ୍ପତ୍ତିକୁ ସଜାଡ଼ିକି ରଖିବା ପାଇଁ, ବିଜନେସ କରିକି ସକ୍ସେସ ହେବା ପାଇଁ? ସମ୍ପତ୍ତିକୁ ଅପବ୍ୟୟ କରୁ ବୋଲି କହିକି ବାପା ପଠେଇଥିଲେ। ଆମେନ୍। କେବେ ହେଲେ ଭାବନ୍ତୁ ନାହିଁ ସମ୍ପତ୍ତିକୁ ସଞ୍ଚୟ କରିବା ପାଇଁ ବାପା ଦେଇଥିଲେ ସମ୍ପତ୍ତି ନେ। କାହିଁକି? ଯଦି ଆମେ ଚିନ୍ତା କରିବା ପ୍ରଥମ ପୁତ୍ରକୁ, ସେ ତାର ସମ୍ପତ୍ତି ଯୋଉ ବାପା ଦେଲେ ସେ ତ ଉପଭୋଗ କରିନି ନା। କିନ୍ତୁ ସେ ଯଦିଓ ବାପାଙ୍କର ସମ୍ପତ୍ତିକୁ ବହୁତ ଭଲ ଭାବରେ ବିଶ୍ୱସ୍ତ ଭାବରେ ସେ ରଖିଲା, କିନ୍ତୁ ସେ ଫଳାଫଳରେ ବର୍ତ୍ତମାନ ତାର କଣ ହେଲା ପରେ? କଣ ଲାଭ ସେ ସମ୍ପତ୍ତିକୁ ଯତ୍ନ କରି ରଖିକି ଯୋଉ ସମୟରେ ପରେ ବାପାଙ୍କର ମନକୁ ସେ ବୁଝି ପାରୁନାହିଁ। କି ଲାଭ ଏ ସମ୍ପତ୍ତିକୁ ରଖିକି ଯୋଉ ସମୟରେ କି ବର୍ତ୍ତମାନ ବାପାଙ୍କର ବିଚାର କରୁଛି ସେ, ଯେତେବେଳେ ବାପା ଦ୍ୱିତୀୟ ପୁତ୍ର ଆସିଲା କହି ଖୁସି ହଉଛନ୍ତି। କିନ୍ତୁ କେତେ ମୂଲ୍ୟବାନ ବିଷୟ ଏଇଟା ଯେ ସମ୍ପତ୍ତି ଅପବ୍ୟୟ କଲା ପରେ, କଦାଚାରରେ ରହିଲା ପରେ ଯଦି ସେ ଗୋଟେ ହୃଦୟ ପାଉଛି ବାପାଙ୍କ ପାଖକୁ ଫେରିବା ପାଇଁ, ଏଇଟା ବହୁତ ଭଲ ହବ ସମ୍ପତ୍ତିକୁ ଅପବ୍ୟୟ କରିବାଟା। ଆମେ ଆମେ କି ନାହିଁ? ମୁଁ କହିବାକୁ ଚାହୁଁଛି ଆପଣଙ୍କୁ ଯତ୍ନ ସହକାରେ ଶୁଣନ୍ତୁ। ଯଦି ମୋର ସାହାଯ୍ୟକାରୀ କେହି ନାହିଁ କହିବା ପାଇଁ 38 ବର୍ଷ ଖଟରେ ଶୋଇବା ପାଇଁ ଦରକାର, ତାହେଲେ ଶୋଇଲେ କଣ ଅସୁବିଧା? କିନ୍ତୁ ବର୍ତ୍ତମାନ ଏଇ ଲୋକମାନେ ଯୋଉମାନେ କି ବର୍ତ୍ତମାନ ଯୀଶୁଙ୍କୁ ଅନେଇ ପାରୁନାହାନ୍ତି, କିନ୍ତୁ ଭାବୁଛନ୍ତି ଆମେ ପାଣିକୁ ଯାଇପାରିବୁ, କେତେ ଦୁର୍ଭାଗ୍ୟ ଏ ଲୋକମାନେ। କି ଲାଭ ଏସ ଧନୁଷର ଧରିକି ଜଙ୍ଗଲକୁ ଯାଇକି କେତେ କେତେ ଜନ୍ତୁ ମାରିକି ଆଣିକି ବାପାଙ୍କୁ ଦେଲେ, ଲାଭ କଣ ଯଦି ସେ ରିବିକା ପାଖକୁ ଯାଇ ପାରୁନାହାନ୍ତି? ଆମେ କି ନାହିଁ? ବାଇବଲ ଲେଖା ହେଇଛି ଗୋଟେ ଡିମିରି ଗଛ ବାଟ ପାଖରେ ଲଗାଇଛି, ଆଉ ଗୋଟେ ଡିମିରି ଗଛ ଦ୍ରାକ୍ଷା କ୍ଷେତ୍ରରେ ଲଗାଇଛି, ନା ନାଇଁ? ଯେ ଯୀଶୁ ଦିନେ ଆସିଲେ ଚାଲି ଚାଲି, ଆଉ ପ୍ରଭାତରେ ଆସିଲେ, ଦେଖୁଛନ୍ତି ଗୋଟେ ଡିମିରି ଗଛରେ ପତ୍ର ଅଛି, ଫଳ ନାହିଁ, ଆକୁ ବାହାର କରିକି ଫିଙ୍ଗି ଦିଅ। ସେ ସମୟରେ ଗୋଟେ ମାଳିଆ ଆସିକି କହୁଛନ୍ତି କଣ ବୋଲି କହିଲେ, ମାନେ ଟିକେ ଛାଡି ଦିଅ ଏ ବର୍ଷ, ଲାଷ୍ଟ ଚାନ୍ସ ଦିଅନ୍ତୁ ଗୁରୁ, ମୁଁ ଆକୁ ଖତ ଟିକେ ଦେବି, ସାର ଟିକେ ଦେବି, ଆଉ ତାପରେ ଯଦି ହେଲାନି ବୋଲେ ଆପଣଙ୍କ ହିସାବ ଦେଇ କାଢିଦେବେ। ମୁଁ ଗୋଟେ ଏମିତିକାର ଡିମିରି ଗଛ, ଯୋଉ ଗଛରେ କି କେବେ ଫଳ ଆଗ ଫଳିଲା ନାହିଁ। ଯଦି ଏ ଗଛ ଯଦି ଦ୍ରାକ୍ଷା କ୍ଷେତ୍ରରେ ଅଛି, କିଏ ଆସିକି ଲଗେଇଲା ଏଇଟା? ଦ୍ରାକ୍ଷା କ୍ଷେତ୍ରରେ ଡିମିରି ଗଛ କାହିଁକି ଆସିକି ଲଗା ହେଇଛି? କିନ୍ତୁ ଦ୍ରାକ୍ଷା କ୍ଷେତ୍ରରେ ଡିମିରି ଗଛ ଲଗା ହେଲା, ଅନୁଗ୍ରହରେ ଲଗା ହେଇଛି, ଜାଗା ପାଇଛି। ଆମେ ଅନୁଗ୍ରହରେ, ୟାର ମାଳି ଯିଏ ଅଛି, ସେ ଗଛ ବିଷୟରେ ଚିନ୍ତା କରୁଛି, ନିହାତି ମତେ ଅନୁଗ୍ରହ ପାଇବା ଦରକାର ଆକୁ ବଞ୍ଚିବା ପାଇଁ। ଆଜି ବାଇବଲରେ ଯଦି ଆମେ ଦେଖିବା ଏ ବିଷୟ ଗୁଡାକ ଚିନ୍ତା କରିବା, ତାହେଲେ ଆମେ ଆମ ଲାଇଫକୁ ମଧ୍ୟ ରିଫ୍ଲେକ୍ଟ କରିପାରିବା। ମୁଁ ଅଧିକାଂଶ ସମୟରେ ଏଇ ଲୋକମାନଙ୍କ ପରେ ବଞ୍ଚିବାକୁ ଚାହୁଁଥିଲି, ଯୋଉ ଲୋକମାନେ ବେଥେସ୍ତା ପାଖକୁ ଯାଇପାରିବେ, ମୁଁ ପାରିବି, ମୋ ଦ୍ୱାରା ହେଇପାରିବ। ମୋର ଭବିଷ୍ୟତକୁ ମୁଁ ଏସବୁରେ ବନେଇବାକୁ ଚାହୁଁଥିଲି। କିଏ କିଏ କହିବ ଯେ ଏସବୁ ଗୋଟେ ଆଗକୁ ସମସ୍ୟାରେ, ଆଗକୁ ଦୁଃଖ ପାଇବାକୁ ଯାଉଛି? ଲୋକ ଦେଖୁଥିବାରେ ଏତେ ସ୍କିଲଫୁଲ ଲୋକ, ଇଏ ବାପାକୁ କେତେ ଇଏ ସନ୍ତୁଷ୍ଟ କରୁଛି। ଲୋକମାନେ କହିଥିବେ ଆରେ ଦ୍ୱିତୀୟ ପୁତ୍ର ତ କଦାଚାରରେ ଉଡେଇଲା ସବୁ ସମ୍ପତ୍ତି, ବାପାର ନାଁକୁ ବଦନାମ କରିଦେଲା। ଇଏ ବଡ ପୁଅକୁ ଦେଖ କୁଆଡେ ବି ଯାଇନାହିଁ, ବାପାଙ୍କ ସହିତ ରହୁଛି, ବାପାଙ୍କର ସବୁ କାମ କରୁଛି, ବାପାଙ୍କର ସବୁ ଆଜ୍ଞାକୁ ମାନୁଛି। ବର୍ଷ ବର୍ଷ ଗଲା ପରେ ଖଟି ଆସିଲି ମୁଁ, ଝାଳ ବୋହିକି ଖଳାରେ କାମ କଲି ମୁଁ। ଏଇଟା ହଉଛି ବଡ ପୁଅର ଜୀବନ। କିନ୍ତୁ ଏ ଜୀବନ କାଟିକି ଶେଷରେ ଦେଖୁଛେ ମାନେ ବାପାଙ୍କର ସହିତ ସେ ଖୁସି ହେଇପାରୁନାହିଁ, ବାପାଙ୍କ ନିଷ୍ପତ୍ତିରେ ସେ ରାଜି ନାହିଁ, ବାପାଙ୍କ ସେ ବିଚାର କରୁଛି। କିନ୍ତୁ ବେଶୀ ଧନ୍ୟବାଦ ବିଷୟ ଏଇଟା ଯେ ଏଇ 38 ବର୍ଷ ଧରିକି ଶୋଇବା ଲୋକ ଖଟରେ, ତାର ମୁଖରେ ସେ କହିପାରୁଛି ମୋର କିଏ ସାହାଯ୍ୟକାରୀ ନାହିଁ। ଯୋଉ ମୁହୂର୍ତ୍ତରେ ତାର ମନରେ କିଏ ସାହାଯ୍ୟକାରୀ ନାଇଁ ର ହୃଦୟ ପାଇଲା, ସିଧାସଳଖ ତା ପାଖରେ ପହଞ୍ଚିଲା କିଏ? ଯୀଶୁ। ଇଏ କଣ ଯୀଶୁକୁ ଡାକିଥିଲା କି? ନାଇଁ, ଯୀଶୁ ଆସିଲା ପାଖକୁ। ମୋ ପାଖକୁ ଯୀଶୁ ଆସିଲେ, ମୋ ପାଖକୁ। ମୁଁ କେବେ ଯୀଶୁଙ୍କ ପାଖକୁ ଯାଇନାହିଁ, କି ଯିବାର ଇଣ୍ଟରେଷ୍ଟ ବି ନଥିଲା ମୋର। ଆମ ଘରେ ଯୋଉ ଗିର୍ଜା ହଉଥିଲା, କୌଣସି ପାଳକ ମାନେ ଆସିଲେ
ବାଇବଲ ଖୋଲିବା ଏଇଟା ପଢିବା କହିଲେ ଗିର୍ଜା ସରିବ, ପ୍ରଚାର ସରିବ, ପ୍ରାର୍ଥନା ସରିବ, କିନ୍ତୁ ସେ ବାଇବଲର ଚାପ୍ଟର ମୁଁ ଖୋଲି ନଥିବି କୁଆଡେ ଅଛି କହି। ଆଉ କଣ ବାଇବଲ ପଢିବେ? ଖାଇବା ସମୟରେ ହେ ଆମଙ୍କର ସ୍ୱର୍ଗସ୍ଥ ପିତା, ହେ ଆମର ପ୍ରଭୁ ପ୍ରତିପାଳକ, ମୋର ଭାବ ନାହିଁ। ସଣ୍ଡେ ସ୍କୁଲ ହେଲେ ଯୀଶୁ କାନ୍ଦିଲେ, ସରିଲା କାମ। ଗୋଟିଏ ଆଗା ବାକ୍ୟ ଜାଣି, ଯୀଶୁ କାନ୍ଦିଲେ। କଣ ପାଇଁ କାନ୍ଦିଲେ ସେଟା ମୁଁ ଜାଣିନି, ଖାଲି କାନ୍ଦିଲେ ତ। ସେ କାନ୍ଦନ୍ତେ କି ନ କହ, ମୁଁ କହିଲେ ଗଲା। ଆଜି ଦୁନିଆ ସାରା ଲୋକମାନେ ଆମର ମିଶନ ରୁ ବାକ୍ୟ ଶୁଣୁଛନ୍ତି। ଯୋଉ ଲୋକମାନେ ବାକ୍ୟ ଶୁଣୁଛନ୍ତି, ଯେତିକି ଲୋକ ବାକ୍ୟ ଶୁଣୁଛନ୍ତି, ସେ ଭିତରେ ଯୋଉ ଲୋକମାନେ ନିଜର ହୃଦୟକୁ ଭାଙ୍ଗୁନାହାନ୍ତି, ନିଜର ଗର୍ବକୁ ଭାଙ୍ଗୁନାହାନ୍ତି, ନିଜକୁ ବିଶ୍ୱାସ କରୁଛନ୍ତି ନାଇଁ ମୁଁ ପାରିବି, ମୁଁ ଚେଷ୍ଟା କରିବି, ସେମାନେ ପ୍ରଭୁଙ୍କ ବାକ୍ୟକୁ ଫିଙ୍ଗୁଛନ୍ତି। ଯେମିତି ଲୋକମାନେ ତାଙ୍କ ପଛରେ ଯିଏ ଛିଡା ହେଇଛନ୍ତି କିନ୍ତୁ ମୁହଁ ବୁଲେଇ ପାରୁନାହାନ୍ତି। ଆଜି କୋଉ ବିଷୟ ଏମାନଙ୍କୁ ଯୀଶୁଙ୍କ ଆଡକୁ ଦେଖେଇ ପାରିଲା ନାହିଁ। ମୁଁ ଯାଇପାରିବି ବେଥେସ୍ତା ପୋଖରୀକୁ, ମୁଁ କରିପାରିବି। ଏଇଟା ହଉଛି ବହୁତ ବିପଦଗ୍ରସ୍ତ ପାପ, ଡେଞ୍ଜର ପାପ ଏଇଟା। କିନ୍ତୁ ମୋର କିଏ ସାହାଯ୍ୟକାର ନାହିଁ। ଏଇଟା ହଉଛି ବହୁତ ମୂଲ୍ୟବାନ ବିଷୟ। ହୃଦୟ ଯାହାକି ସେ ପାଇଲା, ଯୀଶୁ କହିଲେ ଉଠ ତମର କ୍ଷଟ ହେଇଗଲା, ଚାଲ। ଆଜି ଆମ ଜୀବନ କାଳ ଭିତରେ ମଧ୍ୟ ପରମେଶ୍ୱର ଆମକୁ କଣ ଶିଖଉଛନ୍ତି? ଆମକୁ ସମସ୍ୟା ଦଉଛନ୍ତି, ଆମକୁ ରୋଗ ଦଉଛନ୍ତି, ଆମକୁ କଷ୍ଟ ଦଉଛନ୍ତି, ଆମକୁ ବହୁତ ଗୁଡେ ପରିସ୍ଥିତିରେ ପକେଇ ଦଉଛନ୍ତି, କଣ ପାଇଁ? ଆମକୁ ଧ୍ୱଂସ କରିବା ପାଇଁ ନାହିଁ। ଆଉ ଗୋଟେ ଆମେ ବାକ୍ୟ ଦେଖିବା, ଟିକେ ସେ ବାକ୍ୟକୁ ମୁଁ ଦେଖେଇବି। ଅ, ପ୍ରଥମ କରନ୍ଥିୟ 10 ପର୍ବ, ପ୍ରଥମ କରନ୍ଥିୟ 10 ପର୍ବ 13 ପଦ ଦେଖିବା ଆମେ। ପ୍ରଥମ କରନ୍ଥିୟ 10 ପର୍ବର 13 ପଦ। ମନୁଷ୍ୟ ପ୍ରତି ଯେଉଁ ଯେଉଁ ପରୀକ୍ଷା, ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡା ଅନ୍ୟ ପ୍ରକାର ପରୀକ୍ଷା ତମମାନଙ୍କ ପ୍ରତି ଘଟି ନାହିଁ। କିନ୍ତୁ ଈଶ୍ୱର ବିଶ୍ୱାସ୍ୟ, ସେ ତୁମମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ। ମାତ୍ର ଯେପରି ତୁମେ ସହ୍ୟ କରିପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ। ଆମେ ହେଲେ ବହୁତ ଇଣ୍ଟରେଷ୍ଟିଂ ବାକ୍ୟ ଏଇଟା। ପରମେଶ୍ୱର ଆମମାନଙ୍କୁ ପରୀକ୍ଷାରେ ପକଉଛନ୍ତି କି ପ୍ରଭୁ ଆମକୁ ସମସ୍ୟା ଦଉଛନ୍ତି, ଆଉ ସେଇ ଆମକୁ ଉଦ୍ଧାରର ପଥକୁ ରଖିଦେଇଛନ୍ତି। ହେଲେ ଈଶ୍ୱରଙ୍କର ଯୋଜନା କଣ, ଲକ୍ଷ୍ୟ କଣ, ଇଣ୍ଟେନସନ କଣ ଆମମାନଙ୍କୁ ସମସ୍ୟା ଦେବା ପଛରେ? ହଁ, ବର୍ତ୍ତମାନ ଅନ୍ୟ କିଛି ବିଷୟ ଶିଖିଲା ପରିବର୍ତ୍ତେ ରିବିକା ସହିତ ତାର ସମ୍ପର୍କ ବନେଇବାଟାର ଦୁନିଆ ଶିଖିବା ଆବଶ୍ୟକ ଥିଲା। କିନ୍ତୁ ବର୍ତ୍ତମାନ ଏସକୁ କୋଉ ବିଷୟ ବନେଇ ପାରିଥାନ୍ତା? ରିବିକାଙ୍କ ପାଖକୁ ଯିବା ପାଇଁ ନିଜର ଦୁର୍ବଳତା, ନ କରିପାରିବା ବିଷୟ, ନିଜର ଅଭାବ ବିଷୟ। ତ ଏସବୁ ବିଷୟ ଗୁଡାକ ତାର ଜୀବନରେ ଯଦି ସେ ଦେଖି ପାରିଥାନ୍ତେ, ତାହେଲେ ସେ ରିବିକା ପାଖକୁ ଯାଇକି ପଚାରିଥାନ୍ତେ ନା ନାଇଁ। ମୋର ଜୀବନ କାଳ ଭିତରେ ମୁଁ ଭାବୁଥିଲି କଣ, କାଲି ବୋଧେ ବିଶ୍ୱାସର ମନୁଷ୍ୟ ହେଇଯିବି ମୁଁ, ଫେଲୋସିପ କରିକି ଭଲରେ ବାକ୍ୟ ଶୁଣିକି ଆସନ୍ତା ସମୟରେ ମୁଁ ପୁରା ପରଫେକ୍ଟ ଫେଥଫୁଲ ପାଷ୍ଟର ହେଇଯିବି। କିନ୍ତୁ ଅଧିକାଂଶ ସମୟରେ ମୁଁ ମୋର ସ୍ଥିତିକୁ ପାଉଛି, ଯୋଉ ସମୟରେ ମଧ୍ୟ ମୁଁ ନିଜକୁ ଦୁର୍ବଳ ପାଉଛି, ଯୋଉ ସମୟରେ ମଧ୍ୟ ଅଭାବ ପାଉଛି, ଯୋଉ ସମୟରେ ମଧ୍ୟ ମୁଁ ନିଜେ ଦେଖୁଛି ବହୁତ ଗୁଡେର ଆବଶ୍ୟକତା ଯାହାକି ମୁଁ ପୂରଣ କରିପାରୁନାହିଁ ର ଜାଗାରେ ନିଜକୁ ପାଉଛି ମୁଁ। ପରମେଶ୍ୱର ମୋର ଜୀବନରେ, ଆପଣଙ୍କ ଜୀବନରେ କଣ ଲକ୍ଷ୍ୟ ନେଇକି କାମ କରିବାକୁ ଚାହୁଁଛନ୍ତି? ଆମ ମୁଖରେ ଯେମିତି ଆମମାନେ କହିପାରିବା, ସତରେ ଯୀଶୁଙ୍କୁ ଛଡା ମୁଁ କିଛି କରିପାରିବି ନାହିଁ, ସତରେ ମୁଁ ପ୍ରଭୁଙ୍କ ବିନା ମୁଁ କିଛି ବି ନାହିଁ। ଈଶ୍ୱର ଚାହୁଁଛନ୍ତି ଆମକୁ ଶିଖିବା ପାଇଁ ଆମ ଜୀବନରେ। ଏମିତି ଲେଖା ହେଇଛି ଏଠି ବର୍ତ୍ତମାନ କଣ, କୋଉ ଏକ୍ସାକ୍ଟ ମୋମେଣ୍ଟରେ ବାପା ଖୁସି ହେଇପାରିଲେ ଦ୍ୱିତୀୟ ପୁତ୍ର ସହିତ? ଯେତେବେଳେ ସେ ସମ୍ପୂର୍ଣ୍ଣ ଧ୍ୱଂସ ହେଇଯାଇଛି। ବାପା, ମୁଁ ଫେରି ଆସିଲି, ତୁମ ପୁଅ ବୋଲି ଡକାଯିବାର ମୋ ଯୋଗ୍ୟ ନାହିଁ। ମୁଁ ତମର ସମସ୍ତ ସମ୍ପତ୍ତିକୁ ଅପବ୍ୟୟ କରିଦେଇଛି। ମୁଁ କୌଣସି କ୍ଷେତ୍ରରେ
ତମ ଆଗରେ ମୁଁ ଛିଡା ହେଇପାରିବି ନାହିଁ। ଯାଇଥିଲା କୋଉ ହୃଦୟରେ, ତମେ କଣ ହେ, ତମେ କଣ କରିପାରିବ ମୋ ପାଇଁ? ତମ ସହିତ ରହିଲେ ଗୋଟେ ବୋରିଂ ଚାପ୍ଟର ମୋ ପାଇଁ। ତମ ସହିତ ରହିଲେ ମୁଁ କିଛି କରିପାରିବାର ନାହିଁ। ମୁଁ ଜାଣି ସାରିଲିନି କଣ କରିବା ଦରକାର। ମୁଁ ଯଦି ବାପାଙ୍କୁ ଛାଡିକି ସେପାରେଟ ହେବି ନାହିଁ, ଏଇଟା ନାହିଁ ଯେ ମୁଁ ବାପାଙ୍କୁ ଘୃଣା କରୁଛି, ସେମିତି ନାହିଁ। ବାପାଙ୍କୁ ଭଲ ପାଉଛି ମୁଁ, ବାପାଙ୍କୁ ସେବା କରିବି ମୁଁ, କିନ୍ତୁ ମୋର ବି ତ ଗୋଟେ ଜୀବନ ଅଛି ନା, ମୋର ବି ତ ଗୋଟେ ଭବିଷ୍ୟତ ଅଛି ନା। ମୁଁ ଏଇ ପ୍ରକାର ବାପା ସହିତ ରହିଲେ ମୁଁ କିଛି ପାରିବି ନାହିଁ। ମୁଁ ଭାବୁଛି ମୋ ବାପାଙ୍କ ଠାରୁ ଅଳ୍ପ ଦିନ ପୃଥକ ହେଇକି ରହିଲେ ମୋ ଲାଇଫକୁ ମୁଁ ସେଟେଲ କରିପାରିବି, ତାପରେ ଫେରି ଆସିବି। ତାପରେ ଆସିବି ବହୁତ ଟଙ୍କା ନେଇକି। କେବେଲେ ଭାବେ ଉଚିତ ନାହିଁ ଆମର ବାପାଙ୍କ ଆଡକୁ ଘୃଣାର ହୃଦୟ, ବିଚାର କରିବାର ହୃଦୟକୁ ନେଇକି ସେ ହଁ ଏମିତି ଯାଉଛି। ତାର ହୃଦୟ ଭିତରେ ଭଲ ହୃଦୟ ଅଛି। କାହିଁକି? ତାର ହୃଦୟରେ ସ୍ୱର ଭଏସ ଆସୁଛି, ଆରେ ତୁ ଟିକେ ସ୍ମାର୍ଟ ପିଲା, ତୁ ଏକ୍ସଟ୍ରାଅର୍ଡିନାରୀ ପିଲା, ତୁ କିଛି ବିଷୟ କରିପାରିବୁ। ତାର ହୃଦୟ ଭିତରେ ଆତ୍ମବିଶ୍ୱାସର ସ୍ୱର ବଢେଇ 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 ଶଇତାନ ତାକୁ ବାପା ଠାରୁ ଅଲଗା କରିଦେଲା। ମୁଁ କହିବାକୁ ଚାହୁଁଛି ଯୋଉ ସର ବାପାଙ୍କ ଘର ଛାଡିଥିଲା, ସେ ତାର ହୃଦୟ ବହୁତ ଉଚ୍ଚ ଥିଲା। ଯୋଉ ସର ତା ବାପାଙ୍କ ଘର ଛାଡିକି ଗଲା, ତାର ହୃଦୟ ଭିତରେ ଚିନ୍ତା ଥିଲା ମୁଁ କରିପାରିବି, ମୋର ଆତ୍ମବିଶ୍ୱାସ ଅଛି, ମୁଁ ଜଣେ ସତରେ କିଛି ଗୋଟେ କରିପାରିବାର ଟ୍ୟାଲେଣ୍ଟେଡ ପୁଅ ମୁଁ, ଏ ମନ ଭର୍ତ୍ତି ହେଇକି ଥିଲା। ମାତ୍ର ଯେତେବେଳେ ସେ ଫେରୁଛି ବାପାଙ୍କ ପାଖକୁ, ତାର ମନରେ କଣ ଅଛି? ଯୋଉ ମନକୁ ନେଇକି ଯାଇଥିଲା ସେଟା ଅଛି କି ଆଉ? ଅଛି ଆଉ? ତା ପାଖରେ କିଛି ବି ନାହିଁ ଆମ ପାଟି ଖୋଲି କହିବା ପାଇଁ। ସେ ଖାଲି ଗୋଟେ ବିଷୟ ବର୍ତ୍ତମାନ, କଣ ବାପା ମତେ ଗ୍ରହଣ କରିପାରିବେ କି? ଏତେ ଭୟଙ୍କର ଲାଇଫ ବିତେଇଲା ପରେ ମଧ୍ୟ ବାପା ମୁଁ ତମର ସମସ୍ତ ସମ୍ପତ୍ତିକୁ ଅପବ୍ୟୟ କରିଦେଇଛି। ବର୍ତ୍ତମାନ ବାପାଙ୍କୁ ଛାଡିକି ବାପାଙ୍କ ପାଖକୁ ଫେରିବା ପାଇଁ ଯୋଉ ସମୟ କଟେଇଲା, ସେ ସମୟ ବର୍ତ୍ତମାନ ଆମେ ଏଇ ଜଗତରେ କଟଉଛୁ। ଏଇଟା ହଉଛି ଜୀବନର ଯାତ୍ରା। ଏ ଦୂରଦେଶର ଜୀବନ ଯାପନ ହଉଛି ଏ ପୃଥିବୀର ଜୀବନ ଯାପନ। ଆଜି ଏ ଜଗତରେ ଆମମାନେ ଗୋଟେ ଯାତ୍ରାରେ ଯାଉଛୁ, ଯୋଉ ଯାତ୍ରାର ଶେଷ ହଉଛି କଣ? ମନେ ଅଛି ଆପଣଙ୍କୁ ଗୀତ ସଂହିତା 90 ପର୍ବର 3 ପଦରେ ଗୋଟେ ବାକ୍ୟ ଲେଖା ହେଇଛି। କଣ ଲେଖା ହେଇଛି ମନେ ଅଛି ନା ନାଇଁ? ସେ ମର୍ତ୍ତ୍ୟକୁ ଧୂଳିରେ ଲୀନ କରୁଅଛନ୍ତି, ପୁଣି କହୁଛନ୍ତି ହେ ମନୁଷ୍ୟ ସନ୍ତାନ ଗଣ ଫେର। ହଁ ବର୍ତ୍ତମାନ ପରମେଶ୍ୱର ମର୍ତ୍ତ୍ୟକୁ ଶରୀର ଏ ମର୍ତ୍ତ୍ୟର ମାନେ ଏ ଜଗତରେ ଆମମାନଙ୍କୁ ଧୂଳିରେ ଚୂର୍ଣ୍ଣ କରୁଛନ୍ତି, ମାନେ ପାଉଡର କରୁଛନ୍ତି, ଗ୍ରାଇଣ୍ଡିଙ୍ଗ କରୁଛନ୍ତି। ଆମର ଯୋଜନା, ଆମର ନିଜର ଯୋଜନାକୁ, ନିଜକୁ ବିଶ୍ୱାସ କରିବାର ମନକୁ, ଆମେ ନିଜକୁ କନଫିଡେନ୍ସ ଭାବରେ ନେବା ପାଇଁ ଆମେ ହଉଛୁ ଗୋଟେ ଲୋକ ଯେ କିଛି କରିପାରିବୁ ଦୁନିଆକୁ। ପରମେଶ୍ୱର କଣ କରୁଛନ୍ତି? ଚୂର୍ଣ୍ଣ କରୁଛନ୍ତି। ଆମେ କାହିଁକି? ବାଇବଲ କହୁଛି ଯେ ପରମେଶ୍ୱର ଆମକୁ ଯୋଉ ପରୀକ୍ଷା ଦିଅନ୍ତି, ସେ ପରୀକ୍ଷାକୁ ଯେପରି ଆମେ ସହ୍ୟ କରିପାରିବା। ମଣ୍ଡଳୀ ଭିତରେ ଅଛୁ, ପ୍ରଭୁଙ୍କର ବାକ୍ୟ ନିକଟରେ ଅଛୁ, ପ୍ରଭୁଙ୍କର ଦାସଙ୍କ ହାତରେ ଅଛୁ, ଆଉ ଯୀଶୁ ମସ୍ତକ ଭାବରେ ଆମମାନଙ୍କୁ ଧରିଛନ୍ତି। ସେ ମସ୍ତକ ହେଲେ ଆମମାନେ ତାଙ୍କର ଶରୀର ଗୋଟେ ଅଙ୍ଗ ହେଲେ ପ୍ରଭୁ ଆମକୁ କେବେ ମଧ୍ୟ ବିନାଶ ପଥକୁ ନେଇ ପାରିବେ ନାହିଁ। କିନ୍ତୁ ପ୍ରଭୁ ଆମକୁ ଶିଖଉଛନ୍ତି, ପ୍ରଭୁ ଆମକୁ ବୁଝଉଛନ୍ତି ଯେ ମୁଁ ହିଁ ଆଲଫା, ମୁଁ ହିଁ ଓମେଗା, ମୁଁ ହିଁ କ୍ଷୟ, ମୁଁ ହିଁ ଆରମ୍ଭ, ମୁଁ ହିଁ ଶେଷ, ମୁଁ ଆଦି, ମୁଁ ଅନ୍ତ। ଆମେନ୍। ଈଶ୍ୱର ଏଇ ଶିକ୍ଷା ଦେବାକୁ ଚାହୁଁଛନ୍ତି ଆମକୁ। ଏ ଲୋକ କହୁଛି ମୁଁ ଆଉ ମୋର ସାହାଯ୍ୟକାରୀ କିଏ ବି ନାହିଁ, ଯୀଶୁ ସେ ଜାଗାରେ ସାହାଯ୍ୟକାରୀ ହେଇଯାଉଛନ୍ତି। ଆର କହୁଛନ୍ତି ଉଠ ତମର ଖଟିଆଗନି ଚାଲ। ଆଜି ଯୀଶୁ ଖ୍ରୀଷ୍ଟ 2024 ବର୍ଷ ପୂର୍ବରୁ ଜଗତକୁ ଆସିଥିଲେ। ଆଜି ଅନେକ ଲୋକମାନେ ଯୀଶୁଙ୍କର ଜନ୍ମରେ ଉଦ୍ବିଗ୍ନ ହେଲେ ଲେଖା ହେଇଛି ବାଇବଲ। ହେରୋଦ ରାଜା ଉଦ୍ବିଗ୍ନ ହେଲା। ଲୋକମାନେ ବହୁତ ରାଗି ଗଲେ, ବିରୋଧ କଲେ, ଆଉ ଯୀଶୁଙ୍କୁ ମର୍ଡର କରିବା ପାଇଁ, ହତ୍ୟା କରିବା ପାଇଁ ଚେଷ୍ଟା କଲେ। କିନ୍ତୁ ଯୀଶୁଙ୍କ ଜନ୍ମ ଦ୍ୱାରା ଏ ମାନବ ଜାତି ଗଣକୁ ପୃଥିବୀରେ ସତ ପରିତ୍ରାଣ ସାଧନ ହେଲା। ଯୀଶୁଙ୍କ ରକ୍ତ ଝରିଲା। ଯୀଶୁଙ୍କ ରକ୍ତ ଝରିବା ଦ୍ୱାରା ମନୁଷ୍ୟର ପାପ ଧୋଇ ହେଇଗଲା ଲେଖା ହେଇଛି ବାଇବଲରେ। କିନ୍ତୁ ଆଜି ପର୍ଯ୍ୟନ୍ତ ଯୀଶୁଙ୍କର କ୍ରୁଶ ବିଧ ହେଲା ପରେ ମଧ୍ୟ, ଯୀଶୁ କ୍ରୁଶରେ ରକ୍ତ ଦେଲା ପରେ ମଧ୍ୟ, ଯୀଶୁ କ୍ରୁଶରେ ରକ୍ତ ଦେଲା ପରେ 3 ଦିନ ପରେ ମୃତ୍ୟୁ ପରେ ପୁନର୍ଥିତ ହେଲା ପରେ ମଧ୍ୟ ଏବେ ପର୍ଯ୍ୟନ୍ତ ଲୋକମାନଙ୍କର ଚିନ୍ତାରେ ଧରା ଯାଇଛନ୍ତି। ଲୋକ ଭାବୁଛନ୍ତି ଆମେ ପାପୀ କହିଲୁ କହିକି, ଆମେ ହଉଛୁ ଧାର୍ମିକ, ଆମେ ଆମ ପାପ ପାଇଁ ଚେଷ୍ଟା କରିବା ଦରକାର, ପ୍ରାର୍ଥନା କରିବା ଦରକାର, କାନ୍ଦିବା ଦରକାର। କାନ୍ଦିବା ଦ୍ୱାରା, ପାପ ସ୍ୱୀକାର କରିବା ଦ୍ୱାରା ପାପ କ୍ଷମା ମିଳେ ନାହିଁ।
ଯୀଶୁଙ୍କ ରକ୍ତକୁ ଗ୍ରହଣ କରିବା ଦ୍ୱାରା ଯୋଉ ରକ୍ତ କି ମଣିଷର ପାପ ଧୋଇ ସାରିଛି 2000 ବର୍ଷ ପୂର୍ବରୁ, ସେ ସୁସମାଚାରକୁ ବିଶ୍ୱାସ କଲେ ମଣିଷ ପରିତ୍ରାଣ ପାଇବ। ଆମେନ୍। ଏବେ କୌଣସି ଆବଶ୍ୟକ ନାହିଁ ବେଥେସ୍ଦା ପୋଖରୀକୁ ଯିବା ପାଇଁ। କୌଣସି ଆବଶ୍ୟକ ନଥିଲା ବର୍ତ୍ତମାନ ଜଙ୍ଗଲକୁ ଯିବା ପାଇଁ। ଘରେ ହିଁ ରେବିକା ଅଛନ୍ତି। ବର୍ତ୍ତମାନ ପଛପଟେ ହିଁ ଯୀଶୁ ଅଛନ୍ତି। ଯୀଶୁ ରେଡି ଅଛନ୍ତି କହିବା ପାଇଁ, କିନ୍ତୁ ଲୋକମାନଙ୍କର ହୃଦୟ ଯୀଶୁଙ୍କ ସହିତ ଫ୍ଲୋ ହେବା ପାଇଁ, ଯୀଶୁଙ୍କ ସହିତ ଏକ ହେବା ପାଇଁ, ଯୀଶୁଙ୍କ ସହିତ ସଂଯୁକ୍ତ ହେବା ପାଇଁ ବର୍ତ୍ତମାନ କଷ୍ଟ ହଉଛି। ବାକ୍ୟରେ ଲେଖା ହେଇଛି, ହଁ, ଆମେ ବଂଶୀ ବଜେଇଲୁ ମାତ୍ର ତମେ ନାଚିଲ ନାହିଁ। ମୁଁ ବହୁତ ଧନ୍ୟବାଦ ଦଉଛି ଯେ ମୋ ଜୀବନରେ ପରମେଶ୍ୱର ରୋଗ, କଷ୍ଟ, ଦୁଃଖ, ହତାଶ, ନିରାଶର ପରିସ୍ଥିତି ଦେଲେ ମୋ ଜୀବନରେ। ମୁଁ ଯେତେବେଳେ ମୋର ପଛ ଜୀବନକୁ ମନେ ପକାଉଛି, ହଁ, ବର୍ତ୍ତମାନ ବାଇବଲରେ ଉପଦେଶକ ପୁସ୍ତକ ଲେଖା ହେଇଛି, ହସିବା ଠାରୁ କାନ୍ଦିବା ଭଲ। କଣ ଲେଖା ହେଇଛି? ହସିବା ଠାରୁ କାନ୍ଦିବା ଭଲ ଲେଖା ହେଇଛି। ମୁଁ ଲେଖିଲି, ପ୍ରଭୁଙ୍କ ବାକ୍ୟ ଲେଖା ହେଇଛି। ଭୋଜି ଗୃହକୁ ଯିବା ପରିବର୍ତ୍ତେ ବିଳାପ ଘରକୁ ଯିବାଟା ଭଲ। ଭୋଜିକୁ ଯିବା ପାଇଁ କେମିତି ହଉଛି? ନୂଆ ଡ୍ରେସ, କ୍ରିମ, ପାଉଡର, ଲିପଷ୍ଟିକ, ପାଉଡର, କ୍ରିମ, ଚୁଟି ଟିକେ ଫୁରଫୁର ହେବାର ଅଛି। ଭୋଜିକୁ ଯାଉଛି ପରା, ପୁରୁଣା ଡ୍ରେସ ଗୋଟେ ପିନ୍ଧିକି ଯିବ, ଭଲ ଲାଗିବ। ବିଳାପ ଘରକୁ ଯିବାଟା ହେଲେ ସାଧା ସିଧା ଧଳା ସାର୍ଟ ଗୋଟେ ପିନ୍ଧିକି ଚପଲ ପିନ୍ଧିଲେ ହବ। ଭଲରେ ଯଦି ସୁଟ ବୁଟ ହେଇକି ଯଦି ଯାଉଛୁ ବୋଲେ ସେ ଭୋଜି, ସେ ବିଳାପ ଘର ଲୋକ, ଇଏ ଆମ ଭୋଜି ଖାଇ ଯାଇଛି ନା କାନ୍ଦି ଯାଇଛି ଆମ। କିନ୍ତୁ ବାଇବଲ କେମିତି ଲେଖା ହେଇଛି? ବାଇବଲରେ ଭୋଜି ଗୃହଠୁ ଯିବାଟା ଭଲ ହଉଛି ବିଳାପ ଘରକୁ ଯିବାଟା। ହସିବା ଠାରୁ କାନ୍ଦିବା ଭଲ କେମିତି ଲେଖା ହେଇଛି? ଚାଲନ୍ତୁ ଆମେ କାଉଣ୍ଟ କରିବା ଆମ ଲାଇଫରେ, ଆମ ଜୀବନକୁ ଆମେ ଯଦି ଏ ବାକ୍ୟ ଅନୁସାରେ ହିସାବ କିତାବ କରିବା, ହଁ ମୋର ଜୀବନରେ ମୁଁ ଅଧିକ ହସିଛି ନା ମୁଁ ଅଧିକ କାନ୍ଦିଛି? ଆରେ ପାଷ୍ଟର କଣ ଆମକୁ କନ୍ଦେଇବାଟା ଶିଖଉଛନ୍ତି? ହସିବାଟା କଣ ଭଲ ନାହିଁ? ଗୋଟେ କାନ୍ଦ ଅଛି ଭାଇ ମାନେ, ଯୋଉ କାନ୍ଦରେ ବହୁତ ଶାନ୍ତି ଥାଏ। ସେଇଟା ଆଉ ଗୋଟେ କାନ୍ଦ ଥାଏ ଯୋଉ କାନ୍ଦରେ କି ଅଭିଯୋଗ ବାହାରିଥାଏ। ପିଲାମାନେ କାନ୍ଦୁଛନ୍ତି, ରାଗିକି ଦେଖିଛ ନା ନାଇଁ? ଏମିତି କାନ୍ଦୁଥିବେ ଯେ ଖାଲି ଗର୍ଜନ କରୁଥିବେ। କଣ ପାଇଁ? ଛୋଟ ଅଛି ବୋଲି ତ କିଛି କରିପାରୁନାହିଁ, ବଡ ହେଲେ ତତେ ଛାଡିବି କି? ତାଙ୍କ ରାଗ କ୍ରୋଧକୁ ସେମାନେ କାନ୍ଦ ଦ୍ଵାରା, ଲୁହ ଦ୍ଵାରା ଗଡଉଛନ୍ତି, ପ୍ରକାଶ କରୁଛନ୍ତି। ମତେ ଲାଗୁନାହିଁ ନଈମି ଗୋଟେ ସ୍ତ୍ରୀ ଯିଏ କି ବେଥେଲିମକୁ ଛାଡିବା ପାଇଁ, ବେଥେଲିମକୁ ଯିବା ପାଇଁ ଯୋଉ କଷ୍ଟ ପାଇଲା, ସେ ବହୁତ ଧନ୍ୟବାଦ ହେଇକି ମୋ ବେଥେଲିମକୁ ଛାଡିଥିବେ ନା ରାଗିକି ଅଭିଯୋଗ କରିକି ମାଆକୁ ଛାଡିବା ପାଇଁ ଛାଡିଥିବେ? ସେମିତି କେବେ ନାହିଁ। ବେଥେଲିମକୁ ଛାଡିକି ସେ ମୋଆବକୁ ଯିବା ପାଇଁ କେବେ ଦୁଃଖୀ ନାହିଁ। ସେ କେବେ ରିଗ୍ରେଟଫୁଲ ନାହିଁ। ସେ କାନ୍ଦିଥିବେ, ମୋ ସ୍ୱାମୀକୁ ହରେଇଲି ମୁଁ ଏଠି। କାନ୍ଦିଥିବେ ସେ ମୋର ଦିଟା ପୁଅକୁ ହରେଇଲି। ସେ କାନ୍ଦିଥିବେ ଯେ ବେଥେଲିମକୁ ଛାଡିକି ଯାଉଛି। କିନ୍ତୁ ଏ କାନ୍ଦ ଧନ୍ୟବାଦର କାନ୍ଦ। ଆମେ ଜାଣିଛନ୍ତି ଗୋଟେ କଥା, ଯେତେବେଳେ ଆମେ ବହୁତ ଖୁସି ହେଇଥାଉ ଆମର ଆଖିରେ ଲୁହ ଝରିଥାଏ ନା ନାଇଁ? ଯେତେବେଳେ ଆମେ ବହୁତ ଧନ୍ୟବାଦ ହୃଦୟ ବାହାରିବ ବୋଲେ ଆଖିରେ ଲୁହ ମଧ୍ୟ ଗଡିବ। ଆମେ ନା ନାହିଁ? ଏଇଟା ଲୁହ, ଏଇଟା ଲୁହ, ଏ କାନ୍ଦ କେବେ ମଧ୍ୟ ଦୁଃଖର କାନ୍ଦ ନାହିଁ। ବାଇବଲ ଲେଖା ହେଇଛି ହସିବା ଠାରୁ କାନ୍ଦିବା ଭଲ। ମୁଁ ଯେତେବେଳେ ଆଜି ମୋ ପାଷ୍ଟ, ଯେତେବେଳେ ମୋ ପ୍ରଭୁଙ୍କର ଦାସଙ୍କ କଥା ମନେ ପକଉଛି, ମୁଁ ଯେତେବେଳେ ମୁଁ ଏଇ ଚର୍ଚ୍ଚ ବିଷୟରେ ମନେ ପକଉଛି, ମୁଁ ଯେତେବେଳେ ଅନ୍ୟମାନଙ୍କ ଜୀବନକୁ ଦେଖୁଛି, ମୁଁ କୋଉ କ୍ଷେତ୍ରରେ ମଧ୍ୟ ମଣ୍ଡଳୀକୁ ଅଭିଯୋଗ କରିପାରୁନାହିଁ। କୋଉ କ୍ଷେତ୍ରରେ ମଧ୍ୟ ମୁଁ ଅସନ୍ତୁଷ୍ଟ ନୁହେଁ ପ୍ରଭୁଙ୍କ ଆଡକୁ, ଯେ ପ୍ରଭୁ ମତେ ଏମିତି କରିବା କଥା, ଏମିତି କାହିଁ କଲ ବୋଲି କହି। କିନ୍ତୁ ଧନ୍ୟବାଦର ହୃଦୟ ବାହାରୁଛି, ଈଶ୍ୱରଙ୍କୁ ସମ୍ମାନ ଦେବାର ହୃଦୟ ବାହାରୁଛି। କିନ୍ତୁ ପଛରେ ଦେଖିଲେ କାନ୍ଦର ସମୟ ବେଶୀ ଅଛି ମୋର ଜୀବନରେ, ଦୁଃଖୀ ହେବାର ପରିସ୍ଥିତି ଅଧିକ ଅଛି, ପରୀକ୍ଷାରେ ପଢିବା ସମୟ ବେଶୀ ଅଛି।
ବହୁତ ଗୁଡେ ଅଭାବ, ବହୁତ ଗୁଡେ କଷ୍ଟକର ବିତେଇଛି ମୁଁ। କିନ୍ତୁ ସବୁ ଜିନିଷ ଧନ୍ୟବାଦ ପରିଣତ ହେଲା, କାହିଁକି? ଲେଖା ହେଇଛି ବାଇବଲରେ, କିନ୍ତୁ ଈଶ୍ୱର ବିଶ୍ୱାସ୍ୟ, ସେ ତୁମମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ। ଆମେ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ। ଅବ୍ରାହମକୁ ଈଶ୍ୱର କହିଲେ, ଅବ୍ରାହମ, ତୁମ୍ଭେ ବର୍ତ୍ତମାନ ଆସନ୍ତା କାଲି ପ୍ରଭାତ ଉଠିକି ତମର ଅଦ୍ୱିତ ପୁତ୍ର ଇସାକୁ ନେଇକି ବଳି ଦେଇଯାଅ। ଅବ୍ରାହମ ଶୁଣିକି କେମିତି ହେଇଥିବେ? ଗତ 25 ବର୍ଷ ଧରିକି ଜଗିଥିଲେ ଅବ୍ରାହମ। ଗତ 25 ବର୍ଷ ଧରିକି ଅପେକ୍ଷାରେ ଥିବେ ଅବ୍ରାହମ ଆଉ ସାରା, ଯେ ଆମେ ପୁତ୍ର ପାଇବୁ 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 କହି, କିନ୍ତୁ ପାଇନାହାନ୍ତି। ଏପଟେ ପ୍ରଥମରେ 75 ବର୍ଷ ପର୍ଯ୍ୟନ୍ତ ଅବ୍ରାହମଙ୍କର କୌଣସି ଛୁଆ ନାହିଁ। ଏ 75 ବର୍ଷରେ ପ୍ରଭୁ ତାଙ୍କୁ ପ୍ରତିଜ୍ଞା ଦେଲେ, କିନ୍ତୁ ପ୍ରତିଜ୍ଞା ଦେଲା ପରେ ମଧ୍ୟ ଆଉ 25 ବର୍ଷ ପର୍ଯ୍ୟନ୍ତ, 100 ବର୍ଷ ହେଲା ପର୍ଯ୍ୟନ୍ତ ବର୍ତ୍ତମାନ ଅବ୍ରାହମଙ୍କର ପାଖରେ କୌଣସି ଛୁଆ ନାହିଁ। ଏବେ ପ୍ରଭୁଙ୍କ ପ୍ରତିଜ୍ଞା ଅନୁସାରେ ପ୍ରଭୁ ଛୁଆ ଦେଲେ, ଟିକେ ଟିକେ ବଢୁଛି। ଏବେ ବଡ ନ ହେଇକି ପ୍ରଭୁ ହଠାତ୍ ଦିନେ କହିଲେ, ତୁ ଯା, ମୁଁ ଯୋଉ ପର୍ବତକୁ କହିବି ସେ ପର୍ବତକୁ ନେଇକି ଯା, ଆଉ ତୁ ତୋର ପୁଅକୁ ବଳିଦେ। ମୁଁ 3 ବର୍ଷ ଦାରିଙ୍ଗବାଡି ଚର୍ଚ୍ଚ ରହିଲି, ସବୁ ପ୍ଲାନ୍ ସବୁ ଚାଲିଛି, ସବୁ ଏଇଟା ଏମିତି କରିବି ସେଇଟା ସେମିତି କରିବି। ହଠାତ୍ ଖବର ହେଲା, ଟ୍ରାନ୍ସଫର, ବାହାରି ଯାଅ, ସବୁ ଛାଡିକି ଯାଅ। କଣ ପାଇଁ ଏତେ କମ ସମୟ ପଠଉଥିଲେ ଇଆଡେ? ପରମେଶ୍ୱର ଅବ୍ରାହମକୁ ଯୋଉ କହୁଛନ୍ତି କଥା, ଏବେ ଏଇଟା ପୁଅକୁ ନେଇକି ତମେ ବଳି ଦିଅ, କେମିତି ଚିନ୍ତା କରୁଥିବେ ଅବ୍ରାହମ? ତାଙ୍କର ଯୋଉ କାହାଣୀ ପଢୁଛୁ ଏଠି, ତାଙ୍କର କାହାଣୀରେ ହିଁ ଲେଖା ହେଇଛି ଉତ୍ତର ନା। ଟିକେ ଦେଖିବା ମାନେ, ସମୟର ଅଭାବ ଆଜି ଅଛି, ମୁଁ ସରେଇବି ଜଲ୍ଦି, ପ୍ରଭୁ ବି ଅଛି। ଆଦି ପୁସ୍ତକ 22 ପର୍ବ ଖୋଲିବା, ଆଉ ସେଠି ଲେଖା ହେଇଛି, ଆମେ ବାକି କେତେବେଳେ ଦେଖିବା। 2 ପଦ ଦେଖନ୍ତୁ। ସେତେବେଳେ ସେ କହିଲେ, ତୁମେ ଏବେ ଆପଣ ପୁତ୍ରକୁ, ତୁମର ଉଦିତ ପୁତ୍ରକୁ, ଅର୍ଥାତ୍ ତୁମ ଯାହାକୁ ସ୍ନେହ କର, ତମେ ଯାହାକୁ ଘୃଣା କର ନା ସ୍ନେହ କର? ତୁମ୍ଭେ ଆହୁରି ଘାରେ ଲୁଣ ମାରିଲା ପରେ କଥା ଏଇଠି, ନା ନାଇଁ? ତମେ ଯାହାକୁ ଭଲ ପାଉଛ ନା, ହଁ? ସେହି ଇସାକକୁ ଘେନି ମୋରିଆ ପର୍ବତକୁ ଯାଅ, ପୁଣି ଆମ୍ଭେ ସେଇ ଦେଶରେ ଯେଉଁ ପର୍ବତ କହିବା, ସେହି ପର୍ବତ ଉପରେ ତାକୁ ହୋମାର୍ଥେ ବଳିଦାନ କରିବ। ବର୍ତ୍ତମାନ ଅବ୍ରାହମ ଶୁଣିଲେ ଏଇଟା। ଅବ୍ରାହମଙ୍କର ମନକୁ ଯଦି ଆମେ ପ୍ରବେଶ କରି ଚିନ୍ତା କରିବା, ଏଠି 3 ପଦରେ ଗୋଟେ ବାକ୍ୟ ଲେଖା ହେଇଛି। ପାଷ୍ଟର ଯଦି କହିବେ, ଆସନ୍ତା କାଲି ସକାଳେ 5ଟାରେ ଆମେ ଭବାନୀପାଟଣା ଯିବା ସୁଷମାଚାର ପ୍ରଚାର କରିବା ପାଇଁ, ଇଏ ଯିବ। ତା ପରଦିନ ହେଲା 10ଟା ପର୍ଯ୍ୟନ୍ତ ଜଣେ ଆଉ ନାହିଁ। ଇନକ୍ୱାରି କରାହେଲା, କିଛି ଗୋଟେ ସମସ୍ୟା ଅଛି, କିଛି ସମୟ ଘର ଲୋକ କହିଲେ, ନାଇଁ ତ ପାଷ୍ଟର କିଛି ଅସୁବିଧା ନାହିଁ, ଭଲ ଅଛି, ସେ ଖିଆ ପିଆ କରିକି। ହେ କଣ, ପଚାର ଟିକେ, ଆମେ ଜଗିଛୁ, ଗାଡି ଷ୍ଟାର୍ଟ ହେଲାଣି, ସମସ୍ତେ ହେଲେ ଜଣେ ଆସୁନାହିଁ। ପଚାରୁଛି ପାଷ୍ଟର, ଏ ପାଷ୍ଟର ଫୋନ କରୁଛନ୍ତି ଲୋ, ଯିବା ପାଇଁ କାଲି କହିଥିଲେ ପରା, ବଇଥିଲେ ବୋଲି କଣ ପଳେଇବ ନା କଣ, କହିଦିଅ ମୁଁ ନାହିଁ। ଏମିତି କଥାରେ ତାର ମନକୁ ଆମେ ଚିହ୍ନି ପାରିବା ନା, ତାର ଇଚ୍ଛା ନାହିଁ ଯିବା ପାଇଁ, ମାନେ ଅଛି କି? ଲେଖା ହେଇଛି 3 ପଦର ପ୍ରଥମ ୱାର୍ଡ ଲାଗେ, ତହିଁରେ ଅବ୍ରାହମ ପ୍ରଭାତରେ, ପ୍ରଭାତ ମାନେ କେତେ ସମୟ? ସକାଳେ, ଏର୍ଲି ମର୍ଣ୍ଣିଂ। ପ୍ରଭାତରେ ଉଠି ଗଧ ସଜାଇ 2 ଜଣ ଦାସ ଆପଣ ପୁତ୍ର ଇଶାକକୁ ସଙ୍ଗରେ ନେଲେ, ଆଉ ହୋମ ନିମନ୍ତେ କାଠ ପରମେଶ୍ୱରଙ୍କ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କଲେ। ସକାଳୁ ଉଠିଲେ ସେ। ଅନନ୍ତର ତୃତୀୟ ଦିନରେ ଅବ୍ରାହମ ଅନାଇ ଦୂରରୁ ସେ ସ୍ଥାନକୁ ଦେଖିଲେ। ସେତେବେଳେ ଅବ୍ରାହମ ସେଇ ଦାସମାନଙ୍କୁ କହିଲେ, ତୁମମାନେ ଏହି ସ୍ଥାନରେ ଗଧ ସଜାଇଥାଅ, ମୁଁ ଆଉ ବାଳକ ଦୁହେଁ ସେ ସ୍ଥାନକୁ ଯାଇ ଆରାଧନା କରି ପଛେ ତୁମମାନଙ୍କ ନିକଟକୁ ଫେରି ଆସିବା। ଅବ୍ରାହମ ବର୍ତ୍ତମାନ ଗଲେ ଗଲେ ଦାସମାନଙ୍କୁ କହିଲେ, ଏଇଠି ଥାଅ। ଦାସମାନଙ୍କୁ କହିଲେ, ତମେ ଥାଅ, ମୁଁ ଆମ ପୁଅ ଯାଇକି ଆମେ ବଳି ନୈବେଦ୍ୟ କାମ
କରିବୁ। ତାପରେ ଆମମାନେ ଫେରି ଆସିବି କହିଲେ ନା ଫେରି ଆସିବା କହିଲେ? ହଁ ହେଲେ ଟିକେ ଦେଖିବି ମୁଁ, ଏଠି କହିବି ଇଂଲିଶରେ ଲେଖା ହେଇଛି 22 ପର୍ବରେ। 5 ପଦ ଲେଖା ହେଇଛି। 5 ପଦ ଲେଖା ହେଇଛି, and Abraham said to his young men, stay here with the donkey, the lad, and I will go yonder and worship, and we will come back to you. We will come back. We ମାନେ କିଏ? We ମାନେ କଣ ଓଡ଼ିଆରେ? ଜଣେ ନା ଦି ଜଣ? ଉଇ ଲାଗିଲେ ତ ଜଣଙ୍କର ଅଧିକ ନା। ହେଲେ ଗଲେ ଏବେ ଯିବା କିଏ ଯାଉଛନ୍ତି? ଦାସ ମାନେ ରହିଲେ ଆଉ ଅବ୍ରାହମ ଆଉ ପୁଅ ଯିବେ। ଆଉ ନୈବେଦ୍ୟ କାମରେ ବଳି କାହାର ହବ? ଇସାକର ହବ। ହେଲେ ଇସା ଯଦି ସେଠି ମରିବ ତାହେଲେ ବଳକା କେତେ ଲୋକ କରିବ ସେଠି? ଜଣେ ଅବ୍ରାହମ। ସେ କଣ କହିବା କଥା? ଆମେ ଯାଉଛୁ, ବହୁତ କଷ୍ଟ ଲାଗୁଛି ମତେ, ଆଜି ମୋର ପୁଅ ଘରେ ବି ଆମେ ଯାଉଛୁ, କିନ୍ତୁ କଣ କରିବା? ପ୍ରଭୁକୁ କଣ ଆମେ ଆଉ ବିରୋଧ କରିପାରିବି କି? ଆମେ ଯାଉଛୁ, ଆହୁରି ଆମେ ନୈବେଦ୍ୟ କାମ କଲା ପରେ ମୁଁ ଫେରିବି, ଏମିତି କହୁନାହାନ୍ତି। we will come back ମାନେ ଆମେ ଫେରିବୁ। ମାନେ କିଏ କିଏ ଫେରିବୁ? ମୁଁ ଆଉ ଇସାକ ମିଶିକି ଫେରିବୁ ବୋଲି ଅବ୍ରାହମ କହୁଛୁ। ଯଦି ମୁଁ ଆଉ ଇସାକ ଫେରିବୁ ବୋଲି ଯଦି ଅବ୍ରାହମ କହୁଛନ୍ତି, ତାହେଲେ ଅବ୍ରାହମଙ୍କର ହୃଦୟ ଭିତରେ ଏବେ କଷ୍ଟ, ଅବ୍ରାହମଙ୍କ ଭିତରେ ବର୍ତ୍ତମାନ ବେଶୀ ଦୁଃଖ ଲାଗୁଥିବ କି ଇସାକ ବଳି ଦଉଛି କହିକି? ନାଇଁ। ମୁଁ କହିବାକୁ ଚାହୁଁଛି ଅବ୍ରାହମଙ୍କ ହୃଦୟ ଭିତରେ ଭଲରେ ଅବ୍ରାହମ ଜାଣିଥିଲେ ଯେ ମୁଁ ଯଦିଓ ବଳି ଦେବା ପାଇଁ ନୈବେଦ୍ୟ କାମ କରିବାକୁ ଯାଉଛି, କିନ୍ତୁ ଇସାକ କେବେ ମରିବ ନାହିଁ। ସେ କହୁଛନ୍ତି ଆମେ ଫେରିବୁ, ଇସାକ ଫେରିବ। ପାଷ୍ଟର ପାର୍କ କୁହନ୍ତି ମତେ ପେଟ ବଥା ହେଲେ ମଧ୍ୟ ମୁଁ ଭଲ ହେଇଛି। ଶୈତାନ କହୁଛି ଯଦି ଭଲ ହେଇଛୁ ବୋଲେ ଏ ଯେ ବଥା ହଉଛି ଏଇଟା କଣ? ବଥା ହେବାଟା ସୁସ୍ଥତା ନା ବଥା ନ ହେବାଟା ସୁସ୍ଥତା? ଏ ଜଗତର ମାପଦଣ୍ଡ ଅନୁସାରେ ବଥା ନ ହେବାଟା ହଉଛି ସୁସ୍ଥତା। ବଥା ହଉଥିବାଟା ସୁସ୍ଥତାକୁ କିଏ କହିବ କି? କିନ୍ତୁ ପ୍ରଭୁଙ୍କ ଦାସ କହୁଛନ୍ତି ଯେ ମତେ ବଥା ହେଲେ ମଧ୍ୟ ମୁଁ ସୁସ୍ଥ ପାଇଛି। କାହିଁକି? କାରଣ ଈଶ୍ୱରଙ୍କ ବାକ୍ୟରେ ଲେଖା ହେଇଛି, ତୁମେ ଯାହା ମଧ୍ୟ ପ୍ରାର୍ଥନା କର ବିଶ୍ୱାସରେ, ଆଉ ତମେ ମାଗ ତାହେଲେ ତମେ ପାଇଅଛ କହିକି ତମେ ବିଶ୍ୱାସ କର। ମୁଁ ପ୍ରାର୍ଥନା କଲି, ଆରେ ପ୍ରଭୁଙ୍କ ବାକ୍ୟ ଅନୁସାରେ ମୁଁ ସୁସ୍ଥ ହେଇଛି। ବଥା ହଉ କି ନ ହଉ ମୁଁ ଜାଣିନାହିଁ, ଲକ୍ଷଣ ମତେ ସୁସ୍ଥତାର ପରିଚୟ ଦିଏ ନାହିଁ, ବାକ୍ୟର ପ୍ରମାଣ ମତେ ସୁସ୍ଥତାର ପରିଚୟ ଦିଏ। ଆମେ ଯଦି ଆମମାନଙ୍କୁ ଲାଗୁଥିଲା ଆମେ ପାପୀ ଅଧାର୍ମିକ ଲୋକ, ଆମେ କଦର୍ଯ୍ୟ ଲୋକ, କିନ୍ତୁ ବାକ୍ୟରେ ଆମେ ଧାର୍ମିକ। ବାକ୍ୟ ଭିତରେ ଆମଙ୍କର ପ୍ରମାଣ ସିଦ୍ଧ ଅଛି ଯେ ଆମେ ପବିତ୍ର ହେଇଛୁ, ଆମେ ଧାର୍ମିକ ହେଇଛୁ। ତାର ପ୍ରମାଣର ଲକ୍ଷଣ କଣ? ଚିହ୍ନ କଣ? ଯାତ୍ରା ପୁସ୍ତକ 12 ପର୍ବରେ ନିସ୍ତାର ପର୍ବର କାହାଣୀ ଆପଣ ଜାଣିଛନ୍ତି ନା? When I see the blood, ଆମେ ଗୀତ ଗାଉଥିଲୁ। When I see the blood, when I see the blood, I will pass over you. ଯୋଉ ବାଜୁ ବନ୍ଧ କପାଳିକାରେ, ଯୋଉ ଘରର ଦୁଇ ବାଜୁ ବନ୍ଧ କପାଳିକାରେ ରକ୍ତ ଲାଗିଛି ମେଷର, ସେ ଘର ଭିତରେ ବିଚାର ଯିବ କି? ଆଜି ଯୋଉ ଲୋକମାନଙ୍କ ଭିତରେ ବିଶ୍ୱାସ ଅଛି, କି ବିଶ୍ୱାସ? ଏ ବିଶ୍ୱାସ କେବଳ ମଣିଷ ତିଆରିର ବିଶ୍ୱାସ ନାହିଁ, ଏ ବିଶ୍ୱାସ ପ୍ରଭୁ ଦେଇଛନ୍ତି। ଆମେନ୍। ଆମେ ଧାର୍ମିକ ବୋଲି କହିକି ଆମ କର୍ମକୁ ନିର୍ଭର କରିକି ନାହିଁ, ଆମେ ଧାର୍ମିକ କହୁନୁ ଆମେ ନିଜର କାର୍ଯ୍ୟରେ ପରିଶ୍ରମରେ, କେବଳ ଯୀଶୁଙ୍କର କାର୍ଯ୍ୟରେ, ଯୀଶୁଙ୍କ ରକ୍ତକୁ ବିଶ୍ୱାସ କରୁଛୁ। ଆମେ ଯୋଉ ରକ୍ତ ଆମକୁ ଚିହ୍ନ ପ୍ରମାଣ ଦଉଛି ଆମେ ଧାର୍ମିକ କହି। ମୁଁ କହିବାକୁ ଚାହୁଁଛି ଅବ୍ରାହମ ଗୋଟେ ବିଶ୍ୱାସର ଲୋକ ନାହିଁ। ଅବ୍ରାହମ ହଉଛି ଗୋଟେ ଲୋକ ନାହିଁ ଯିଏକି ନିଜ ଚେଷ୍ଟାରେ, ନିଜର ପରିଶ୍ରମରେ ବିଶ୍ୱାସର ଲୋକ ହେଇଯିବେ। ମୁଁ କହିବାକୁ ଚାହୁଁଛି ଅବ୍ରାହମ ତାଙ୍କ ଘରୁ ମୋରିଆ ଦେଶକୁ ଯିବା ପାଇଁ ଯୋଉ ଯାତ୍ରା କଲେ, ଏ ତାଙ୍କ ଭିତରେ ପିସଫୁଲ ହାର୍ଟ ଥିବ ନା ନାହିଁ? ଶାନ୍ତିର ହୃଦୟ ଅଛି ନା ନାହିଁ? ଅତି ପ୍ରଭାତରେ ସେ ଉଠିଲେ କଣ ରାଗିକି? ଅତି ପ୍ରଭାତରେ ସେ ଶାନ୍ତିର ମନରେ ସେ ଉଠିଲେ, ପିସଫୁଲ ହାର୍ଟରେ ସେ ଉଠିଲେ, ଖୁସିରେ ଯାଉଛନ୍ତି ଆଉ କହୁଛନ୍ତି ଆମେ ବଳି ଦେବା ପାଇଁ ଯାଉଛୁ, ଆଉ ଆମେ 2 ଜଣ ଫେରିବୁ। ତାଙ୍କର ଘରୁ ମରିଆ ପର୍ବତକୁ ଯିବା ପାଇଁ ଏ ହୃଦୟ କେବେ ଅବ୍ରାହମଙ୍କର ନାହିଁ। ଏଟା କାହାର ହୃଦୟ? ଏଟା ପରମେଶ୍ୱରଙ୍କ ହୃଦୟ। ଆମେନ୍। ଏଇଟା ପରମେଶ୍ୱର ହୃଦୟ, ମାନେ ଏଇଟା ପ୍ରଭୁଙ୍କର ପ୍ରତିଜ୍ଞାର ବଳ। ଏଇଟା କୋ ପ୍ରତିଜ୍ଞା? ଈଶ୍ୱର କହିଥିଲେ ଇସାକଙ୍କ ଦ୍ୱାରା ମହାନ ଗୋଷ୍ଠୀ ଉତ୍ପନ୍ନ ହବ,
ତମ ପୁତ୍ର ଦ୍ଵାରା ଏ ଜଗତରେ ପୃଥିବୀର ବାଲୁକା ସଦୃଶ ଲୋକମାନେ ଗୋଷ୍ଠୀ ନେଇକି ଆଶୀର୍ବାଦ ପାଇବେ। ଆମେନ୍ ଆମେନ୍। এই ଇସାକର ପ୍ରତିଛବି ଜାଗାରେ କିଏ? ଯୀଶୁ ଖ୍ରୀଷ୍ଟ। ଆଜି ଆମ ସମସ୍ତଙ୍କ ପାଖରେ ଯୀଶୁ ଜନ୍ମ ହେଇଛନ୍ତି। ଆଜି ଆମ ପାଖରେ ଯୀଶୁ ଜନ୍ମ ହେଇଥିବା ଯୋଗୁଁ ସେ ଯୀଶୁ ଖ୍ରୀଷ୍ଟ ଆମର ଭିତରେ ବାସ କରୁଛନ୍ତି। ଆମେ ଆତ୍ମିକ ଭାବରେ ବଞ୍ଚୁଛୁ। ତେଣୁ ପରମେଶ୍ୱର କଣ ଯୀଶୁଙ୍କୁ ହତ୍ୟା କରିବେ? ହଁ, ଯୀଶୁ ଈଶ୍ୱରଙ୍କର ଇଚ୍ଛାରେ କ୍ରୁଶବିଦ୍ଧ ହେଲେ, କିନ୍ତୁ ଆମକୁ ପରିତ୍ରାଣ କରିବା ପାଇଁ, ଆମକୁ ଉଦ୍ଧାର କରିବା ପାଇଁ। ଏବେ ଇସାକ ଯାଉନା, ଇସାକୁ ଅବ୍ରାହମ ନଉନାହାନ୍ତି ଦୁଃଖର ମନରେ। ବର୍ତ୍ତମାନ ଅବ୍ରାହମ ଇସାକୁ ନଉନାହାନ୍ତି ଗୋଟେ ରାଗିବା ଅଭିଯୋଗ ମନରେ। ଏ ଅବ୍ରାହମ ଶାନ୍ତିର ମନରେ ଯାଉଛନ୍ତି। କାହିଁକି? ବେଷ୍ଟ ଜିନିଷ ମୁଁ କହିବି ଆପଣଙ୍କୁ, ଅବ୍ରାହମଙ୍କର ହୃଦୟରେ ଇସାକ କାହାର ପୁଅ? ତାଙ୍କର ପୁଅ ନା ଈଶ୍ୱରଙ୍କର ପୁଅ? କୁହନ୍ତୁ। ତାଙ୍କର ପୁଅ ବୋଲି କହିବା ପାଇଁ ଚେଷ୍ଟା କଲେ ମଧ୍ୟ ପାରିବେନି ସେ। କାହିଁକି? ଗତ 25 ବର୍ଷ ପର୍ଯ୍ୟନ୍ତ ସେମାନେ ଚେଷ୍ଟା କଲେ କି ଯେତେବେଳେ ପୁତ୍ର ଜନ୍ମ କରିବାର ଶକ୍ତିକୁ ହରେଇଲା ପରେ ଇସାକ ଜନ୍ମ ହେଇଛନ୍ତି। ସେତେ ଅବ୍ରାହମଙ୍କର ଆଉ ସାରାଙ୍କ ଭିତରେ ଏଟା କନଫର୍ମ ଯେ ଇସାକ ଆମର ମଞ୍ଜିରୁ ଜାତ ହେଇନାହିଁ। ଆମେନ୍। ଏଟା ଆମର ପରିଶ୍ରମର ଫଳ ନାହିଁ, ଏଟା ଈଶ୍ୱରଙ୍କର ପ୍ରତିଜ୍ଞାର ସନ୍ତାନ। ଯଦି ଈଶ୍ୱରଙ୍କର ସନ୍ତାନ ତାହେଲେ ଈଶ୍ୱର କେମିତି ମାରିବେ ଇସାକକୁ? କଦାପି ନାହିଁ। ଆମେ କି ନାହିଁ, ଏ ପ୍ରତିଜ୍ଞାର ଶକ୍ତି ଅବ୍ରାହମ ପାଖରେ ସ୍ଥାପନ ଥିଲା। ଏବେ ଅବ୍ରାହମ ଯୋଉ ମରିଆ ପର୍ବତକୁ ଯାଉଛନ୍ତି, ଆମେ ମଧ୍ୟ ମରିଆ ପର୍ବତକୁ ଯିବା ପାଇଁ ପ୍ରଭୁ ଠେଲୁଛନ୍ତି ଆମକୁ। କିନ୍ତୁ ଏ ବାଇବଲରେ ମରିଆ ପର୍ବତକୁ ଯିବା ପାଇଁ କଣ ପାଇଁ ଆବଶ୍ୟକ ଅଟେ? ଏ ମରିଆ ପର୍ବତର ଅର୍ଥ କଣ ଲେଖା ହେଇଛି ବାଇବଲରେ? ଜିହୋବା ଜିରି। ଅର୍ଥ କଣ? ସଦା ପ୍ରଭୁ କଣ ଜଗେଇବେ। ସଦା ପ୍ରଭୁ ଜଗେଇବାର ଜାଗା ହଉଛି ସେ ପର୍ବତ, ମରିଆ ପର୍ବତ ଅବ୍ରାହମ ପାଇଁ। ଆଜି ଆମ ପାଇଁ ମଧ୍ୟ ପରମେଶ୍ୱର ସେ ପରମେଶ୍ୱରକୁ ଭେଟି ପାରିବା ମାନେ ଯୋଉ ପରମେଶ୍ୱର ଆମ ପାଇଁ ସମସ୍ତ ବିଷୟ ଜଗେଇବା ପାଇଁ ରେଡି ଅଛନ୍ତି। କିନ୍ତୁ ଆମମାନଙ୍କୁ ସେ ଜାଗାକୁ ପହଞ୍ଚିବା ପାଇଁ ପଡିବ ନା। ଆମେ ନା ନାଇଁ? ଯୀଶୁଖ୍ରୀଷ୍ଟ ଜନ୍ମାନ୍ତକୁ ବର୍ତ୍ତମାନ ଛେପ କାଦୁ ଆଣିକି ଛେପ ଲଗେଇ ଦେଇକି ଆଖିରେ ଲଗେଇ ଦେଲା, କହିଲେ କୁଆଡେ ଯିବା ପାଇଁ? ସିଲୋ ପୋଖରୀକୁ ଯାଅ। ସେଇଠି ଗୋଟେ ଅନ୍ଧ ଲୋକ ପାଇଁ ଜାଗା ଥିଲା ଯୀଶୁଙ୍କର ବାକ୍ୟ ଶୁଣିବା ପାଇଁ, ଆଉ ସେଇଠି ଗୋଟେ ଜାଗା ଥିଲା ବାକ୍ୟ ଶୁଣିଲା ପରେ ସେ ଜାଗାକୁ ଯିବା ପାଇଁ। ଅବ୍ରାହମ ପ୍ରଭୁଙ୍କ ବାକ୍ୟ ଶୁଣିଲେ, ମରିଆ ପର୍ବତ ଯାଅ। ଯୋଉ ଯାତ୍ରା ହଉଛି ଆମର ବିଶ୍ୱାସର ଜୀବନ, ଆତ୍ମିକ ଜୀବନ। ଆମେ ଯଦି ଯୋଉ ସମୟରେ ଆପଣଙ୍କ ଭିତରେ ବିଶ୍ୱାସ ଅଛି ପ୍ରଭୁଙ୍କ ପ୍ରତିଜ୍ଞାର, ଡାଇବେଟିସ୍ ହଉ, ସୁଗର ହଉ, କିଡନୀ ଫେଲର ହଉ, ଯାହା ବି ହଉ, ଆପଣ କେବେ ଭୟଭୀତ କରିବେ ନାହିଁ। କାହିଁକି? ଈଶ୍ୱର ଅଛନ୍ତି ମୋ ପାଇଁ। ଏ ପ୍ରତିଜ୍ଞା କେ ମଧ୍ୟ ଗୋଟେ ସାଧାରଣ ପ୍ରତିଜ୍ଞା ନାହିଁ। ଅବ୍ରାହମ ଏବେ ଖଣ୍ଡା କାଢୁଛନ୍ତି, ମତେ କଣ ପଡୁଛି, ଏଇଟା କଣ ମୋର ପୁଅ ଯେ ମୁଁ ଡରିବି? ଅବ୍ରାହମଙ୍କ ମନ ଭିତରେ କେମିତିକା ମନ ଅଛି? ଦେଖିବା ଆଜି ପ୍ରଭୁ କେମିତି କରୁଛନ୍ତି କାମ। ମୁଁ ଦେଖିବି ପ୍ରଭୁ କେମିତି ତାଙ୍କ ପ୍ରତିଜ୍ଞାକୁ ସଫଳ କରିବେ। ଅବ୍ରାହମଙ୍କର କିଛି ଟେନସନ ନାହିଁ। ଅବ୍ରାହମଙ୍କର କୌଣସି ରେସ୍ପନ୍ସିବିଲିଟି ନାହିଁ। କିନ୍ତୁ ଗୋଟେ ହଉଛି ଗୁରୁତ୍ୱପୂର୍ଣ୍ଣ, ଯୋଉ ସମୟରେ ଅବ୍ରାହମଙ୍କ ମନ ଭିତରେ ଇସାକ ଯଦି ତାଙ୍କ ପୁଅ ହେଇଥାନ୍ତେ ବୋଲେ ସମସ୍ୟା ହେଇଥାନ୍ତା। ଆମେ ମିକି କଣ ଜିମିକୁ ବେଶୀ ଭଲ ପାଉଛି କହିକି ଜିମି ଭଲ ହେଲା କି? ଭକ୍ତିମା ଭଉଣୀ ଆଗରୁ ସିନିୟର ଭଉଣୀ ବୋଲେ ଭଲ ଭଲ ହେଲା କି? ସେ ଜିମିକୁ ପରମେଶ୍ୱର କିଣି ସାରିଛନ୍ତି ସୁଷମାଚାର ଯୀଶୁଙ୍କ ରକ୍ତ ଦ୍ୱାରା। ସେଥିପାଇଁ ସେ ଭଲ ହେବା ପାଇଁ ବାଧ୍ୟ। ଆମେନ୍। ଯୋଉମାନଙ୍କ ଭିତରେ ସୁଷମାଚାର ଅଛି, ଯୋଉମାନଙ୍କ ଭିତରେ ପବିତ୍ରତା ଧାର୍ମିକତା ଅଛି ପ୍ରଭୁଙ୍କ ଦ୍ୱାରା, ସେମାନଙ୍କ ଭିତରେ ତମମାନେ ସିଲ୍ କରାଯାଇଛ ଲେଖା ହେଇଛି। ଅନେକ ଝଡ଼ ବାତ୍ୟା, ଅନେକ ବର୍ଷା, ଅନେକ ଘଡ଼ଘଡ଼ି ହେଲା ପରେ ମୋ ଜୀବନରେ କେତେ ସମସ୍ୟା ଆସିଲା, କିନ୍ତୁ ପ୍ରଭୁ କେବେ ମଧ୍ୟ ମୋତେ ଛାଡ଼ିନାହାନ୍ତି। ଦେନେ ଆମ ମୋ ଜାଗାରୁ ମରିଆ ପର୍ବତ ଯାଅ, ଯିବାଟା ମୋ ପାଇଁ ଅଭିଶାପ? ମତେ ମରିଆ ପର୍ବତ ଯିବାଟା ଅଭିଶାପ କି? ପ୍ରଭୁ ରାଗୁଛନ୍ତି ମତେ? ଅବ୍ରାହମ ବର୍ତ୍ତମାନ ଖଣ୍ଡା କାଢୁଛନ୍ତି। ଲୋକ ଦେଖିଲେ, ଆହା କେତେ ନିଷ୍ଠୁର ପ୍ରଭୁ। ଆର ସିଏ ପ୍ରଭୁ ପାଇଁ ଜାଗା ଛାଡିକି ଆଇଥିଲା କରି,
ଛୁଆ ଦେଲେ ଦେବି ଦେବି କହିକି 25 ବର୍ଷ ଜଗେଇଲେ, ତାପରେ ଆଉ ଗୋଟେ ଛୁଆ ଦେଲେ, ଏତେ କମ ବୟସରେ ମାରିବା ପାଇଁ କହୁଛନ୍ତି ଦରକାର ନାହିଁ ପ୍ରଭୁ ନମସ୍କାର। ବେଳେ ଗୁଡ ନ୍ୟୁଜ ଚର୍ଚ୍ଚ ନର୍କ କୁଣ୍ଡ ପରେ ଲାଗୁଛି କାକା। କଣ ପାଇଁ ଏବେ ଭେଟିଲି? ଶେଷ ନିଶ୍ୱାସ ତ୍ୟାଗ କଲା 10 ମିନିଟ ପୂର୍ବରୁ ଧାର୍ମିକ କହିବି ଜାଣିକିରି ମରିଥିଲେ ହେଇନଥାନ୍ତା। ହଁ, ଯଦି ଆପଣଙ୍କ ଭିତରେ ପ୍ରଭୁ ପ୍ରତିଜ୍ଞା ଦେଇଛନ୍ତି ତାହେଲେ ଆପଣଙ୍କୁ କହିବେ, ମତେ କହିବେ ତମେ ମରିଆ ପର୍ବତ ଯାଅ, କେମିତି କହିବେ ନାହିଁ? ସେ ପର୍ବତ ଗଲେ ତ ଆମେ ଜିହ୍ବା ଜିନକୁ ଦେଖିବା। ସେ ପର୍ବତରେ ପହଞ୍ଚିଲେ ତ ପ୍ରଭୁ ଜଗେଇବାର ଲାଇଫକୁ ଆମେ ଦେଖିପାରିବା ନା। ଆମେନ୍। ସତରେ ନା ନାଇଁ? ଆମକୁ ଯିବା ପାଇଁ ପଡିବ। କିନ୍ତୁ ଯାତ୍ରା ପଥରେ ଆମର ହୃଦୟ ଭିତରେ କଣ ବଞ୍ଚିବା ଦରକାର? ଆମ ଭିତରେ ସେ ବାକ୍ୟ, ସେ ପ୍ରତିଜ୍ଞା ବଞ୍ଚିବାକୁ ପଡିବ। ପରମେଶ୍ୱର କହିଲେ ତମେ ମେଘଧନୁ ଦେଖିବ, ତମେ ମେଘଧନୁ ଦେଖିଲେ, ରେନବୋ ଦେଖିଲେ ତମେ ଜାଣିବ ପ୍ରଭୁ ଆଉ ଜଳ ପ୍ଲାବନ କରିବେ ନାହିଁ। ଆଜି ଫ୍ଲାଇଟରେ ବସିଲୁ ଆମମାନେ, ସାହସରେ ବସିଲୁ କଣ ପାଇଁ? ପାସପୋର୍ଟ ଅଛି, ଭିଜା ଅଛି, ସେଥିପାଇଁ ଆମେ ବସୁଛୁ। ଟ୍ରେନରେ ଟିକେଟ ଅଛି କହିକି ଆରାମ ସେ ବସି ପାରିବା ନା ନାଇଁ? ଟ୍ରେନରେ ଟିକେଟ ଯଦି ନାହିଁ, ଖାଲି ପିଚାଟା ଖାଲି ସିଟରୁ ଖାଲି ଉପରକୁ ତଳକୁ ହଉଥିବ, ଟିଟି ଆସିଲେ କେମିତି କରିବୁ? ଅବ୍ରାହମଙ୍କର ମନ ଦୋହଲୁ ନାହିଁ, ଅବ୍ରାହମଙ୍କର ମନରେ ଦୁଃଖ ନାହିଁ, କାରଣ ଅବ୍ରାହମଙ୍କ ମନ ଭିତରେ ଇସାକ ଈଶ୍ୱରଙ୍କ ପୁତ୍ର। ଆଜି ଆପଣ ମାନେ କାହାର ସନ୍ତାନ ସନ୍ତତି? ଆମର ବାପା, ଆମର ପିତା ପ୍ରଭୁ ନାହାନ୍ତି କି? ଲୁଗି, ତମ ବାପା କିଏ? ଦେଖୁଛ ପରା ପାଷ୍ଟ ବସୁଛନ୍ତି, ଆଉ କଣ ପଚାରୁଛ? ବହୁ ଦିନ ପୂର୍ବରୁ ସଣ୍ଡେ ସ୍କୁଲ ଚାଲିଥିଲା। ଆମର ମିଲ୍ଟନ ଯିଏ ଅଛି, ଆମର ଷ୍ଟେଲାର ଭଉଣୀ, ସଣ୍ଡେ ସ୍କୁଲରେ ତାଙ୍କୁ ମୁଁ କ୍ଲାସ କରୁଥିଲି। ସଣ୍ଡେ ସ୍କୁଲରେ ବିଶ୍ୱାସରେ ପଇସା ବାନ୍ଧିବ ତମେ ସଣ୍ଡେ ସ୍କୁଲ ଫିସ୍ ବୋଲି କହିଲାରୁ, ବାପା ବୋଲେ ପ୍ରଭୁଙ୍କୁ ମାଗିକି ଆସିବ। ପ୍ରଭୁ ନ ଜଗେଇଲେ ତମେ କେବେ ଆସିବ ନାହିଁ। ହଁ ପାଷ୍ଟ ଛୋଟ ଛୋଟ ଥିଲେ ସେମାନେ। ଆଉ ସେଠି ମିଲ୍ଟନ କ୍ଲିଣ୍ଟ ଆଉ କିଏ ସବୁ ସବୁ ଥିଲେ। ପଚାରିଲେ ଆରେ ପଇସା ମିଳିଲା କି ନାହିଁ? ମିଳିଲା ପାଷ୍ଟ। କିଏ ଦେଲା? ପ୍ରଭୁ ଦେଲେ। ତୋ ବାପା କିଏ ରେ? ପ୍ରଭୁ। ଆଉ ବିନୁ କିଏ? ମାମୁଁ। ଏମିତି ହସିଲୁ ଆମେ କୁହନ୍ତୁ ନାହିଁ ଆଉ। ସେ କଣ କହିବି ଆଉ ଜାଣି ପାରିଲାନି ଆଉ। ମୁଁ ଚାହୁଁଛି ମିଲ୍ଟନ ଚର୍ଚ୍ଚକୁ ଆସିଲେ ଭଲ ହବ। ଟିକେ ଚିନ୍ତା କରନ୍ତୁ, ଆମେ ଆମ ବାପା ଠାରୁ ଜନ୍ମ ହେଇଛୁ, କିନ୍ତୁ ଆମକୁ ସୃଷ୍ଟି କିଏ କରୁଛି? ଆମକୁ ସୃଷ୍ଟି ପରମେଶ୍ୱର କରିଛନ୍ତି। ମୁଁ ସମସ୍ତଙ୍କୁ ଆଜି କହିବାକୁ ଚାହୁଁଛି, ଡୁ ନଟ୍ ବି ଏଫ୍ରାଇଡ୍, ଭୟ କରନ୍ତୁ ନାହିଁ ମରିବାକୁ ଯିବା ପାଇଁ। ମଣ୍ଡଳୀ ଆମକୁ ମରିବାକୁ ଯାଅ ବୋଲି ଠେଲୁଛି ପଛରେ, କଣ ପାଇଁ? ସଦା ପ୍ରଭୁ ଜଗେଇବା, ଦୁନିଆକୁ ଦେଖିବା। ଯଦି ଆମେ ସଦାପ୍ରଭୁ ଜଗେଇବା ଜାଗାକୁ ଯିବା ନାହିଁ, ତାହେଲେ ଆମେ କୋଉଠି ରହିବା? କୋଉ ଜାଗାରେ ଆମେ ଈଶ୍ୱରଙ୍କ କାର୍ଯ୍ୟକୁ ଦେଖିପାରିବା? ହଁ ବାପା, ସବୁ ତ ଆସିଲା, କାଠ ଆସିଲା, ନିଆଁ ଆସିଲା, ହେଲେ କିଏ ବଳି ନୈବେଦ୍ୟ କିଏ କାହିଁ ସେ ବେଶ କାହିଁ? ସଦାପ୍ରଭୁ ଜଗେଇବେ ବୋଲି କିଏ କହିଲା? ଅବ୍ରାହମ କହିଲେ। ଧୀରେ ସେ ବୁଦା ଆଡୁ ଗୋଟେ ଆଇଲା, କଣ ଆସିଲା? ହୁଁ, ମେଣ୍ଢା ଛୁଆ ଗୋଟେ ଆସିଲା। କିଏ ଜଗେଇଲା ସେଇଟା? ପରମେଶ୍ୱର। ମୁଁ ଡାକ୍ତର ନାହିଁ, କି ମୁଁ ଗୋଟେ ସାଇଣ୍ଟିଷ୍ଟ ନାହିଁ, ମୁଁ ଗୋଟେ ସାଧାରଣ ବ୍ୟକ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ ଚର୍ଚ୍ଚରେ ସେବା କାମ କଲା ସମୟରେ ଦେଖି ଆସୁଛି, ମୁଁ ଯଦି ଜାଣିନାହିଁ କିଛି ଅସୁବିଧା ନାହିଁ ମୋ ପାଇଁ। ମଣ୍ଡଳୀ ପାଖରେ ଜ୍ଞାନ ଅଛି, ପ୍ରଭୁଙ୍କ ଦାସଙ୍କ ପାଖରେ ଜ୍ଞାନ ଅଛି। ଦେନ୍ ମୋ ପାଖକୁ ଭାଇ ଭଉଣୀମାନେ ସମସ୍ୟା ନେଇକି ଆସନ୍ତି। ବେଳେବେଳେ ଏମିତିକା ସମସ୍ୟାକୁ ମୋତେ କହିଥାନ୍ତି ଯେମିତି ସମାଧାନ କରିବାଟା ଅସମ୍ଭବ। କେମିତି କରିବି ମୁଁ? ଯଦି ଭାଇକୁ ମୁଁ ଯଦି ଆଶ୍ୱାସନା ଦେଇପାରିବି ନାହିଁ, ଏ ଭାଇକୁ ଯଦି ମୁଁ ସାନ୍ତ୍ୱନା ଦେଇପାରିବି ନାହିଁ, ଏ ଭାଇଙ୍କୁ ଯଦି ବିଶ୍ୱାସର କଥା ମୁଁ କହିପାରିବି ନାହିଁ, ତାହେଲେ କେମିତି ସେ ଭାଇ ଆତ୍ମିକ ଜୀବନରେ ଆଗକୁ ବଢି ପାରିବେ? କିନ୍ତୁ ବହୁତ ଧନ୍ୟ ସହକାରେ ପ୍ରଭୁ ଅଛନ୍ତି, ପ୍ରଭୁ ଦାସ ଅଛନ୍ତି, ଯାହାକି ଆମକୁ
ପବିତ୍ର ଆତ୍ମାଙ୍କ ଦ୍ୱାରା କୋଢ଼େଇକି ନଉଛନ୍ତି। ଅବ୍ରାହ୍ମକେ ମଧ୍ୟ ବିଶ୍ୱାସରେ ଆଧିପତ୍ୟ ହେବା ପାଇଁ ନିଜର କର୍ମ ଦ୍ୱାରା ନିଜର ପରିଶ୍ରମ ଦ୍ୱାରା ହେଇନାହାନ୍ତି। ଈଶ୍ୱର ଅବ୍ରାହ୍ମକୁ ବିଶ୍ୱାସର ଆଧିପତ୍ୟ ବୋଲି ଡାକିଲେ। ଆଉ ତାଙ୍କ ଜୀବନରେ ସମସ୍ତ କାର୍ଯ୍ୟ କିଏ କଲା? ଈଶ୍ୱର କରୁଛନ୍ତି। ଆମେ ହଉଛୁ ଈଶ୍ୱରଙ୍କର ପ୍ରତିଜ୍ଞାରେ ମଣ୍ଡଳୀକୁ ଭେଟିବା ଲୋକ। ସେଥିପାଇଁ ସମସ୍ତଙ୍କୁ ଆଜି ମୁଁ କହିବାକୁ ଚାହୁଁଛି, ଚାଲନ୍ତୁ ଆମମାନେ ସେ ମରିବାକୁ ଯିବା ଯୋଉ ଜାଗାରେ କି ସଦାପ୍ରଭୁକୁ ଜଗେଇବାର ବିଷୟ ଭର୍ତ୍ତି କି ଅଛି ଆମ ପାଇଁ। ଆମେନ୍। ପ୍ରଭୁ ଆମ ପାଇଁ ସମସ୍ତ ବିଷୟ ଜଗେଇବେ। ସେଥିପାଇଁ এই ବିଶ୍ୱାସର ଯାତ୍ରା ପଥ, ଏ ଆତ୍ମିକ ଜୀବନର ଯାତ୍ରା ପଥରେ ଚାଲନ୍ତୁ ଆମମାନେ ଆଗକୁ ବଢିବା। ସେ ସମୟରେ ପ୍ରଭୁ ଆମକୁ ମହାଗୌରବର ଜୀବନକୁ ଦେଖେଇବେ, ଦେବେ। ପ୍ରଭୁ ଆମକୁ ଯୋଉ ମଣ୍ଡଳୀ ଦେଇଛନ୍ତି, ଯୋଉ ସୁଷମାଚାର ଦେଇଛନ୍ତି। ଆଜି ଅବ୍ରାହମ ଗୋଟେ ଲୋକ ଯିଏକି ଡରୁଆ ଲୋକ, ଅବିଶ୍ୱାସୀ ଲୋକ, କିନ୍ତୁ ଈଶ୍ୱର ତାଙ୍କୁ ଧରିଛନ୍ତି ଆଉ ଈଶ୍ୱର ତାଙ୍କ ପାଇଁ କାମ କରୁଛନ୍ତି। ଏ ସମୟରେ ମୁଁ ଆଶା କରୁଛି ଯେମିତି ଆମମାନେ ସୁଷମାଚାରକୁ ପ୍ରଚାର କରିବା ପାଇଁ ଆମେ ଆରମ୍ଭ କରିବା। କଣ୍ଟିନ୍ୟୁ ପ୍ରୋଗ୍ରାମ ଯାକ ବାହାରେ ହଉଛି, ଏପଟେ ସେପଟେ ଯାଉଛି ମୁଁ, କିନ୍ତୁ ମଣ୍ଡଳ ଭିତରେ ଥିବା ଡିକନ ମାନେ, ଏଲ୍ଡର ଭାଇ ଭଉଣୀ ମାନେ ସମସ୍ତେ ଲିଡରସିପ ଭାବରେ ନେଇକି ଚିନ୍ତା କରିକି ଚର୍ଚ୍ଚରେ ଯେତେବେଳେ ଆମେ ବଞ୍ଚୁଛୁ, ତାହେଲେ ଆମେ କେ ମଧ୍ୟ ମଫିବୋଶତକୁ ଦାଉଦଙ୍କ ମେଜରେ ବସିକି ରହିବା ଦରକାର ଥିଲା ନା ସେ ଶିବ ପାଖରେ, ସେ ଧାଇ ପାଖରେ ଲୋଦବାର ମାଖିର ରୋଗର ଯୋଉଟା କି ତୃଣବିହୀନ ଜାଗାରେ ରହିବା ଦରକାର? କୋଉଠି ରହିବା ଦରକାର? ମଫିବୋଶତ ଦାଉଦଙ୍କ ପାଖରେ ବସିବା ଦରକାର ନା? ଆମେ ନା ନାଇଁ? ମୁଁ ଚାହୁଁଛି ଆମର ଭାଇମାନେ ଏଇଠୁକୁ ଆସନ୍ତୁ, ଖେଳନ୍ତୁ। ଏଥର ଆମେ ସବୁ ଏଇ ଫିଲ୍ଡ ସଫା କରିଦେଲୁ। ଘଞ୍ଚ ଜଙ୍ଗଲ ହେଇକି ଥିଲା, ଯେମିତି ଏଇ ଜାଗାରେ ସଣ୍ଡେ ସ୍କୁଲ ପିଲାମାନେ ଆସିକି ଏଠି ଖେଳିବେ, ଆମର ଭାଇମାନେ ଆସି ଜାଗାରେ ଟାଇମ ସ୍ପେଣ୍ଡ କରିବା। ଆମର ଖୁସି ହେବାର ସମୟ କୋଉଠି? ଜାଗା କୋଉଠି? ଆମର ଚର୍ଚ୍ଚଟା ମଣ୍ଡଳୀ ହଉଛି ଗୋଟେ ଜାଗା, ଯୋଉ ଜାଗାରେ କି ଆମମାନେ ସବୁ ସମୟକୁ ଆମେ ଦେବା ଦରକାର। ଆମେନ୍। ଦୁନିଆରେ ଆମର ଗୁଡ ନ୍ୟୁଜ ଚର୍ଚ୍ଚ ଗୋଟେ ଚର୍ଚ୍ଚ ଯାହାକି କେବେ ତାଲା ଲାଗେ ନାହିଁ, ସବୁଦିନ ଖୋଲା ଆମର ଚର୍ଚ୍ଚ। ସେଥିପାଇଁ ଆମର ଭାଇ ଆରେ ଭଉଣୀ ମାନେ ସମସ୍ତେ ମଣ୍ଡଳୀରେ ଅଧିକରୁ ଅଧିକ ସମୟକୁ କାଟନ୍ତୁ ଆପଣ। ତ ଏଇ ଜାଗାରେ ଆମେ ଯେମିତି ସମସ୍ତେ ମୂଲ୍ୟବାନ ଭାବରେ ସୁଷମାଚାର କାର୍ଯ୍ୟ ସହିତ ଅନେକ ଗୁଡ଼ିଏ ଆକ୍ଟିଭିଟିଜ ଗୁଡା କରିବା। ଏବେ ଅଳ୍ପ ସମୟ, ଅଳ୍ପ ଦିନ ଗଲା ପରେ ଆମେ ଏଇ ଜାଗାରେ ବହୁତ ନୂଆ ନୂଆ ଗସ୍ପେଲ ରିଲେଟେଡ ସୁଷମାଚାରକୁ ପ୍ରଚାର କରିବା ପାଇଁ ବିଭିନ୍ନ ପ୍ରକାର ମାଧ୍ୟମର ବିଷୟ ଗୁଡାକ ଆମେ ଯୋଜନା କରୁଛୁ। ଧାର୍ମିକର ପ୍ରାର୍ଥନା ଈଶ୍ୱର ଶୁଣନ୍ତି ନା ଶୁଣନ୍ତି ନାହିଁ? ଆମେ ଧାର୍ମିକ ନା, ଦେନ୍ ପ୍ରାର୍ଥନା ପ୍ରଭୁ ଆମର ଶୁଣିବେ କି ନାହିଁ? ଦେନ୍ ଆମମାନେ ଚର୍ଚ୍ଚରେ ପ୍ରାର୍ଥନା ସମୟ, ପ୍ରାର୍ଥନାର ମଧ୍ୟ ଆମେ ସମୟକୁ ବନେଇ ପାରିବା। ଯେକୌଣସି ଲୋକ ଆସିକି ପ୍ରାର୍ଥନା ଗ୍ରହଣ କରିବେ, ବାହାର ଲୋକ ହୁଅନ୍ତୁ, ଯିଏ ବି ହଉ, ଆପଣ ଯୋଗାଯୋଗ କରନ୍ତୁ, ଆପଣ ରିଲେଟିଭ୍ସକୁ କୁହନ୍ତୁ ମଣ୍ଡଳୀରେ ପ୍ରାର୍ଥନାର ମଧ୍ୟ ସମୟ ରଖାଯାଇଛି, କଣ୍ଟାକ୍ଟ ନମ୍ବର ଦିଅନ୍ତୁ। ଆଉ ଆମେ ଯେତେବେଳେ ମଧ୍ୟ ସାର୍ ଆସିବେ, ଆମେ ତାଙ୍କ ପାଇଁ ପ୍ରାର୍ଥନା କରିବା। ଏନି ହାଉ ଆମମାନଙ୍କର କାମ ହଉଛି ଯେମିତି ମଧ୍ୟ ଆମମାନଙ୍କୁ ତାଙ୍କୁ ପ୍ରଭୁଙ୍କ ସହିତ ଜଡ଼ିତ କରିବାର କାମ କରିବା। ଆମେନ୍। ଏ ସମୟରେ ୟୁଟ୍ୟୁବ ଦ୍ୱାରା, ଜୁମ୍ ଦ୍ୱାରା ହଉ, ଫେସବୁକ୍ ଦ୍ୱାରା ହଉ, ଅନେକ ଲୋକମାନେ ଯେପରି ସୁଷମାଚାର ଶୁଣିପାରିବେ ବୋଲି ଆମେ ଏଇଟା ଷ୍ଟାର୍ଟ କରିଛୁ। ଆପଣମାନେ ମଧ୍ୟ ସମସ୍ତେ ମଣ୍ଡଳୀର ଗୋଟେ ହୃଦୟକୁ ନେଇକି ଆଗକୁ ବଢନ୍ତୁ, ଆଉ ଶକ୍ତିଯୁକ୍ତ ଭାବରେ ଆପଣମାନେ ବଞ୍ଚନ୍ତୁ। ପରମେଶ୍ୱର ଯିଏ ଆମକୁ ଉଦ୍ଧାର କରିଛନ୍ତି, ପରିତ୍ରାଣ ଦେଇଛନ୍ତି, ଧାର୍ମିକ ଗଣିତ କରୁଛନ୍ତି, ସେ କଦାପି ଆମକୁ ଛାଡ଼ିବେ ନାହିଁ। ସେଥିପାଇଁ ମୁଁ ଆଶା କରୁଛି ଯେମିତି ଆମେ ବର୍ଷର ଆରମ୍ଭରେ ଯେପରି ଆମଙ୍କର ହୃଦୟରେ ଆମେ ଫିକ୍ସ କରିବା, ଯେମିତି ଆମେ ଅବ୍ରାହମ ଯେମିତି ବର୍ତ୍ତମାନ ସେ ପ୍ରତିଜ୍ଞାର ବଳରେ, ପ୍ରତିଜ୍ଞାକୁ ବିଶ୍ୱାସ କରିକି ସେ ନିଜର ପୁତ୍ରକୁ ସେ ବଳି ଦେବାକୁ ଯାଉଛନ୍ତି, କିନ୍ତୁ ହୃଦୟରେ ଶାନ୍ତି ଥିଲା। ମୁଁ ଆଶା କରୁଛି ଆମେ ସମସ୍ତେ ଏ ମୂଲ୍ୟବାନ ସୁଷମାଚାରକୁ ନେଇକି ଆଗକୁ ବଢିବା। ଠିକ ଅଛି। ଆମମାନେ ବର୍ତ୍ତମାନ ଆଜି ମାସର ପ୍ରଥମ ସପ୍ତାହ, ତେଣୁକରି ଆମମାନେ ପ୍ରଭୁ ଯୋଗକୁ ନେଇକି ଆମେ ସର୍ଭିସ ସରିବା ଏଇଠି। ଯିଏ ଯେ ପ୍ରଭୁ ଯୋଉ ଦେବା ବିକ୍ରମ ଆସୁଛନ୍ତି, ତ ୟୁଟ୍ୟୁବ ଟା ବନ୍ଦ କରିଦିଅନ୍ତୁ। ଆଉ ଯିଏ ଦେବା ଲୋକ ଆସନ୍ତୁ ସାମ୍ନାକୁ।
ଆମର ସମସ୍ତ ଡିକନ ମାନେ ଆଉ ଲେର ମାନେ ସବୁ ଆସନ୍ତୁ। ଆମର ବାଇବଲରୁ ପ୍ରଥମ କରନ୍ଥିବ 11 ପର୍ବ ଖୋଲିବା ଆଉ ଟିକେ ଦେଖିବା। 23 ପଦରୁ ଆମେ ଦେଖିବା ପ୍ରଥମ କରନ୍ଥିୟ 11 ପର୍ବ। କାରଣ ମୁଁ ପ୍ରଭୁଙ୍କ ଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମମାନଙ୍କୁ ପ୍ରଦାନ କରିଅଛି ତାହା ଏହି ଚତୁର୍ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୋଟି ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ, ଏହା ତୁମମାନଙ୍କ ନିମନ୍ତେ ମୋର ଶରୀର, ମୋତେ ସ୍ମରଣ କରିବା ନିମନ୍ତେ ଏହା କର। ସେହିପରି ଭୋଜନ ଉତ୍ତାରେ ସେ ପାନପାତ୍ର ମଧ୍ୟ ଘେନି କହିଲେ, ଏହି ପାନପାତ୍ର ମୋର ରକ୍ତରେ ସ୍ଥାପିତ ନୂତନ ନିୟମ। ତୁମେମାନେ ଯେତେ ଥର ଏଥିରେ ପାନ କର ସେତେ ଥର ମୋତେ ସ୍ମରଣ କରିବା ନିମନ୍ତେ ଏହା କର। କାରଣ ଯେତେ ଥର ତୁମମାନେ ଏହି ରୋଟି ଭୋଜନ କର ଓ ଏହି ପାନପାତ୍ରରୁ ପାନ କର ସେତେ ଥର ତୁମେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁ ପ୍ରଚାର କରୁଅଛ। ଅତଏବ ଯେ କି ଅଯୋଗ୍ୟ ଭାବରେ ପ୍ରଭୁଙ୍କର ଏହି ରୋଟି ଭୋଜନ କରେ କିମ୍ବା ଏହି ପାତ୍ରରେ ପାନ କରେ ସେ ପ୍ରଭୁଙ୍କ ଶରୀରର ଓ ରକ୍ତର ଦାୟୀ ହବ। କିନ୍ତୁ ମନୁଷ୍ୟ ଆପଣଙ୍କୁ ପରୀକ୍ଷା କରୁ ଆଉ ସେହିପରି ଭାବରେ ଏହି ରୋଟି ଭୋଜନ କରୁ ଓ ଏହି ପାତ୍ରରୁ ପାନ କରୁ। କାରଣ ଯେ ପ୍ରଭୁଙ୍କ ଶରୀରକୁ ବିଶେଷ ନ ମଣି ଭୋଜନ କରେ ଓ ପାନ କରେ ସେ ଆପଣ ଦଣ୍ଡ ନିମନ୍ତେ ଭୋଜନ କରେ ଓ ପାନ କରେ। ହଁ, ପ୍ରଭୁ ବୋଝ ଯେତେବେଳେ ନଉଛୁ ଆମମାନେ ଏଇଟା ଗୋଟେ ବିଷୟ ଯାହାକି ଏମିତି ହେବିଚୁଆଲି ଆମର ନେବାର ଅ, ବିଷୟ ନାହିଁ। କିନ୍ତୁ ଯେଉଁମାନଙ୍କ ଭିତରେ ସତରେ ପାପ କ୍ଷମା ଯେଉଁମାନେ ଗ୍ରହଣ କରୁଛନ୍ତି, ଧାର୍ମିକ ପବିତ୍ର ହେଇଛନ୍ତି, ଯେଉଁମାନେ ପାପର ମୁକ୍ତି ପାଇଅଛି କହିକି ବିଶ୍ୱାସ ଅଛି, ସେମାନଙ୍କ ପାଇଁ ପ୍ରଭୁ ଭୋଜକୁ ପ୍ରয়োଜନ ବୋଲି ଲେଖା ହେଇଛି। ତେଣୁକରି ଏଇଟା ଗୋଟେ ପ୍ରଭୁ ଭୋଜ। ଆମେ ଦ୍ରାକ୍ଷରସ ଆଉ ରୁଟି ଭୋଜନ ଦ୍ୱାରା ଆମେ ସେ 2024 ବର୍ଷ ପୂର୍ବରୁ ଯୀଶୁଙ୍କର କ୍ରୁଶ ରକ୍ତକୁ ଆମେ ମନେ ପକାଉଛୁ। ଆମେ ଧନ୍ୟବାଦ ଦଉଛୁ। ଯେମିତି ସମାଗମ ତମରେ ଦାର୍ଶନିକ ରୋଟି ଖାଇବା ପାଇଁ ଯେଉଁ ମେଜରେ ବସିବା ଲୋକମାନେ ପ୍ରଭୁଙ୍କର ସାମ୍ନାରେ ଧନ୍ୟବାଦ, ପ୍ରଶଂସା, ଗୌରବ ଦେବା ଲୋକମାନେ କେବଳ ବସିବା ପାଇଁ ତାଙ୍କର ଯୋଗ୍ୟତା ଥାଏ। ସେଥିପାଇଁ ପରମେଶ୍ୱର ସାମ୍ନାରେ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଏଇଟା ଯେ ଆମେ ଯେମିତି ପ୍ରଭୁଙ୍କର ଦ୍ୱାରା ଆମେ ଚାଳିତ ହେବା। ତେଣୁକରି ବର୍ତ୍ତମାନ ଆଜି ଆମେ ପ୍ରଭୁଜ କରିବା ପାଇଁ ଯାଉଅଛୁ। ତ ପ୍ରଭୁ ଭୋଜ ପାଇଁ ବର୍ତ୍ତମାନ ଆମମାନଙ୍କ ପାଖରେ ବିଭୁ ବ୍ରଦର ଅଛନ୍ତି, ସେ ଆସିକି ରୋଟି ପାଇଁ ପ୍ରାର୍ଥନା କରିବେ ଆଉ ଆମେ କଣ୍ଟିନ୍ୟୁ କରିବା। ଆଉ ଡିକନ ମାନେ କିଏ ନାହାନ୍ତି କି? ତାହେଲେ ଲିଡର ଭାଇ ମାନେ ବି ଆସନ୍ତି, କିଛି ଅସୁବିଧା ନାହିଁ। ସମସ୍ତେ ଦେଇପାରିବେନି ଏତିକି କମ। ଜୁମ ରେ ସବୁ ଅନ୍ୟ ଚର୍ଚ୍ଚ ଯାକ ଜଏନ କରୁଛନ୍ତି ନା? ବ୍ରହ୍ମପୁର ଚର୍ଚ୍ଚ, ଚିତୁଳା ଚର୍ଚ୍ଚ। Let's pray. Holy Heavenly Father, we thank you, Lord, that we remember your flesh that you have given us, to remember on the on this day, Lord. We thank you, Lord, that you gave your precious blood and you gave your flesh, and you made us sanctified, and you made us to be relieved from the sin. We thank you, Father, for everything. Lord, this day also we remember you in the name of our salvation, Lord, that you have sacrificed yourself, for our redemption. We thank you, Lord. Lord, I keep this prayer in your holy hand and ask in the name of our Lord and Savior Jesus Christ. Amen. ଆମେ ଗୋଟେ ଗୀତ ଗାଇବା। ଦେଖ ଦେଖ ଆସୁଅଛନ୍ତି। ଦେଖ ଦେଖ ଆସୁଅଛନ୍ତି ଗୌରବେ ଯୀଶୁ ରାଜା। ଆଖିର ପଲକେ ଉଠିବେ ଯେତେ ତାଙ୍କ ସାଧୁ ପ୍ରଜା। ହେ ମୋର ଶରୀର ହେବ ରୂପାନ୍ତର, ହେ ମୋର ଶରୀର ହେବ ରୂପାନ୍ତର, ଅକ୍ଷୟ ମୋର। ଦେଖ ଆସୁଅଛନ୍ତି
ଗୌରବେ ଯୀଶୁ ରାଜା, ଗାଇ ଯିବା ତାଙ୍କ ପ୍ରଶଂସା ଗୀତ। ଦୂତଗଣ ସାଥେ ହୋଇ ମିଳିତ, ଗାଇ ଯିବା ତାଙ୍କ ପ୍ରଶଂସା ଗୀତ। ଦୂତଗଣ ସାଥେ ହୋଇ ମିଳିତ, ଆସ ଯିବା ସେ ମହାଭୋଜେ, ହୋଇ ନିମନ୍ତ୍ରିତ ଆସିଛୁ ଯେତେ। ଆସ ଯିବା ସେ ମହାଭୋଜେ, ହୋଇ ନିମନ୍ତ୍ରିତ ଆସିଛୁ ଯେତେ। ଆନନ୍ଦ ଉଲ୍ଲାସେ ଯିବା ଯୀଶୁ ପାଶେ, ଆନନ୍ଦ ଉଲ୍ଲାସେ ଯିବା ଯୀଶୁ ପାଶେ। ସ୍ୱର୍ଗୀୟ ସଙ୍ଗୀତ ଗାଇବା, ଦେଖ ଦେଖ ଆସୁଅଛନ୍ତି, ଗୌରବେ ଯୀଶୁ ରାଜା। ଆଖିର ପଲକେ ଉଠିବେ, ଯେତେ ତାଙ୍କ ସାଧୁ ପ୍ରଜା। এই দেখো দিশে স্বর্গ দ্বার, নাহি আও ভয় মরণ ডর। এই দেখো দিশে স্বর্গ দ্বার, নাহি আও ভয় মরণ ডর। স্বর্গদূত হস্ত প্রসারী, নেই জীবে রাজা স্বাগত করি। স্বর্গদূত হস্ত প্রসারী, নেই জীবে রাজা স্বাগত করি। কহিবে সে তোতে রহিবু নিরতে, কহিবে সে তোতে রহিবু নিরতে। সদা মোর সাথে স্বর্গধামে, দেখো দেখো আসুଅଛନ୍ତି, ଗୌରବେ ଯୀଶୁ ରାଜା। ଆମମାନଙ୍କ ପାଖରେ ଏଲ୍ଡର ଶିଶୁ ପ୍ରଧାନ ଅଛନ୍ତି, ସେ ଆସିବେ ଆଉ ଦ୍ରାକ୍ଷରସ ପାଇଁ ପ୍ରାର୍ଥନା କରିବେ। ଆସନ୍ତୁ ପ୍ରାର୍ଥନା କରିବା। ପ୍ରେମମୟ ପରମେଶ୍ୱର, ତୁମ ପୁତ୍ରଙ୍କୁ ତୁମେ ପଠେଇଲ ପ୍ରଭୁ ଏ ଜଗତକୁ, ଯେପରି ସେ ଆପଣଙ୍କ ଶରୀର ଦେଇ ପ୍ରଭୁ ଆମମାନଙ୍କୁ ନୂତନ ଜୀବନ ଯାପନ ଦେବେ। ହଁ ପ୍ରଭୁ, କୃଷରେ ତାଙ୍କୁ ଚଢ଼େଇଲ, ସମସ୍ତ ମାନବ ଜାତିର ପାପର ଭାର ସେ ବୋହିଲେ ଏବଂ ରକ୍ତ ଝରେଇଲେ ଶେଷ ବିନ୍ଦୁ ପର୍ଯ୍ୟନ୍ତ। ଆଉ ସେ ରକ୍ତ ଦ୍ୱାରା ପ୍ରଭୁ ନିଜକୁ ବଳି ରୂପେ ସେ ଉତ୍ସର୍ଗ କଲେ, ଆଉ ସେ ରକ୍ତ ଦ୍ୱାରା ଆମମାନଙ୍କର ପାପ ସମସ୍ତ କ୍ଷମା କରିଅଛନ୍ତି। ତୁମେ କହିଲ ପ୍ରଭୁ ଯେ ରକ୍ତ ଦ୍ୱାରା ମୁଁ ନୂତନ ନିୟମ ସ୍ଥାପନ କରୁଅଛି। ବ୍ଲଡ୍ ଦ୍ୱାରା ତମେ ନୂତନ ନିୟମ ସ୍ଥାପନ କରିଅଛ, ଆଉ ନୂତନ ନିୟମ କହୁଅଛି ଯେ ଆମମାନେ ସେମାନଙ୍କର ପାପ ଅପରାଧ ଆଉ ସ୍ମରଣ କରିବା ନାହିଁ। ତୁମେ ସମସ୍ତ ବିଚାର ତୁମ ଶରୀରରେ ନେଇଛ, ସମସ୍ତ ପାପ ଆମମାନଙ୍କର ତ ବୋହିକି କୃଷାର୍ପିତ ହୋଇଅଛ ଏବଂ ତୁମକୁ ବଳି ରୂପରେ ଉତ୍ସର୍ଗ କରି ପ୍ରଭୁ ଆମମାନଙ୍କୁ ନୂତନ ଜୀବନ ତୁମେ ଦେଇଅଛ। ଆଜି ଆମେ ସେ ରକ୍ତ, ସେ ନୂତନ ନିୟମ ଯେଉଁ ଦେଇଅଛ ପ୍ରଭୁ ଆମମାନଙ୍କୁ, ତାକୁ ସ୍ମରଣ କରି ଏ ପ୍ରଭୁ ଭୋଜ ଗ୍ରହଣ କରୁଅଛୁ। ହଁ ପ୍ରଭୁ, ତାହା ଆମମାନଙ୍କ ହୃଦୟ ଭିତରେ ଅନନ୍ତ କାଳ ପାଇଁ ସ୍ଥାପିତ ହଉ। ଏ ବନ୍ଧନରେ ଆମେ ବନ୍ଧା ହେଇଛୁ ତୁମ ସହିତ, ନୂତନ ନିୟମରେ ତୁମ ସହିତ ଆମେ ସଂଯୁକ୍ତ ହେଇଛୁ। ତେଣୁ ଧନ୍ୟବାଦ। ଏହି ପ୍ରାର୍ଥନା ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍।
ମାନେ ଆଉ ଗୋଟେ ଗୀତ ଗାଇବା, ମାଇ ପିସ୍ ଗୀତ ଦୁଇଥର ଗାଇବା। ପରେ ପରେ। My peace I give unto you. It's a peace that the world cannot know. It's a peace that the world cannot understand. Peace to know, peace to live. My peace I give unto you. My peace I give unto you. It's a peace that the world cannot give. It's a peace that the world cannot understand. Peace to know, peace to live. My peace I give unto you. ଆମମାନଙ୍କର ପ୍ରଭୁ ଯୋଉ ସରିଲେ ସିଧା ୟୁଥ ମାନେ ତଳକୁ ଯିବ, ସବୁ ୟୁଥ ମାନେ। କିଏ କିଏ ପାଇନାହାନ୍ତି ହାତରେ କହନ୍ତୁ, ନ ପାଇବ। ସମସ୍ତେ ପାଇଲେ କି ଆଉ କିଏ ପାଇନାହାନ୍ତି ହାତରେ କହନ୍ତୁ। ସମସ୍ତେ ପାଇଲେ। ଠିକ ଅଛି, ପ୍ରାର୍ଥନା କରିବା। ଧନ୍ୟବାଦ ଦଉଛି ପ୍ରଭୁ, ତୁମେ ବହୁତ ମୂଲ୍ୟାୟନ ଭାବରେ ଆଜି ଏ ବର୍ଷର ପ୍ରଥମ ମାସ ପ୍ରଥମ ସପ୍ତାହରେ ତୁମେ ଆମମାନଙ୍କୁ ଏ ପ୍ରଭୁ ବୋଝ ଉପାସନା କରିଦେଲ ପ୍ରଭୁ ରବିବାର ଦିନ। ତୁମେ ଆମମାନଙ୍କୁ କେତେ ଭଲ ପାଉଅଛ ପ୍ରଭୁ। ଆଉ ତୁମେ ଆମମାନଙ୍କ ବାକ୍ୟ ମାଧ୍ୟମରେ, ତୁମ ଦାସମାନଙ୍କ ମାଧ୍ୟମରେ ପ୍ରଭୁ ତୁମେ ଆମମାନଙ୍କୁ ତୁମର ପ୍ରେମ, ତୁମର ଗଭୀର ରହସ୍ୟକୁ ତୁମେ କହୁଅଛ। ଆମର ଲକ୍ଷ୍ୟ, ଆମମାନଙ୍କର ଖୁସି, ଶାନ୍ତି, ଆଶା ପ୍ରତ୍ୟେକ ବିଷୟକୁ ତୁମେ ଧୂଳିସାତ କରିଦେଲ ଏ ପୃଥିବୀ ପାଇଁ ପ୍ରଭୁ। ଯେ ସମୟରେ ଆମମାନେ ବୁଝି ପାରୁନଥିଲୁ ସତରେ କାହିଁକି ତୁମେ ଆମମାନଙ୍କୁ ଅପ୍ରଭୁ ଏ ଜଗତରେ କଷ୍ଟ ଦୁଃଖ ଦେଉଅଛ କହିକି, କିନ୍ତୁ ଯେତେବେଳେ ଆମମାନେ ଦେଖୁଛୁ ପ୍ରଭୁ ତୁମେ ମହାନ ଯୋଜନା ଦ୍ୱାରା ତୁମେ ଆମମାନଙ୍କୁ ମଣ୍ଡଳୀକୁ ଭେଟେଇଲ। ଆଉ ତୁମେ
ତୁମର ରକ୍ତ ଦ୍ୱାରା ପରିଷ୍କୃତ ହେବାର ସୁସମାଚାର, ଧାର୍ମିକତା, ପବିତ୍ରତା ତୁମେ ଆମମାନଙ୍କୁ ଦେଲ, ଯାହା ଦ୍ୱାରା ପ୍ରଭୁ ଆମମାନେ ବିଶ୍ୱାସ କରିବା ପାଇଁ ତୁମଠାରୁ ହିଁ ଅନୁଗ୍ରହ ପାଇଗଲୁ। ସେଥିପାଇଁ ଆମେ ପବିତ୍ର ଆଉ ଧାର୍ମିକ ଗଣିତ ହେଲୁ ବୋଲି ଆମେ ବିଶ୍ୱାସ କରୁଅଛୁ। 2000 ବର୍ଷ ପୂର୍ବରୁ ତୁମେ ଆମମାନଙ୍କ ପାଇଁ ତୁମର ଶରୀରକୁ ତୁମ କ୍ରୁଶରେ ରକ୍ତକୁ ଦେଇକି ତୁମ ଆମମାନଙ୍କୁ ପରିତ୍ରାଣ ଦେଲ ପ୍ରଭୁ। ବିନା ମୂଲ୍ୟରେ ଅନୁଗ୍ରହରେ ତୁମେ ଆମକୁ ଧାର୍ମିକ ଗଣିତ କରିଅଛ। ହଁ ପ୍ରଭୁ, ଆଜି ଆମମାନେ ପ୍ରଭୁଙ୍କ ସାମ୍ନାରେ ଧନ୍ୟବାଦ ଦଉଛୁ ଯେ ତୁମେ ଆମମାନଙ୍କୁ ଏଇ ପ୍ରକାର ମଣ୍ଡଳୀ ଦେଲ। ଆଉ ଏ ମଣ୍ଡଳୀ ଭିତରେ ପ୍ରଭୁ ତୁମେ ଆମକୁ ତୁମର ଜୀବନ୍ତ ବାକ୍ୟକୁ ଦଉଅଛ। ହଁ ପ୍ରଭୁ, ତୁମେ ପ୍ରତ୍ୟେକ ଭାଇ ଆଉ ଭଉଣୀମାନଙ୍କୁ ତୁମେ ମନେ ପକାଅ, ସମସ୍ତ ପରିବାରକୁ ତୁମେ ମନେ ପକାଅ। ହଁ ପ୍ରଭୁ, ଆମର ଏଲ୍ଡର ଡିକନ ମାନଙ୍କୁ ମଧ୍ୟ ତୁମେ ମନେ ପକାଅ, ସମସ୍ତଙ୍କ ଜୀବନରେ ତୁମେ କାର୍ଯ୍ୟ କର। ଆଉ ବିଶେଷ କରି ପ୍ରାର୍ଥନା କରୁଛି, ତୁମେ ଯେଉଁ ପରୀକ୍ଷାରେ ଆମମାନଙ୍କୁ ଆମକୁ ପକେଇଥାଅ, ଦେଇଥାଅ, କେବେ ମଧ୍ୟ ଆମକୁ ବିନାଶ କରିବା ପାଇଁ ନାହିଁ। ଆଉ ତୁମେ ଆମମାନଙ୍କ ପାଇଁ ସେ ଉଦ୍ଧାରର ପଥ ମଧ୍ୟ ତୁମେ ଆମକୁ ଦେଇଥାଅ। ଆଉ ସହ୍ୟ କଲା ପରେ ତୁମେ ଆମକୁ ପରୀକ୍ଷା ଦେଇଥାଅ। ହଁ ପ୍ରଭୁ, ଆମେ ତୁମର ମନକୁ ଯେତେବେଳେ ଆମେ ଭାବୁଛୁ, ଦେଖୁଛୁ, ଆମେ ଫିଲ୍ କରିପାରୁଛୁ, ତୁମେ ଚାହୁଁଛ ପ୍ରଭୁ ଯେପରି ଆମମାନେ କେବଳ ତୁମଠାରେ ଭରସା କରୁ, ତୁମଠାରେ ବିଶ୍ୱାସ କରୁ, ତୁମକୁ ବିଶ୍ୱାସ କରିକି ଜୀବନ ଯାନ ବିତେଇବା ପାଇଁ ତୁମର ଇଚ୍ଛା ପ୍ରଭୁ। ହଁ ପ୍ରଭୁ, ଏହି ସୁସମାଚାର ଯେପରି ଆମମାନେ ଅନେକ ଅନେକ ଲୋକ ପାଖକୁ ଯାଇକି ଯେପରି ଆମମାନେ ପ୍ରଚାର କରିପାରିବୁ, ସେଇଟା ତୁମର ଇଚ୍ଛା ପ୍ରଭୁ। ତୁମେ ଅନୁଗ୍ରହ କର ମଣ୍ଡଳୀ ଦ୍ୱାରା ପ୍ରଭୁ, ତୁମେ ଶକ୍ତିଯୁକ୍ତ ଭାବରେ କାମ କର, ଯେପରି ପ୍ରତ୍ୟେକ ଭାଇ ଆରେ ଭଉଣୀମାନେ, ୟୁଥ୍ ମାନେ, ଯେପରି ଆମେ ସମସ୍ତେ ପ୍ରଭୁଙ୍କର ଶରଣାଗତ ହେଇ ଏହି ମୂଲ୍ୟାୟନ ସୁସମାଚାରକୁ ନେଇକି ଆଗକୁ ବଢ଼ିବୁ, ଦୟା କର। ଆସନ୍ତା ପ୍ରଭୁ ସମୟରେ ଯେମିତି ଆମମାନେ ପ୍ରଭୁଙ୍କର କାର୍ଯ୍ୟକୁ ଦେଖିବୁ, ସେଥିପାଇଁ ତୁମେ ଆମକୁ ଦୟା କର। ଯାହାର ମଧ୍ୟ ସମସ୍ୟା, ରୋଗ, କଷ୍ଟ, ଅଭାବ ଅଛି, ପ୍ରଭୁ ଅସୁବିଧା ଅଛି, ସମସ୍ତ ବିଷୟ ତୁମେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା, ପ୍ରଭୁ ତୁମର ଶକ୍ତି ଦ୍ୱାରା ତୁମେ ସମସ୍ତ ବିଷୟକୁ ତୁମେ ସମାଧାନ କରିଦିଅ। ଆଉ ଆମେ ଆଶା କରୁଛୁ ନିଶ୍ଚିତ ଭାବରେ ତୁମେ ବର୍ଷର ଆରମ୍ଭରେ ଆମକୁ ଯେଉଁ ପ୍ରତିଜ୍ଞା ଦେଲ ପ୍ରଭୁ, ଏ ପ୍ରତିଜ୍ଞା ଅନୁସାରେ ତୁମେ କାମ କରିବ। ଗୌରବ ସମ୍ଭ୍ରମ ତୁମେ ପାଅ ବୋଲି ଧନ୍ୟବାଦ ପ୍ରାର୍ଥନା ନାଜରତ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲୁ, ଆମେନ୍। ଠିକ ଅଛି, ଆଉ ବିଶେଷ କିଛି ସୂଚନା ମୁଁ ଦେବି। ଆଜି ସମସ୍ତ ଚର୍ଚ୍ଚର ଏଲ୍ଡର ଡିକନ ମାନେ, ଆଉ ଭାଇ ଲିଡର ଭାଇମାନେ, ଭଉଣୀମାନେ, ଲିଡର ମାନେ, ଆପଣମାନେ ସମସ୍ତେ ପ୍ରିଚିଂ ଟାଇମ୍ ଟେବୁଲ୍, ପ୍ରିଚିଂର ସେଡ୍ୟୁଲ୍କୁ ତୁମେ ଆପଣମାନେ ବନାନ୍ତୁ। ଆଉ ମୋତେ ଭେଟିକି ଯିବେ। ଆଉ ଏ ସପ୍ତାହର ନେକ୍ସଟ ୱିକ୍ରେ ଯେପରି ଆମର ପ୍ରଚାର ଷ୍ଟାର୍ଟ କରିବା ପ୍ରାକ୍ଟିକାଲି, ଆଉ ସିଲମ ଗ୍ରୁପ ଯେଉଁଟା ଅଛି ଆମମାନଙ୍କର, ପ୍ରତ୍ୟେକ ଭାଇ ଆରେ ଭଉଣୀମାନେ ଯେଉଁମାନେ ପ୍ରଚାର କରୁଛନ୍ତି, ଆଉ ସେମାନେ ସେଇଠି ରିପୋର୍ଟ ଛାଡ଼ନ୍ତୁ। ଆଉ ଯେମିତି ଏ ବର୍ଷର ଆରମ୍ଭରେ ଯେପରି ଆମେ ସୁସମାଚାର ପ୍ରଚାର କରିବା ପାଇଁ ଆରମ୍ଭ କରିବା, ଆଉ ବହୁତ ଲୋକମାନଙ୍କୁ ଯେପରି ଭାଇ ଭଉଣୀମାନେ ଯେଉଁମାନେ ଜଗିଛନ୍ତି ସତ୍ୟ ମଣ୍ଡଳକୁ ଭେଟିବା ପାଇଁ, ତାଙ୍କୁ ଯେପରି ଆମେ ସଂଗ୍ରହ କରିପାରିବା। ଆଉ ସପ୍ତାହ ଭିତରେ ଏ ସମୟରେ ଆମମାନଙ୍କର ଶନିବାର ଦିନ ମେରିଡ୍ ବ୍ରଦର୍ସ ମିଟିଂ ଗୁଡ଼ାକ ଯେଉଁଟା ହେଉଛି, ମଝିରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ କାଣ୍ଟାଟା ପାଇଁ ବନ୍ଦ ହେଇଥିଲା। ତ ଏ ସଟରଡେରେ ଆମେ ଆଉ ଥରେ ମେରିଡ୍ ବ୍ରଦର ମିଟିଂ ଆଉ ଥରେ ଷ୍ଟାର୍ଟ କରିବା। ରିଜନାଲ ମିଟିଂର ମଧ୍ୟ